ସମୟରେ ଆମମାନଙ୍କର କାର୍ଯ୍ୟ କରିବା ସମୟରେ ଆମମାନଙ୍କର ପ୍ରତିଟି ବିଷୟରେ ପ୍ରଭୁ ଆମମାନଙ୍କର ସାଥିରେ ସାଥିରେ ରହିଲେ, ଆମମାନଙ୍କୁ ସୁରକ୍ଷା ପ୍ରଦାନ କଲେ, ଆବଶ୍ୟକତା ଦେଲେ। ଆଉ ପ୍ରଭୁ ଆମମାନଙ୍କୁ ରକ୍ଷା କରିଛନ୍ତି, ଆଉ ଏଇ ସମୟ ପ୍ରଦାନ କରିଛନ୍ତି, ଏକାଠି କରିଛନ୍ତି ତାଙ୍କରି ନିକଟବର୍ତ୍ତୀ ହୋଇ ତାଙ୍କରି ସେବା ଉପାସନା କରିବା ନିମନ୍ତେ। ତେବେ ମହାନ ପିତା ପରମେଶ୍ୱର ଆମେ ଅଯୋଗ୍ୟ ମାନଙ୍କୁ, ଏତେ ସର୍ବଶକ୍ତିମାନ ଈଶ୍ୱର ଅଯୋଗ୍ୟ ମାନଙ୍କୁ ଏ ସୁନ୍ଦର ସମୟ ଦେଇଥିବାରୁ ଆସୁ ଆମମାନେ ଆମମାନଙ୍କର ଜୀବନ ମନ ପ୍ରାଣକୁ ଆମମାନେ ପରମେଶ୍ୱରଙ୍କ ହସ୍ତରେ ସମର୍ପିତ କରୁ। ଆଜିର ସେବା ଉପାସନା ଦ୍ୱାରା ପରମେଶ୍ୱରଙ୍କର ଗୌରବ କରୁ, ଆଉ ପରମେଶ୍ୱର ମଧ୍ୟ ଗୌରବ ପାଆନ୍ତୁ। ବର୍ତ୍ତମାନ ପ୍ରାରମ୍ଭରେ ଆମମାନେ ଗୀତ ସଂହିତା, ଆଉ ପ୍ରତ୍ୟେକ ସପ୍ତାହ ଭଳିଆ ଆଜି ମଧ୍ୟ ଆମମାନେ ଗୀତ ସଂହିତା 136 ଆଜି 6 ଠାରୁ 10 ପଦ ପର୍ଯ୍ୟନ୍ତ ଆମମାନେ ଅଧ୍ୟୟନ କରି ପରମେଶ୍ୱରଙ୍କର ଗୌରବ କରିବୁ। ଯିଏ ଭୂମଣ୍ଡଳକୁ ଜଳରାଶି ଉପରେ ବିଚ୍ଛିନ୍ନ କଲେ ତାହାଙ୍କର ଧନ୍ୟବାଦ କର। କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ଯେ ମହା ଜ୍ୟୋତିର୍ଗଣ ନିର୍ମାଣ କଲେ ତାହାଙ୍କର ଧନ୍ୟବାଦ କର। କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ନିର୍ମାଣ କଲେ ସେ। କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ନିର୍ମାଣ କଲେ ସେ। କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ପ୍ରଥମ ଜାତମାନଙ୍କୁ ସଂହାର କରିବା ଦ୍ୱାରା ମିଶ୍ରକୁ ଆଘାତ କଲେ ସେ। କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ପ୍ରଭୁ ଏହି ପଠିତ ବାକ୍ୟରେ ପୁଣି ଶ୍ରବଣରେ ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ଆଜି ଉପାସନାକୁ ପରମେଶ୍ୱରଙ୍କ ହସ୍ତରେ ସମର୍ପିତ କରିବା। ଆପଣମାନେ ପ୍ରାର୍ଥନାରେ ସହଯୋଗ କରନ୍ତୁ। ପ୍ରେମିକ ପିତା ପରମେଶ୍ୱର, ତୁମରି ପବିତ୍ର ମହତ୍ ନାମକୁ ଧନ୍ୟବାଦ ଦଉଛୁ ପ୍ରଭୁ। ପ୍ରଭୁ ତୁମମାନଙ୍କୁ ଦୟା କଲ, ଅନୁଗ୍ରହ କଲ, ଆଶୀର୍ବାଦ କଲ। ପ୍ରଭୁ ଏହି ସମୟ ପର୍ଯ୍ୟନ୍ତ ତୁମମାନଙ୍କୁ କଢ଼ାଇ ଆଣିଲ। ଆଉ ଏହି କ୍ଷୁଦ୍ର ମନୁଷ୍ୟମାନଙ୍କୁ ପ୍ରଭୁ ତୁମେ କେତେ ଯେ ଦୟା କଲ, ଅନୁଗ୍ରହ କଲ, ପ୍ରିୟ ପ୍ରଭୁ ପ୍ରେମ କଲ, ଏ ସୁନ୍ଦର ସମୟ ଦେଇଅଛ ପ୍ରଭୁ ତୁମର ସେବା ଉପାସନା କରିବା ପାଇଁ, ତୁମର ଗୌରବ ପ୍ରଶଂସା କରିବା ପାଇଁ। ମହାନ ପିତା ପରମେଶ୍ୱର, ତୁମମାନଙ୍କର ଦୟାର ସାଗର, ତୁମେ ମହାନ ପରମେଶ୍ୱର। ଏ ଅଯୋଗ୍ୟ ମାନଙ୍କୁ ପ୍ରଭୁ ତୁମେ କେବେ ଭୁଲି ନାଅ, କେବେ ପାସୋରି ନାଅ। ତୁମରି ପ୍ରେମରେ ପ୍ରିୟ ପ୍ରଭୁ ତୁମେ କଢ଼ାଇ ଆଣୁଅଛ। ଆଉ ପ୍ରଭୁ ଏହି ମୂଲ୍ୟବାନ ସମୟ ତୁମମାନଙ୍କୁ ପ୍ରଦାନ କରୁଅଛୁ ପ୍ରଭୁ। ଆଜି ଜଗତ ମଧ୍ୟରେ କେତେ ଲୋକ ଯେ ବିଭିନ୍ନ କାର୍ଯ୍ୟରେ ରତ ରହିଥିବେ, କିନ୍ତୁ ଏ ଧୂଳି ମନୁଷ୍ୟମାନଙ୍କୁ ତୁମେ ମନୋନୀତ କଲ ଆଉ ତୁମ ଚରଣ ତଳେ ବସି ତୁମ ସେବା ଉପାସନା କରିବା ପାଇଁ, ମହାନ ପରମେଶ୍ୱରଙ୍କ ଜୀବନ୍ତ ପରମେଶ୍ୱର ପ୍ରେମିକ ପରମେଶ୍ୱରଙ୍କ ଉପାସନା କରିବା ପାଇଁ ଏ ସୁନ୍ଦର ସମୟ ଦେଇଛ। ଧନ୍ୟବାଦ ଦଉଛୁ ପ୍ରଭୁ, ତୁମେ ଧନ୍ୟବାଦ ପାଅ ପ୍ରଭୁ। ଆଜି ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଏ ଉପାସନାରେ ତୁମେ ଆଶୀର୍ବାଦ କର। ତୁମେ ଉପସ୍ଥିତ ହୁଅ ପ୍ରଭୁ। ଯେଉଁମାନେ ଆଜି ପ୍ରଭୁ ବାକ୍ୟ ଅଧ୍ୟୟନ କରିବେ, ପ୍ରଭୁ ପ୍ରାର୍ଥନା କରିବେ ବା ମୁଖସ୍ଥ ପଦ କହିବେ, ୱାର୍ସିପ କରିବେ, ବାକ୍ୟ ଦେବେ, ମହାନ ପିତା ପରମେଶ୍ୱର ବିଶେଷ କରି ତୁମରି ହସ୍ତରେ ତୁମରି ଦାସୀମାନଙ୍କୁ ପ୍ରଭୁ ଥଉଛି। ତୁମେ ଦୟା କର, ଅନୁଗ୍ରହ କର, ତୁମେ ପ୍ରଭୁ ବ୍ୟବହାର କର ଏବଂ ପ୍ରଭୁ ତୁମେ ଗୌରବ ପାଅ। ମହାନ ପିତା ପରମେଶ୍ୱର, ଏ ପର୍ଯ୍ୟନ୍ତ ଯେଉଁମାନେ ଯୋଡ଼ି ନାହାନ୍ତି, ହେ ମହାନ ପ୍ରଭୁ ତୁମେ ଦୟା କର, ସେମାନଙ୍କ ମନ ମଧ୍ୟରେ ତୁମେ ଚେତନା ପ୍ରେରଣା ଦିଅ। ପ୍ରିୟ ପ୍ରଭୁ, ତୁମଠାରେ ପ୍ରଭୁ ଆଗଭର ହୋଇ ପ୍ରଭୁ ତୁମରି ବାକ୍ୟ ଶୁଣିବା ନିମନ୍ତେ, ତୁମରି ଗୌରବ ପ୍ରଶଂସା କରିବା ନିମନ୍ତେ ପ୍ରଭୁ ସେମାନେ ଯୋଡ଼ିବାକୁ ଚେଷ୍ଟା କରିବେ, ସେହିପରି ତୁମେ ସାହାଯ୍ୟ କର। ଯେତେ ଜଣ ପ୍ରଭୁ ଆମେ ଉପସ୍ଥିତ ହୋଇଅଛୁ, ଆମେ ସମସ୍ତଙ୍କୁ ତୁମେ ଦୟା କର, ଅନୁଗ୍ରହ କର। ପ୍ରେମୟ ପ୍ରଭୁ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମରି ଉପସ୍ଥିତି ରଖ ଏବଂ ପ୍ରଭୁ ପ୍ରତିଟି ବିଷୟରେ ପ୍ରଭୁ ତୁମେ ପରିଚାଳିତ କର। ମଙ୍ଗଳମୟ ସ୍ୱର୍ଗୀୟ ପିତା, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମର ଦୟା, ତୁମର ଅନୁଗ୍ରହରେ ଏ ଉପାସନା ହେବା ପାଇଁ ସାହାଯ୍ୟ କର ବୋଲି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏ ପ୍ରାର୍ଥନା କରୁଅଛି, ଆମେନ୍। ବର୍ତ୍ତମାନ এই ସମୟରେ ଆମମାନେ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରି ୱାର୍ସିପକୁ ଯିବା। ଆମେ ପ୍ରଭୁଙ୍କର ଗୌରବ କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା, ଆମମାନଙ୍କର ଜୀବନଦାତା ମହାନ ପରମେଶ୍ୱରଙ୍କର ସେବା ଉପାସନା କରିବା। ଆମମାନଙ୍କ ଗହଣରେ ଅଲରେଡି ଜଡ଼ିତ ଅଛନ୍ତି ପ୍ରଭୁଙ୍କ ଗୌରବ ପ୍ରଶଂସା କରିବା ନିମନ୍ତେ। ଏ ସମୟ ମଧ୍ୟରେ ମୁଁ ଆହ୍ୱାନ କରେ, ଆମ ପ୍ରିୟ ସିଷ୍ଟର ଅଛନ୍ତି ମିସେସ୍ ନମିତା, ଆଗକୁ ଆସିବେ
ଏବଂ ୱାର୍ସିପ୍ରେ ଆମମାନଙ୍କୁ କଢ଼ାଇ ନେବେ। ଏ ସମୟ ହେଉଛି ଆପଣଙ୍କର। ସର୍ବପ୍ରଥମେ ଆମମାନଙ୍କର ଜୀବିତ ପିତା ପରମେଶ୍ୱରଙ୍କର ନାମକୁ ଧନ୍ୟବାଦ ଦିଏ। ପୁଣି ଏଇ ସୁନ୍ଦର ସୁଯୋଗ ଦେଇଥିବାରୁ, ବିଶେଷ କରି ଓମେନ୍ସ ମିଟିଂର ପ୍ରତ୍ୟେକ କର୍ମକର୍ତ୍ରୀ ମାନଙ୍କୁ, ପୁଣି ମୋର ପରିଚିତ ଅପରିଚିତ ପ୍ରତ୍ୟେକ ଯେତେ ମା ମାନେ ଉପସ୍ଥିତ ଅଛନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର ଜଣାଏ। ଆଉ ବହୁତ ଦିନ ପରେ ମୁଁ ଆଟେଣ୍ଡ କଲି। ଆଉ ଦିଦି ଯେତେବେଳେ ମତେ ୱାର୍ସିପ କରିବା ପାଇଁ କହିଲେ, ମୋର ଦେହ ଟିକେ ଭଲ ନାହିଁ, ଥଣ୍ଡା ବି ଧରିଛି। ତଥାପି ବହୁତ ଦିନ ପରେ ମନା କରିବା କଥା ନୁହଁ। ପ୍ରଭୁଙ୍କର ଗୌରବ ଯେ ପ୍ରକାର ପରିସ୍ଥିତିରେ ହେଲେ ମଧ୍ୟ କରିବା ଆମମାନଙ୍କର ଆବଶ୍ୟକ, ସେଥିପାଇଁ ମୁଁ ହଁ କଲି। ତ ମୁଁ କେମିତି ଗାଉଛି ସେଟା ଦେଖିବେନି, କିନ୍ତୁ ଆମମାନେ ଅନ୍ତର ସହିତ ପ୍ରଭୁଙ୍କର ପ୍ରଶଂସା କରିବା, କାରଣ ସେ ସତ୍ୟ ଏବଂ ଜୀବିତ ପରମେଶ୍ୱର। ଆମେ କୋଉ ପ୍ରକାରେ କୋଉ ସ୍ୱରରେ ଗୀତ ଗାଉଛୁ ବା କେଉଁ ପ୍ରକାର ଆରାଧନା କରୁଛୁ ସେ ତାହା ଦେଖନ୍ତି ନାହିଁ, କିନ୍ତୁ ଆମମାନେ କୋଉ ଅନ୍ତର ଆଉ କୋଉ ମନ ନେଇ ପ୍ରଭୁଙ୍କର ଆରାଧନା କରୁଛୁ, କି ପ୍ରକାର ସ୍ୱଭାବ ନେଇ ତାଙ୍କର ଗୌରବ କରୁଛୁ ତାହା ସେ ଦେଖନ୍ତି। ଆଉ ଆମମାନେ ପ୍ରତ୍ୟେକ ଆଶୀର୍ବାଦିତ ଧନ୍ୟ ଏଇ ସୁନ୍ଦର ସମୟ ପାଇଁ, ତାଙ୍କରି ଗୌରବ କରିବା ପାଇଁ ପ୍ରଭୁ ଆମମାନଙ୍କୁ ସୁନ୍ଦର ସୁଯୋଗ ଦେଇଛନ୍ତି। ଆସନ୍ତୁ ଆମମାନେ କିଛି ଗୀତ ଗାନ କରି ପ୍ରଭୁଙ୍କର ଆରାଧନା କରିବା। ଆଉ ଆପଣମାନେ ସମସ୍ତେ ଜାଣିଥିବା ଗୀତ, ଆପଣମାନେ ମଧ୍ୟ ନିଜ ନିଜ ସ୍ଥାନରେ ରହି ଗୀତ ଗାନ କରି ପ୍ରଭୁଙ୍କର ଗୌରବ କରିବେ। ଯୀଶୁଙ୍କୁ ସଙ୍ଗେ ରଖିବି, ଯୀଶୁଙ୍କୁ ସଙ୍ଗେ ରଖିବି, ହୃଦୟ ପଦ୍ମ ତାଙ୍କୁ ଦେବି, ସଙ୍ଗେ ରଖିବି, ଯୀଶୁଙ୍କୁ ସଙ୍ଗେ ରଖିବି। ସେ ତ ଜୀବର ଜୀବ, ମୋର ସର୍ବସମ୍ପଦ, ସେ ତ ଜୀବର ଜୀବ, ମୋର ସର୍ବସମ୍ପଦ। ଛାଡ଼ିଲେ ସେହି ପାଦ ବିପଦରେ ପଡ଼ିବି, ସଙ୍ଗେ ରଖିବି, ଯୀଶୁଙ୍କୁ ସଙ୍ଗେ ରଖିବି। ଏ ଜଗତେ ବିପଦ, ଚାରିଆଡ଼େ ଆପଦ, ଏ ଜଗତେ ବିପଦ, ଚାରିଆଡ଼େ ଆପଦ, ନ ଧରିଲେ ସେହି ପାଦ, କେମନ୍ତେ ମୁଁ ବଞ୍ଚିବି, ସଙ୍ଗେ ରଖିବି, ଯୀଶୁଙ୍କୁ ସଙ୍ଗେ ରଖିବି। ସେ ମୋର ଜୀବଧବ, ତାଙ୍କରି କରି ଭାବ, ସେ ମୋର ଜୀବଧବ, ତାଙ୍କରି କରି ଭାବ, ହୋଇଣ ପାର ଭବ, ସ୍ୱର୍ଗରେ ପହଞ୍ଚିବି, ସଙ୍ଗେ ରଖିବି, ଯୀଶୁଙ୍କୁ ସଙ୍ଗେ ରଖିବି। ହୃଦୟ ପଦ୍ମ ତାଙ୍କୁ ଦେବି, ସଙ୍ଗେ ରଖିବି, ଯୀଶୁଙ୍କୁ ସଙ୍ଗେ ରଖିବି। ନିଶ୍ଚୟ ଏଇ ଦିନ ମାନଙ୍କରେ ଯେଉଁ ସମସ୍ତ ପ୍ରକାର ବିଷୟ ମାନ ଆମମାନଙ୍କର ଚତୁର୍ଦିଗରେ ଘଟି ଆସୁଛି, ଏଇ ଦିନ ମାନଙ୍କରେ ଆମମାନେ ପ୍ରଭୁଙ୍କ ଠାରେ ସମର୍ପିତ ହୋଇ ତାଙ୍କ ସଙ୍ଗେ ସଙ୍ଗେ ରହିବା ନିତାନ୍ତ ଆବଶ୍ୟକତା ରହିଛି।
ଆଉ ପ୍ରଭୁ ନିଶ୍ଚୟ ତାଙ୍କର ପ୍ରତିଜ୍ଞା ଅନୁସାରେ ଆମମାନଙ୍କର ସଙ୍ଗେ ସଙ୍ଗେ ରହିଅଛନ୍ତି, କିନ୍ତୁ ଆମେ କେତେ ତାଙ୍କ ସଙ୍ଗରେ ରହୁଛୁ ତାହା ଆମମାନେ ନିଜ ନିଜକୁ ପରୀକ୍ଷା କରିବା। ନିଶ୍ଚୟ ପ୍ରଭୁ ଆମମାନଙ୍କୁ କୋଉ ମୁହୂର୍ତ୍ତରେ ମଧ୍ୟ କୋଉ ପ୍ରକାର ପରିସ୍ଥିତିରେ ମଧ୍ୟ ଆମମାନଙ୍କୁ ଛାଡି ନାହାନ୍ତି। ସେ ଜଗତରେ ଆମେ ଯଦି ଚତୁର୍ଦିଗରେ ଦେଖୁଛୁ କେତେ ପ୍ରକାର ବିପଦ ଆପଦ, ଆମେ କାଲିକି ଯାହାକୁ ସୁସ୍ଥ ସବଳ ଶରୀର ଦେଖୁଛୁ ସେ ଆଜି କୌଣସି ନା କୌଣସି ବିପଦରେ ପଡେ, ଆଉ ଯାହାକୁ ଆମମାନେ ଅତି ନିଜର ବୋଲି ଭାବୁଛୁ ସେମାନେ ମଧ୍ୟ ଏଇ ଦିନ ମାନଙ୍କରେ ଛାଡି ଚାଲି ଯାଉଛନ୍ତି। ତ ଏଇ ଦିନ ମାନଙ୍କରେ ଆମମାନେ ଅତି ନିକଟବର୍ତ୍ତୀ ପରମେଶ୍ୱରଙ୍କର ସଙ୍ଗେ ରହିବା ନିହାତି ଆବଶ୍ୟକତା ରହିଛି। ଆଉ ସେ ଆମମାନଙ୍କର ପ୍ରତିପାଳକ ପରମେଶ୍ୱର ଦୁଃଖରେ ସୁଖରେ ସବୁ ଅବସ୍ଥାରେ ଆମମାନଙ୍କର ସହବର୍ତ୍ତୀ ଅଟନ୍ତି। ତେଣୁ ଆସନ୍ତୁ ହୃଦୟର ସହିତ ଆମମାନେ ପୁଣି ଥରେ ଆଉ ଗୋଟେ ଗୀତ ଗାନ କରି ତାଙ୍କରି ଗୌରବ କରିବା। ପ୍ରତିପାଳକ ସେ ଏହି ଜୀବନର ସଦା ପାଶିଥାନ୍ତି। ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ଦୁଃଖରେ ବି ଝଡ଼ରେ ବି ଭୟ ନାହିଁ ମୋହର, ଦୁଃଖରେ ବି ଝଡ଼ରେ ବି ଭୟ ନାହିଁ ମୋହର, ପ୍ରତିପାଳକ ସେ ଏହି ଜୀବନର ସଦା ପାଶିଥାନ୍ତି। ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ମାଗିବା ଗରୁ ସିଏ ଯାଚି ମତେ ଦିଅନ୍ତି, କହିବା ଗରୁ ମନ କଥା ଜାଣନ୍ତି, ମାଗିବା ଗରୁ ସିଏ ଯାଚି ମତେ ଦିଅନ୍ତି, କହିବା ଗରୁ ମନ କଥା ଜାଣନ୍ତି। ଭିଜି ଗଲେ ମୋର ଦୁଃଖେ ଦୁଇ ଆଖି ଲୁହ ପୋଛି ଦିଅନ୍ତି, ଭିଜି ଗଲେ ମୋର ଦୁଃଖେ ଦୁଇ ଆଖି ଲୁହ ପୋଛି ଦିଅନ୍ତି, ପ୍ରତିପାଳକ ସେ ଏହି ଜୀବନର ସଦା ପାଶିଥାନ୍ତି। ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତି, ଝୁଣ୍ଟି ମୁଁ ପଡ଼ିଲେ ତୋଳି ମତେ ନିଅନ୍ତି, ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତି, ଝୁଣ୍ଟି ମୁଁ ପଡ଼ିଲେ ତୋଳି ମତେ ନିଅନ୍ତି, ହଜି ଯାଏ ଯେବେ ପାପ ଦୁନିଆରେ ଖୋଜି ମତେ ନିଅନ୍ତି, ହଜି ଯାଏ ଯେବେ ପାପ ଦୁନିଆରେ ଖୋଜି ମତେ ନିଅନ୍ତି, ପ୍ରତିପାଳକ ସେ ଏହି ଜୀବନର
ପଶିଥାନ୍ତି। ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ଦୁଃଖରେ ବି ଝଡ଼ରେ ବି ଭୟ ନାହିଁ ମୋହର, ଦୁଃଖରେ ବି ଝଡ଼ରେ ବି ଭୟ ନାହିଁ ମୋହର, ପ୍ରତିପାଳକ ସେ ଏହି ଜୀବନର, ସଦା ପଶିଥାନ୍ତି। ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ଯୀଶୁ ରାଜା ମୋର। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ଦେଉଛୁ। ମଙ୍ଗଳମୟ ସ୍ୱର୍ଗବାସୀ ପିତା, ତୁମରି ପବିତ୍ର ମହତ୍ ନାମର ଧନ୍ୟବାଦ ଦେଉଛୁ, ଗୌରବ କରୁଛୁ, ସ୍ତୁତି ପ୍ରଶଂସା କରୁଛୁ। ପ୍ରଭୁ ପ୍ରେମମୟ ସ୍ୱର୍ଗସ୍ଥ ପିତା, ତୁମେ ଅନୁଗ୍ରହ କରି ଦୟା କରି ପ୍ରଭୁ ଆମମାନଙ୍କର ପାପ ପ୍ରମାଣେ ଆମମାନଙ୍କ ପ୍ରତି ବ୍ୟବହାର ନ କରି ପ୍ରଭୁ ଜୀବନର ପ୍ରତିଟି ଅବସ୍ଥାରେ ଆମମାନଙ୍କର ସହାୟ ସହବର୍ତ୍ତୀ ପରମେଶ୍ୱର ହେଇ ଆମମାନଙ୍କର ପ୍ରତିପାଳକ ପ୍ରଭୁ ହୋଇ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଦୁଃଖରେ ସୁଖରେ ସମସ୍ୟାରେ ଦୁର୍ଦ୍ଦଶାରେ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ଏଇ ଜଗତ ମଧ୍ୟରେ କଢାଇ ନେଇଥିବାରୁ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ଦେଉଛୁ। ପ୍ରଭୁ ଆମେ ତୁମରି ପ୍ରଶଂସା କରିବା ପାଇଁ ନିଶ୍ଚୟ ଅବହେଳିତ, ଆମେ ପ୍ରଭୁ ତୁମରି ଗୌରବ କରିବା ପାଇଁ ରହିତ ହେଇ ପଡିଛୁ ପ୍ରଭୁ। କିନ୍ତୁ ତୁମେ ପ୍ରେମ କରି ଅନୁଗ୍ରହ କରି ତୁମରି ଦୟା ଦୃଷ୍ଟିରେ ତୁମେ ଆମମାନଙ୍କୁ ଆବୋରି ରଖିଥିବାରୁ ଧନ୍ୟବାଦ ଦେଉଛୁ। ସ୍ୱର୍ଗସ୍ଥ ସଦା ପ୍ରଭୁ, ଗୀତ ଦ୍ୱାରା ସମସ୍ତ ଗୀତ ଦ୍ୱାରା ତୁମେ ଗୌରବ ପାଅ। ଆମମାନଙ୍କର ହୃଦୟର କୃତାଞ୍ଜଳି ତୁମ ନିକଟରେ ଗ୍ରହଣ ଯୋଗ୍ୟ ହେଉ। ଆମମାନଙ୍କର ସମସ୍ତ ଧନ୍ୟବାଦ, ଆମମାନଙ୍କର ସମସ୍ତ ପ୍ରଶଂସା ଊର୍ଦ୍ଧ୍ୱରେ ଉଠା ଯାଉ ବୋଲି ତୁମ ନିକଟରେ ନିବେଦନ କରୁଛୁ। ସ୍ୱର୍ଗସ୍ଥ ପିତା, ଆମମାନଙ୍କୁ ସବୁବେଳେ ଏଇ ପ୍ରକାର ମନ, ଏଇ ପ୍ରକାର ସ୍ୱଭାବ ଦିଅ, ଯେପରି ଯେ କୌଣସି ପରିସ୍ଥିତି ହେଲେ ମଧ୍ୟ ଆମେ ତୁମରି ଧନ୍ୟବାଦ କରିବାକୁ ପଛେଇବୁ ନାହିଁ। ଆମେ ତୁମରି ଗୌରବ ପ୍ରଶଂସା କରିବା ପାଇଁ ଆମମାନଙ୍କର ମୁଖ ଯେପରି ବନ୍ଦ ନ ହବ, ଏଥିପାଇଁ ତୁମେ ଆମମାନଙ୍କୁ ସେଇ ପ୍ରକାର ସ୍ୱଭାବ ମନ ପବିତ୍ର ଆତ୍ମାଙ୍କର ଶକ୍ତି ଦେଇ ଏଇ ଦିନ ମାନଙ୍କରେ ତୁମେ ବ୍ୟବହାର କର। ଉପାସନାର ପ୍ରତ୍ୟେକ କାର୍ଯ୍ୟରେ ତୁମେ ପ୍ରଭୁ ଆଶୀର୍ବାଦ କର। ପୁଣି ସମସ୍ତ ଉପାସନା ତୁମରି ଗୌରବ ନିମନ୍ତେ ହଉ। ଉପସ୍ଥିତ ପ୍ରତ୍ୟେକଙ୍କ ଦ୍ୱାରା ତୁମେ ଗୌରବାନ୍ୱିତ ହୁଅ। ମହିମା ସମ୍ଭ୍ରମ ଯୁଗେ ଯୁଗେ ତୁମରି ହେଉ। এই সমস্ত আরাধনা প্রার্থনা যিশুଙ୍କ ନାମରେ ପିତାଙ୍କ ନିକଟରେ ଦଉଛୁ। ଆମେନ୍, ଆମେନ୍, ଆମେନ୍। ବହୁତ ବହୁତ ଧନ୍ୟବାଦ ଦିଦି। ବହୁତ ବହୁତ ଧନ୍ୟବାଦ ନମିତା। ଅତି ଅର୍ଥପୂର୍ଣ୍ଣ ଗୀତ। ପ୍ରଭୁଙ୍କର ଗୌରବ ହଉ। ମହାନ ପରମେଶ୍ୱର କେବଳ ଆମମାନଙ୍କୁ ସୃଷ୍ଟି କରିନାହାନ୍ତି, ଆମମାନଙ୍କର ପ୍ରତିପାଳକ, ଆମମାନଙ୍କର ସାଥିରେ ସାଥିରେ ରହନ୍ତି। ଆମେ ଝୁଣ୍ଟି ପଡ଼ିଥିଲା ସମୟରେ ସେମାନଙ୍କୁ ଉଠଉଛନ୍ତି। ଆମେ ଯେତେବେଳେ ନିରାଶ ରହୁଛୁ ସେ ଆମମାନଙ୍କୁ ଆଶା ପ୍ରଦାନ କରନ୍ତି। ଅତି ଅର୍ଥପୂର୍ଣ୍ଣ ଗୀତ ଦ୍ୱାରା ପରମେଶ୍ୱରଙ୍କର ମହିମା କଲେ। ଆଉ ପ୍ରଭୁ ଗୌରବ ପ୍ରଶଂସା ପାଇବା ପାଇଁ ଯୋଗ୍ୟ ଅଟନ୍ତି, ଆଉ ଯୋଗ୍ୟ ହୋଇଛନ୍ତି, ପୁଣି ପ୍ରଶଂସା ବର୍ତ୍ତମାନ ମଧ୍ୟ ପାଇଛନ୍ତି। ତେଣୁ ଅତି ଅର୍ଥପୂର୍ଣ୍ଣ ଗୀତ ଦ୍ୱାରା ଯେଉଁ ପ୍ରଶଂସା କଲେ, ପ୍ରଭୁଙ୍କୁ ଉଚ୍ଚରେ ରଖିଲେ, ପ୍ରଭୁଙ୍କୁ ଧନ୍ୟବାଦ ଦେଇଛନ୍ତି, ପ୍ରାର୍ଥନାରେ ମଧ୍ୟ କଢ଼ି ନେଲେ। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ବହୁଳ ଭାବରେ ପ୍ରଭୁ ଆଶୀର୍ବାଦ କରି ଅନ୍ୟ ଦିନମାନଙ୍କରେ ମଧ୍ୟ ଏ ପ୍ରକାର ବ୍ୟବହାର କରି ପ୍ରଭୁ ହିଁ ଗୌରବ ପାଆନ୍ତୁ। ବିଶେଷ କରି ପ୍ରଭୁଙ୍କର ଗୌରବ ହଉ ଏହି ଆରାଧନା ଦ୍ୱାରା। ମହାନ ପରମେଶ୍ୱର, ପ୍ରେମିକ ପରମେଶ୍ୱର, ସେ ସବୁଥିରେ ଯୋଗ୍ୟ, ପ୍ରଶଂସା ପାଇବା ପାଇଁ ଯୋଗ୍ୟ ଅଟନ୍ତି। ତେଣୁ ବର୍ତ୍ତମାନ ସେ ପ୍ରଶଂସା ପାଇଛନ୍ତି। ବର୍ତ୍ତମାନ ଆମେ ଆସୁ, ଆମେ ବାଇବଲ ଅଧ୍ୟୟନ କରିବା। ପରମେଶ୍ୱରଙ୍କର ସେ ପବିତ୍ର ଜୀବନ୍ତ ବାକ୍ୟ ଅଧ୍ୟୟନ ଦ୍ୱାରା ପରମେଶ୍ୱରଙ୍କର ମହାନତା ବିଷୟରେ ବର୍ତ୍ତମାନ ଆମେ ଜାଣିବା। ଏ ସମୟ ମଧ୍ୟରେ ଅଧ୍ୟୟନ କରିବା ନିମନ୍ତେ ମୁଁ ଆହ୍ୱାନ କରେ, ଆମମାନଙ୍କ ଗହଣରେ ଜଡ଼ିତ ଅଛନ୍ତି ଆମମାନଙ୍କ ପ୍ରିୟ ଦିଦି ମିସେସ୍ ଦୀପ୍ତିମୟୀ ପ୍ରଧାନ ଦିଦିଙ୍କୁ ଆହ୍ୱାନ କରେ ଆଗକୁ ଆସିବେ ଏବଂ ବାଇବଲ ଅଧ୍ୟୟନରେ ସାହାଯ୍ୟ କରିବେ। ଏ ସମୟ ହେଉଛି ଆପଣଙ୍କ ଦିଦି। ବିନ୍ଦୁ ଦିଦିଙ୍କୁ ନମସ୍କାର ଜଣାଏ। ତା ଛଡା ଜୁମ ରେ ଉପସ୍ଥିତ ଥିବା ପ୍ରତ୍ୟେକ ଭଉଣୀ ମାନଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଏ। ଆସନ୍ତୁ ବାଇବେଲର କିଛି ଅଂଶ ଆମେ ପଢିବା।
ତାହା ଆପଣମାନେ ପାଇବେ ଉପଦେଶକ 7 ପର୍ବ 1-14। ଉପଦେଶକ 7 ପର୍ବ 1-14। ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମଦିନ ଅପେକ୍ଷା ମରଣ ଦିନ ଭଲ। ଭୋଜ ଗୃହକୁ ଯିବା ଠାରୁ ବିଳାପ ଗୃହକୁ ଯିବାର ଭଲ, କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବେ। ହାସ୍ୟ ଠାରୁ ଖେଦ ଭଲ, କାରଣ ମୁଖର ବିଷଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ। ଜ୍ଞାନୀମାନଙ୍କର ହୃଦୟ ବିଳାପ ଗୃହରେ ଥାଏ, ମାତ୍ର ମୂର୍ଖମାନଙ୍କର ହୃଦୟ ଆନନ୍ଦ ଗୃହରେ ଥାଏ। ମୂର୍ଖମାନଙ୍କର ଗୀତ ଶୁଣିବା ଅପେକ୍ଷା ଜ୍ଞାନୀମାନଙ୍କର ଭର୍ସନା ଶୁଣିବାର ଭଲ, କାରଣ ହାଣ୍ଡି ତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି, ମୂର୍ଖର ହାସ୍ୟ ସେହିପରି। ଏହା ହିଁ ଅସାର। ନିଶ୍ଚୟ ଅନ୍ୟାୟ ଧନ ଗ୍ରହଣ ଜ୍ଞାନୀ ଲୋକକୁ ନିର୍ବୋଧ କରେ ଓ ଲାଞ୍ଚ ବୃଦ୍ଧି ନଷ୍ଟ କରେ। କାର୍ଯ୍ୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। ପୁଣି ଆତ୍ମାରେ ଗର୍ବୀ ହେବା ଅପେକ୍ଷା ଆତ୍ମାରେ ଧୀର ହେବା ଭଲ। କ୍ରୋଧ କରିବା ପାଇଁ ଆପଣା ଆତ୍ମାରେ ଚଞ୍ଚଳ ହୁଅ ନାହିଁ, କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ। ବର୍ତ୍ତମାନ କାଳ ଅପେକ୍ଷା ପୂର୍ବ କାଳ ଭଲ ଥିବାର କାରଣ କଣ ଏହା ନ କୁହ, କାରଣ ତୁମ୍ଭେ ଏ ବିଷୟ ଜ୍ଞାନରେ ପ୍ରଶ୍ନ କରୁନାହଁ। ଜ୍ଞାନ ପୈତୃକ ଅଧିକାରର ତୁଲ୍ୟ ଉତ୍ତମ, ଆହୁରି ସୂର୍ଯ୍ୟଦର୍ଶୀ ଲୋକମାନଙ୍କ ପ୍ରତି ତାହା ଅଧିକ ଶ୍ରେଷ୍ଠ, କାରଣ ଧନ ଯେମନ୍ତ ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ତେମନ୍ତ ଆଶ୍ରୟ ସ୍ୱରୂପ ଅଟେ। ମାତ୍ର ବିଦ୍ୟାର ଶ୍ରେଷ୍ଠତା ଏହି ଯେ ଜ୍ଞାନ ଆପଣା ଅଧିକାରୀର ଜୀବନ ରକ୍ଷା କରେ। ଜ୍ଞାନ ଆପଣା ଅଧିକାରୀର ଜୀବନ ରକ୍ଷା କରେ। ପରମେଶ୍ୱରଙ୍କର କାର୍ଯ୍ୟ ବିବେଚନା କର, କାରଣ ସେ ଯାହା ବଙ୍କା କରିଅଛନ୍ତି କିଏ ତାହା ସଳଖ କରିପାରେ। ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର। ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ ତାହା ଯେମନ୍ତ ସେ ଜାଣି ନ ପାରେ, ଏଥିପାଇଁ ପରମେଶ୍ୱର ସୁଖ ଓ ଦୁଃଖକୁ ପାଖେ ପାଖେ ରଖିଅଛନ୍ତି। ଆମେନ୍। ପ୍ରଭୁ ଏ ପଠିତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ ଦିଦି। ଅତି ସ୍ପଷ୍ଟ ଅତି ଉତ୍ତମ ଭାବରେ ପରମେଶ୍ୱରଙ୍କର ପବିତ୍ର ବାକ୍ୟକୁ ଭକ୍ତିର ସହିତ ଅଧ୍ୟୟନ କଲେ। ସଲୋମନଙ୍କର ଗୀତ ଯେ ଗୋଟାଏ ଗୋଟାଏ ଭେର୍ସ ମଧ୍ୟରେ ଏତେ ଗୁଡାଏ ମାନେ ନିଗୁଡ ବିଷୟ ରହିଛି, ଆଉ ଏଇ ମାଧ୍ୟମ ଦ୍ୱାରା ମଧ୍ୟ ଆମମାନଙ୍କୁ ଶିକ୍ଷା ପ୍ରାପ୍ତ କରାଇଛନ୍ତି। ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଉତ୍ତମ ବାକ୍ୟ ଅଧ୍ୟୟନ କଲେ, ପରମେଶ୍ୱରଙ୍କ ଗୌରବ କରିଛନ୍ତି, ପରମେଶ୍ୱରଙ୍କୁ ଉଚ୍ଚରେ ରଖିଛନ୍ତି। ଆମମାନଙ୍କୁ ମଧ୍ୟ ଶିକ୍ଷା ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଦିଦି। ଥ୍ୟାଙ୍କ ୟୁ। ଧନ୍ୟବାଦ। ବର୍ତ୍ତମାନ ଆମମାନେ ମେମୋରି ଭେର୍ସ ଶୁଣିବାକୁ ଯିବା। ବର୍ତ୍ତମାନର ସମୟ ଯେଉଁମାନେ କହିବା ପାଇଁ ଚାହାନ୍ତି ମେମୋରି ଭର୍ସ କହିପାରିବେ। ମୁଖସ୍ଥ ପଦ କହିବାର ସମୟ। ଆପଣମାନେ ଯଦି କହିବା ପାଇଁ ଚାହାନ୍ତି ପରମେଶ୍ୱରଙ୍କ ଗୌରବ ନିମନ୍ତେ ଆପଣମାନେ କହିପାରିବେ। ସମସ୍ତকে আমার খ্রিস্টপ্রেমে নমস্কার। নমস্কার। ধন্য সেই ব্যক্তি যে দুষ্টদের মন্ত্রণায় চলে না, পাপীদের পথে দাঁড়ায় না, কিন্তু নিন্দকের সভায় বসে না, কিন্তু সদাপ্রভুর ব্যবস্থায় আমোদ করে, তাহার ব্যবস্থা দিবরাত্রি ধ্যান করে। গীতসঙ্গীতে 1-1-2। থ্যাংক ইউ। থ্যাংক ইউ মাই, থ্যাংক ইউ। ସମସ୍ତଙ୍କୁ ମୋର ନମସ୍କାର। ମୋର ମେମୋରି ଭର୍ସ ହଉଛି ଗୀତ ସଂହିତା 121 ର 6 ପଦ। ଦିବସରେ ସୂର୍ଯ୍ୟ କିମ୍ବା ରାତ୍ରିରେ ଚନ୍ଦ୍ର ତୁମକୁ ଆଘାତ କରିବ ନାହିଁ। ଧନ୍ୟବାଦ। ଧନ୍ୟବାଦ ସିଷ୍ଟର। ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ମାଥ୍ୟୁ 5 ପର୍ବର 6 ପଦ। ଧନ୍ୟବାଦ ନମିତା। ଜୁମ୍ ମିଟିଂରେ ଉପସ୍ଥିତ ପ୍ରତ୍ୟେକ ମା ଭଉଣୀ ମାନଙ୍କୁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର। ସ୍ୱର୍ଣ୍ଣମୟ ପଦ ଅଛି। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାକୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ପୁଣି ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିବ। ଯୋହନ 5 ପର୍ବର 24 ପଦ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ମୁଁ କହିବି ଗୁଣବତୀ ସ୍ତ୍ରୀ କିଏ ପାଇପାରେ? ମୁକ୍ତ ଠାରୁ ତାହାର ମୂଲ୍ୟ ଅଧିକ।
ଉପଦେଶକ 31 ପର୍ବ 10 ପଦ। ଧନ୍ୟବାଦ ଦିଦି। ଆଉ ଯଦି କିଏ କହିବା ପାଇଁ ଚାହାନ୍ତି? ଆମେ ନିଜର ନୁହଁ କାରଣ ଧନ୍ୟବାଦ। ଆଉ ଯଦି କିଏ କହିବା ପାଇଁ ଚାହାନ୍ତି? ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପରମେଶ୍ୱରଙ୍କ ମୁଖ ନିର୍ଗତ ପବିତ୍ର ବାକ୍ୟ ଆଉ ଆପଣମାନେ ମୁଖସ୍ଥ କରି ପରମେଶ୍ୱରଙ୍କ ଗୌରବ ନିମନ୍ତେ ପ୍ରକାଶ କରିଛନ୍ତି। କେବଳ ପ୍ରକାଶ ହିଁ କରିନାହାନ୍ତି, ଆମମାନଙ୍କୁ ମଧ୍ୟ ସେଇ ମାଧ୍ୟମ ଦ୍ୱାରା ଶିକ୍ଷା ପ୍ରାପ୍ତ କରାଇଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଏ ପ୍ରକାର ହିଁ ମନ ଦିଅନ୍ତୁ। ଆଗାମୀ ଦିନମାନଙ୍କରେ ମଧ୍ୟ ପ୍ରଭୁ ଏ ପ୍ରକାର ଶକ୍ତି ଦେଇ ତାଙ୍କରି ମୁଖ ନିର୍ଗତ ବାକ୍ୟ ପ୍ରକାଶ କରନ୍ତୁ, ଅନ୍ୟମାନଙ୍କୁ ମଧ୍ୟ କହିବା ପାଇଁ ସାହାଯ୍ୟ କରନ୍ତୁ ଏବଂ ପ୍ରଭୁ ଗୌରବ ପାଆନ୍ତୁ। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଆମମାନେ ପ୍ରଶ୍ନ ଉତ୍ତରର କାର୍ଯ୍ୟକ୍ରମକୁ ଯିବା। ତାହା ପରିଚାଳନା କରିବେ ଆମମାନଙ୍କ ଗହଣରେ ମିସେସ୍ ସୁଶୀଳା ଅଛନ୍ତି ଫ୍ରମ୍ USA ରୁ। ଆଗକୁ ଆସିବେ ଏବଂ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ସେ ପରିଚାଳନା କରିବେ। ଏ ସମୟ ହେଉଛି ଆପଣଙ୍କର ମିସେସ୍ ସୁଶୀଳା। ଆପଣଙ୍କର ଭଏସ୍ ଆସୁନି, ଅନ୍ କରନ୍ତୁ। ପ୍ରେଜ୍ ଦ ଲର୍ଡ, ନମସ୍କାର। ଥ୍ୟାଙ୍କ ୟୁ ସୋ ମଚ୍ ନମସ୍କାର। ସୁଯୋଗ ପାଇଁ। ଆଉ ଆଜି ଆମେ ଦେଖିବା ଯାତ୍ରା ପୁସ୍ତକ 38 ଅଧ୍ୟାୟ। ଆଉ ଯେମିତିକି ଆମେ ଦେଖି ଆସୁଅଛୁ ପ୍ରତି ସପ୍ତାହ ଭଳିଆ ଆଉ ଡିଟେଲ୍ସ ରେ ଆଉ ସେ ଅଧ୍ୟାୟକୁ ଆମେ ଆଗରୁ ପଢିଛୁ। ପୁଣି ବର୍ତ୍ତମାନ ସେଇ ଅଧ୍ୟାୟରୁ ମୁଁ ପ୍ରଶ୍ନ କିଛି ନେଇଛି, ଆଉ ଯାହାକି ଆଉ ମିଳିମିଶି ଆମେ ପ୍ରଶ୍ନ ଆଉ ଉତ୍ତର ମାଧ୍ୟମରେ ଆମେ ଦେଖିବା। ଆପଣମାନେ ଦୟାକରି ଅନମ୍ୟୁଟ୍ କରିକି ଆଉ ଉତ୍ତର ଦିଅନ୍ତୁ। ଆଉ ଏଥିରୁ ଆମେ ଯାହା ଶିଖିପାରିବା, ପ୍ରଭୁ ଯାହା ଆମମାନଙ୍କୁ ଶିଖେଇବେ ଆଜି, ସେଥିରୁ ଆମେ ଦେଖିବା। ତ ପ୍ରଥମ ପ୍ରଶ୍ନ ପଢୁଛି, ଯାତ୍ରା ପୁସ୍ତକ 38 ଅଧ୍ୟାୟ। ହୋମ ବଳି ପାଇଁ ବେଦୀରେ କିଛି ଶୃଙ୍ଗ ଥିଲା। ଶୃଙ୍ଗ ଗୁଡ଼ିକ କେଉଁଠାରେ ରଖାଯାଇଥିଲା? ଚାରି କୋଣରେ ରଖା ହେଇଥିଲା। ବେଦୀର ଧନ୍ୟବାଦ ଚାରି ଆପଣ। କୋଣରେ ପିତ୍ତଳରେ ମଡା ହେଇଥିଲା ଶୃଙ୍ଗ ସବୁ। ଧନ୍ୟବାଦ, ଧନ୍ୟବାଦ। ହୋମ ବଳି ବେଦୀ ପାଇଁ କେତୋଟି ଶୃଙ୍ଗ ତିଆରି ହୋଇଥିଲା? ଚାରୋଟି। ଚାରୋଟି। ଭେରି ଗୁଡ୍, ଥ୍ୟାଙ୍କ ୟୁ। ହୋମ ବେଦୀର ପାତ୍ର ଗୁଡ଼ିକ ତିଆରି କରିବା ପାଇଁ କେଉଁ ସାମଗ୍ରୀ ବ୍ୟବହୃତ ହୋଇଥିଲା? ପିତ୍ତଳ। ପିତ୍ତଳ ସାମଗ୍ରୀ ବ୍ୟବହୃତ ହୋଇଥିଲା। ଧନ୍ୟବାଦ। ତମ୍ବୁ ପ୍ରାଙ୍ଗଣର ଦକ୍ଷିଣ ପାର୍ଶ୍ୱରେ କେତୋଟି ସ୍ତମ୍ଭ ଥିଲା? 20 ସ୍ତମ୍ଭ ଥିଲା। ଧନ୍ୟବାଦ। ତମ୍ବୁ ପ୍ରାଙ୍ଗଣର ଉତ୍ତର ପାର୍ଶ୍ୱରେ କେତୋଟି ସ୍ତମ୍ଭ ଥିଲା? 20 ସ୍ତମ୍ଭ ଥିଲା। ଧନ୍ୟବାଦ। ତମ୍ବୁ ପ୍ରାଙ୍ଗଣର ପଶ୍ଚିମ ପାର୍ଶ୍ୱରେ କେତୋଟି ସ୍ତମ୍ଭ ଥିଲା? 10 ସ୍ତମ୍ଭ ଥିଲା। ଭେରି ଗୁଡ୍। ସର୍ବମୋଟ ତମ୍ବୁ ପ୍ରାଙ୍ଗଣର ପୂର୍ବ ପାର୍ଶ୍ୱରେ କେତୋଟି ସ୍ତମ୍ଭ ଥିଲା? 50 50ଟି ଥିଲା। ସର୍ବମୋଟ ତମ୍ବୁ ପ୍ରାଙ୍ଗଣର ପୂର୍ବ ପାର୍ଶ୍ୱରେ କେତୋଟି ସ୍ତମ୍ଭ ଥିଲା? 50 ଥିଲା। ତମ୍ବୁ 3 ପ୍ରାଙ୍ଗଣର ସ୍ତମ୍ଭ। ପୂର୍ବ ପାର୍ଶ୍ୱ। 3 ସ୍ତମ୍ଭ। ପୂର୍ବ ପାର୍ଶ୍ୱରେ
50 Yes. ହସ୍ତ। 50 ଧନ୍ୟବାଦ। ହସ୍ତ। Okay. ତମ୍ବୁ ପ୍ରାଙ୍ଗଣର ଦ୍ୱାର କେଉଁ ପାର୍ଶ୍ୱରେ ଅବସ୍ଥିତ? ତମ୍ବୁ ପ୍ରାଙ୍ଗଣର ଦ୍ୱାର କେଉଁ ପାର୍ଶ୍ୱରେ ଅବସ୍ଥିତ? ପୂର୍ବ ପାର୍ଶ୍ୱରେ। ଧନ୍ୟବାଦ। ହଁ। ପବିତ୍ର ସ୍ଥାନର କାର୍ଯ୍ୟ ପାଇଁ କେତେ ପରିମାଣର ସୁନା ଦାନ କରାଯାଇଥିଲା? 100 ମୋହଣ। 100 ମୋହଣ 100 775 ସେକଲ ଥିଲା। ଦେଖିବେ ଯାତ୍ରା ପୁସ୍ତକ 38 ଅଧ୍ୟାୟର 24 ପଦରେ। ପବିତ୍ର ସ୍ଥାନର କାର୍ଯ୍ୟ ପାଇଁ କେତେ ପରିମାଣର ରୂପା ଦାନ କରାଯାଇଥିଲା? 100 ମୋହଣ ରୂପା ପବିତ୍ର ସ୍ଥାନର ପାଇଁ କରାଯାଇଥିଲା। 100 ମୋହଣ। Yes. ଧନ୍ୟବାଦ। ପବିତ୍ର ସ୍ଥାନର କାର୍ଯ୍ୟ ପାଇଁ କେତେ ପରିମାଣର ପିତ୍ତଳ ଦାନ କରାଯାଇଥିଲା? 70 ମୋହଣ। 70 ଧନ୍ୟବାଦ। ମୋହଣ 200। 2400 ସେକଲ। ହୁଁ। ଧନ୍ୟବାଦ ଆପଣ ମାନଙ୍କୁ। ଆଉ ଥରେ ପଢନ୍ତୁ। ଆଉ ପ୍ରଭୁଙ୍କ ଇଚ୍ଛା ହେଲେ ଆମେ ଆଉ ଥରେ ଦେଖିବା ଆସନ୍ତା ସମୟରେ ଯାତ୍ରା ପୁସ୍ତକ 39 ଅଧ୍ୟାୟ। ଧନ୍ୟବାଦ। ବର୍ତ୍ତମାନ ଆଉ ଥରେ ମୁଁ ସେ ଭିଡିଓକୁ ଯାହା ଏଇ 38 ଅଧ୍ୟାୟର ଭିଡିଓକୁ ଆପଣମାନଙ୍କ ସହିତ ଆଉ ଥରେ ସେୟାର କରୁଛୁ। ଆସନ୍ତୁ ଆମେ ଦେଖିବା ଭିଡିଓ ଦ୍ୱାରା ଜାଣିପାରିବା। और उसने शिमशोन की लकड़ी से होमबलि की वेदी बनाई। उसकी लंबाई 5 हाथ और चौड़ाई 5 हाथ थी। वो चौकोर और ऊंचाई 3 हाथ थी। और उसने उसके चारों कोनों पर सींग बनाए। उसके सींग एक ही लकड़ी के थे और उसने उसे पीतल से मढ़ा। और उसने वेदी के सारे सामान अर्थात हंडिया, फावड़िया, कटोरे, मांस के कांटे और आग जलाने के करछे, सब सामान उसने पीतल का बनाया। और उसने वेदी के चारों ओर नीचे से लेकर बीच तक पीतल की जाली का एक बड़ा सा जाल बनाया। और उसने डंडों के लिए जगह बनाने के लिए पीतल के बड़े हिस्से के चारों सिरों पर 4 कड़े ढाले। और उसने डंडे शिमशोन की लकड़ी के बनाए और उन्हें पीतल से मढ़ा। और उसने डंडों को वेदी के दोनों ओर के कड़ों में इस प्रकार डाला कि वे सब कुछ सह सके। उसने वेदी को तख्तों से खोखला बनाया। और उसने पीतल का काम किया और उसका पाया पीतल का बनाया, जो मिलाप वाले तंबू के द्वार पर इकट्ठा होने वाली स्त्रियों के दर्पणों के पीतल का था। और उसने दक्षिण की ओर आंगन बनाया। आंगन के पर्दे बटी हुई सनी के कपड़े के थे और उनकी लंबाई 100 हाथ थी। उनके खंभे 20 और पीतल की 20 कुर्सियां थी। खंभों की घुंडियां और उनकी पट्टियां चांदी की थी। और उत्तर की ओर के पर्दे 100 हाथ के थे। उनके खंभे 20 और उनकी पट्टियां पीतल की थी। खंभों की घुंडियां और उनकी पट्टियां चांदी की थी। और पश्चिम की ओर के पर्दे 50 हाथ के थे। उनके खंभे 10 और उनकी पट्टियां 10 थी। खंभों की घुंडियां और उनकी पट्टियां चांदी की थी। और पूर्व की ओर के पर्दे 50 हाथ के थे। फाटक के एक ओर के पर्दे 15 हाथ के थे। उनके खंभे 3 और उनकी 3 कुर्सियां थी। और आंगन के द्वार के दूसरी ओर के लिए इधर और उधर 15-15 हाथ के पर्दे थे। उनके 3 खंभे और 3 ही कुर्सियां थी। आंगन के चारों ओर के सब पर्दे बटी हुई सूक्ष्म सनी के कपड़े के थे। और खंभों की कुर्सियां पीतल की थी।
खंभों की घुंडियां और पट्टियां चांदी की थी और उनके अध्याय चांदी के मढ़े हुए थे और आंगन के सब खंभे चांदी की पट्टियों से मढ़े हुए थे और आंगन के द्वार के लिए जो पर्दा था वह नीले, बैंगनी और लाल रंग के कपड़े और बटी हुई सूक्ष्म सनी के कपड़े का काम करके बनाया गया था। उसकी लंबाई 20 हाथ और ऊंचाई 5 हाथ थी जो आंगन के पर्दों के बराबर थी और उनके 4 खंभे थे और उनकी 4 कुर्सियां पीतल की थी। उनकी घुंडियां चांदी की थी और उनके अध्यायों की पट्टियां और पट्टियां चांदी की थी और निवास और आंगन के चारों ओर की सब घुंडियां पीतल की थी। मूसा की आज्ञा के अनुसार लेवियों की सेवा के लिए हारून याजक के पुत्र इतामार के द्वारा गिने हुए साक्षी के तंबू का सारांश ये है। और यहूदा गोत्र के एर के पौत्र ऊरी के पुत्र बिजालिएल ने वो सब बनाया जो यहोवा ने मूसा को आज्ञा दी थी। और उसके साथ दान गोत्र का अहीसामाक का पुत्र होलियाब था जो नीले, बैंगनी, लाल और सूक्ष्म सनी के कपड़े पर नक्काशी करने वाला, चतुराई से काम करने वाला और काढ़ने वाला था। पवित्र स्थान के सारे काम में जो सोना लगा था वो सब भेंट का सोना 20 नौ किकार और पवित्र स्थान के शेकेल के हिसाब से 730 शेकेल था। और मंडली के गिने हुए लोगों की चांदी 100 किकार और 1, 73, 60 और 15 शेकेल थी। पवित्र स्थान के शेकेल के हिसाब से आधा शेकेल वाले प्रत्येक व्यक्ति के लिए एक बेक्का। 20 वर्ष और उससे अधिक आयु के गिने हुए प्रत्येक व्यक्ति के लिए 600, 000 और 3550 पुरुष थे। और पवित्र स्थान की कुर्सियां ढालने के लिए 100 किकार चांदी का इस्तेमाल किया गया और पर्दे की कुर्सियां और 100 किकार चांदी के लिए 1 किकार 1 कुर्सियां के लिए इस्तेमाल की गई। और 770 और 5 शेकेल चांदी से उसने खंभों के लिए हुक बनाए और उनके अध्यायों को मढ़ा और उन्हें पट्टियों से सजाया। और भेंट का पीतल 70 किकार और 2400 शेकेल था। और उससे उसने मिलाप वाले तंबू के द्वार की कुर्सियां और पीतल की वेदी और उसके लिए पीतल की बड़ी वेदी और वेदी के सारे सामान और चारों ओर के आंगन की कुर्सियां और आंगन के द्वार की कुर्सियां और निवास के सब खूंटे और चारों ओर के आंगन की सब खूंटियां बनाई। तो या थिला आजिर एही अध्याय आपणको समय हेले आपण माने आउ थरे पढंतु आ थरे भल भाबरे बुझि पारेबा। ओवर टू यू बिंदु। बहुत बहुत धन्यवाद। प्रश्न उत्तर सहित वीडियो सुजोग कले ताहा अति प्रांजल भाव देखैछंती। आपन बहुत बहुत धन्यवाद। चेष्टा करिसेंती आमानकर शिक्षणीय निमंते। तेणु आपणको चेष्टा पाई आपणको परिश्रम पाई प्रभु जो उद्धार मनोभाव को देइछंती प्रभुंकर सेवा कार्य लगेइबा निमंते। तेणु आपणको बहुत बहुत धन्यवाद। आगामी दिन मानकरे मध्य प्रभु ए प्रकार व्यवहार करंतु अन्य मानकर शिक्षार उन्नति निमंते एवं प्रभु व्यवहार करी प्रभु गौरव पांतु। बहुत बहुत धन्यवाद मिसेस सुशीला। अति आमान को निमंते चेष्टा करथिबारु आपनको बहुत बहुत धन्यवाद। प्रभु आपनको आशीर्वाद करंतु। वर्तमान रही टेस्टिमोनी समय साक्षर समय। जदि आपण मानकर साक्ष्य रही तो आपण माने प्रभु को गौरव निमंते साक्ष्य दे पारिबे। जदि काहारी साक्ष्य अछि ठीक अछि। जदि नाही प्रभु आम मध्य समस्त निमंते गोटे गोटे साक्ष्य रखिथि। परमेश्वर आम मान को अनुग्रह कर बंचवा निमंते आम कि करना आउ ए प्रकार कौन सी मूल मध आम देना ता बदले से आमको जीवन देवे किंतु तांकरी करुणा अनुग्रह रु से आम को जीवित रखिछंती। आ जीवित रखिबा साथे साथे एते न्यून लोक आमे किंतु प्रभु को दृष्टि रे से आम को मनोनीत कले तांकरी सेवा उपासना करने पाई सुंदर समय देले। आउ गीत जो वार्षिप रे सिस्टर कढ़ी कि नौथिले जे मागवा पूर्वरु कहवा पूर्वरु सबु आमान को से जाची दउछंती। आमान को परमेश्वर से प्रकार परमेश्वर आमान को एई समय पर्यंत कढ़े आणुथिबारु प्रभु को धन्यवाद दिए।
ଆମ ପ୍ରତ୍ୟେକଙ୍କ ନିମନ୍ତେ ଏହା ଗୋଟେ ସାକ୍ଷ୍ୟ। ତେଣୁ ଏଇ ସାକ୍ଷ୍ୟ ଦ୍ୱାରା ପରମେଶ୍ୱରଙ୍କର ଗୌରବ ହଉ। ବର୍ତ୍ତମାନ ଆମେ ପ୍ରାର୍ଥନା କରିବା କେତେ ଗୁଡ଼ିଏ ବିଷୟ ନେଇ। ଆଉ ଏ ସମୟ ମଧ୍ୟରେ ମୁଁ ନାମ ଉଚ୍ଚାରଣ କରିବି, ଅନୁରୋଧ ରଖିବି, ସେଥି ନିମନ୍ତେ ଆପଣ ପ୍ରାର୍ଥନାରେ କଢ଼େଇ ନେବେ। ଆମମାନଙ୍କ ଗହଣରେ ଅଛନ୍ତି ମିସେସ୍ ଶୋଭା ସିଷ୍ଟର ଅଛନ୍ତି। ଶୋଭା, ମିସେସ୍ ଶୋଭା, ପ୍ରେଜ୍ ଦ ଲର୍ଡ ସିଷ୍ଟର। Praise the Lord, sister. Praise the Lord. ଏ ସମୟରେ ଆପଣଙ୍କୁ କେତେ ଗୁଡ଼ିଏ ବିଷୟ କହିବି, ସେଥି ନିମନ୍ତେ ଆପଣ ପ୍ରାର୍ଥନାରେ କଢ଼ାଇ ନେବେ। ବିଶେଷ କରି ଆମ ଦେଶର ଶାସନକର୍ତ୍ତା ମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ। ଆଉ ଏଇ ଦିନ ମାନଙ୍କରେ ସବୁ ମାନେ ଦୁର୍ନୀତି, ଭ୍ରଷ୍ଟାଚାର ସବୁ ବଢି 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 ଚାଲିଛି। ଆଉ ବିଶେଷ କରି ଆମେ ଶାସନକର୍ତ୍ତା ମାନଙ୍କ ହୃଦୟରେ ପ୍ରଭୁ କାର୍ଯ୍ୟ କରନ୍ତୁ, ସେଥି ନିମନ୍ତେ ସେମାନଙ୍କ ପରିବର୍ତ୍ତିତ ହୁଅନ୍ତୁ, ସେମାନଙ୍କର ହୃଦୟ ପରିବର୍ତ୍ତନ ହଉ। ଯେଉଁ ସମସ୍ତ କାର୍ଯ୍ୟ ଚାଲିଛି ତା ଧ୍ୟାନ ଦେବା ନିମନ୍ତେ, ନ୍ୟାୟର ସହିତ ସତ୍ୟର ସହିତ ଆଉ ଦେଶକୁ ଚାଳିତ କରିବା ନିମନ୍ତେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ। ଆଉ ଦ୍ୱିତୀୟ ବିଷୟ ରହିଛି, ଏଇ ଦିନ ମାନଙ୍କରେ ସ୍କୁଲ କଲେଜ ପିଲାମାନଙ୍କର ପରୀକ୍ଷା ଚାଲିଛି। କେତେ ପିଲାମାନଙ୍କର ତ ପରୀକ୍ଷା ହେଲାଣି, ଆଉ କେତେ ଜଣଙ୍କର ବର୍ତ୍ତମାନ ଚାଲିଛି। ପ୍ରଭୁ ସେମାନଙ୍କୁ ସାହାଯ୍ୟ କରନ୍ତୁ। ବର୍ଷଟିର ଫଳ ଯେଉଁ ସେମାନଙ୍କର ଚାହାତ ରହିଥାଏ, ଯେଉଁ ସେମାନଙ୍କର ଚେଷ୍ଟା, ପ୍ରଭୁ ସେମାନଙ୍କୁ ସାହାଯ୍ୟ କରନ୍ତୁ ପରୀକ୍ଷାରେ ଉତ୍ତମ ଭାବରେ ଲେଖିବା ପାଇଁ, ଯିବା ଆସିବା ହେବା ପାଇଁ। ଏ ଦିନ ମାନଙ୍କରେ ନିହାତି ଦରକାର ସେମାନେ ସୁସ୍ଥ ସବଳ ରହିଲେ ପରୀକ୍ଷା ଆଟେଣ୍ଡ କରିପାରିବେ। ସେଥି ନିମନ୍ତେ ପିଲାମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନାରେ କଢ଼ାଇ ନେବେ। ଏଇ ଦୁଇ ଗୋଟି ବିଷୟ ଆପଣ ପ୍ରାର୍ଥନା କରିବେ ସିଷ୍ଟର। ସର୍ବପ୍ରଥମେ ଆମମାନଙ୍କର ଉଦ୍ଧାରକର୍ତ୍ତା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଉପସ୍ଥିତ ପ୍ରତ୍ୟେକ ଭଉଣୀ ମାନଙ୍କୁ ନମସ୍କାର। ପୁଣି ଯୋଗ୍ୟ ତିନି ଦିନ ଯୋଗ ଦେଇଛନ୍ତି ବହୁତ ବହୁତ ଧନ୍ୟବାଦ ଜଣାଏ। ଆମେ ପ୍ରାର୍ଥନା କରୁ। ପ୍ରେମମୟ ସ୍ୱର୍ଗୀୟ ପିତା, ତୁମରି ପବିତ୍ର ନାମକୁ ପିତା ପିତା ଆମେ ଯୋଗ୍ୟ ଦିନ ଧରି ମଧ୍ୟ ପ୍ରଭୁ ତୁମେ ପ୍ରେମ ଦୟା ଅନୁଗ୍ରହ କରି ଏତେ ସୁନ୍ଦର ସୁଯୋଗ ମାନ ଆମମାନଙ୍କୁ ଦେଲ ପ୍ରଭୁ, ସେଥିପାଇଁ ଧନ୍ୟବାଦ ଦେଉଛୁ ପ୍ରଭୁ। ତୁମେ କେଡ଼େ ଦୟାକାରୀ, ଅନୁଗ୍ରହକାରୀ, ପ୍ରେମକାରୀ ପ୍ରଭୁ, କ୍ଷମାକାରୀ ପ୍ରଭୁ, ଧନ୍ୟବାଦ ଦେଉଛୁ ପ୍ରଭୁ। ଗତ ଦିନ ମାନଙ୍କରେ ପ୍ରଭୁ ମାନେ କେତେ ସମସ୍ୟା, କେତେ ଝଡ଼ ତୋଫାନ ଦେଇ ପ୍ରଭୁ ଗତି କଲେ ମଧ୍ୟ ପ୍ରଭୁ ତୁମେ ଆମମାନଙ୍କୁ ସୁରକ୍ଷା ଦେଇ ଆମମାନଙ୍କର ପରିବାରର ପ୍ରତିପାଳକ ହୋଇ ପ୍ରଭୁ ଆଜି ପର୍ଯ୍ୟନ୍ତ କଢ଼ାଇ ଆଣିଛ। ଆଗକୁ ମଧ୍ୟ ପ୍ରଭୁ ତୁମେ ଆମମାନଙ୍କର ପରମେଶ୍ୱର ଅଟ, ସେଥିପାଇଁ ଧନ୍ୟବାଦ ଦେଉଛୁ ପ୍ରଭୁ। ଧନ୍ୟବାଦ ପ୍ରଭୁ। ଯେତେବେଳେ ପ୍ରଭୁ ଏଟା ଏଇ ଜଗତ ମଧ୍ୟରେ ପ୍ରଭୁ ଆମେ ବାସ କରୁଛୁ, ଏଇ ଜଗତ ମଧ୍ୟରେ ଆମମାନଙ୍କୁ ସୃଷ୍ଟି କରିଛ ପ୍ରଭୁ, ଧନ୍ୟବାଦ ଦେଉଛୁ ପ୍ରଭୁ। ପିତା ଯେତେବେଳେ ପ୍ରଭୁ ଏଇ ଜଗତ ମଧ୍ୟରେ ଯେଉଁ ପରିସ୍ଥିତି ମାନ, ଯେଉଁ ଘଟଣା ମାନ ଘଟୁଅଛି ପ୍ରଭୁ ତୁମେ ଦେଖୁଅଛ, ଜାଣୁଅଛ ପ୍ରଭୁ। ତୁମରି ଲୋକମାନଙ୍କ ପ୍ରତି କିପରି ଘଟା ଯାଉଛି ପ୍ରଭୁ, କିପରି ତାଡ଼ନା କରାଯାଉଛି ପ୍ରଭୁ। ପିତା ତୁମେ ଦୟା କର ପ୍ରଭୁ। ବିଶେଷ କରି ପ୍ରଭୁ ଏ ଭାରତ ବର୍ଷରେ ପ୍ରଭୁ ପିତା ଯେଉଁମାନେ ପ୍ରଭୁ ଯେଉଁ ପୋଜିସନ ମାନଙ୍କରେ ପ୍ରଭୁ ଗଭର୍ଣ୍ଣମେଣ୍ଟ ସେକ୍ଟର ମାନଙ୍କରେ ପ୍ରଭୁ ଯେଉଁ ଦାୟିତ୍ୱ ନେଇ ପ୍ରଭୁ ସେମାନେ ଆଉ ପ୍ରଭୁ ଅଧିକାରୀ ମାନେ ଅଛନ୍ତି ପ୍ରଭୁ, ସେମାନଙ୍କୁ ତୁମରି ପବିତ୍ର ହସ୍ତରେ ସମର୍ପଣ କରୁଛୁ ପ୍ରଭୁ। ପିତା ସେମାନଙ୍କ ହୃଦୟକୁ ତୁମେ ଏକ ସରଳ ଆତ୍ମା ଦିଅ, ବିଶ୍ୱସ୍ତର ଆତ୍ମା ଦିଅ। ସବୁ ଜାତି ଧର୍ମ ସମସ୍ତ ଗୋଷ୍ଠୀକୁ ନେଇ ପ୍ରଭୁ ଶାସନ କରିବାକୁ ପାରିବେ, ଶାନ୍ତିରେ ପ୍ରତ୍ୟେକଙ୍କ ନିମନ୍ତେ ଉତ୍ତମ ବିଷୟ ମାନ କରିବାକୁ ପାରିବେ ପ୍ରଭୁ। ସେମାନଙ୍କ ହୃଦୟରେ କାର୍ଯ୍ୟ କର ପ୍ରଭୁ। ପ୍ରଭୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପୁଣି ରାଜ୍ୟ ମାନଙ୍କରେ ଯୋଉ ଯୋଉ ମନ୍ତ୍ରୀ ମାନେ ଅଛନ୍ତି ପ୍ରଭୁ, ପିତା ସମସ୍ତଙ୍କୁ ତୁମେ ଜ୍ଞାନରେ ବୁଦ୍ଧିରେ ପରିଚାଳନା କର ପ୍ରଭୁ। ତୁମେ ଦୟା କର, ଅନୁଗ୍ରହ କର ପ୍ରଭୁ। ପିତା ବର୍ତ୍ତମାନ ସମୟରେ ଯେଉଁ ସରକାର ଚାଲିଛି ପ୍ରଭୁ, ପିତା ତୁମେ ଦୟା କର, ଅନୁଗ୍ରହ କର ପ୍ରଭୁ, ଅନୁଗ୍ରହ କର ପ୍ରଭୁ। ପିତା ସେ ସରକାର ଯେ ପ୍ରଭୁ ତୁମରି ଲୋକମାନଙ୍କ ପ୍ରତି ଏକ ସହାନୁଭୂତି ଦେଖେଇବାକୁ ପାରିବେ ପ୍ରଭୁ। ପିତା ତୁମେ ଦୟା କର, ଅନୁଗ୍ରହ କର ପ୍ରଭୁ। ବର୍ତ୍ତମାନ ପରିସ୍ଥିତିରେ ପ୍ରଭୁ ଅନେକ ଜାତି ଧର୍ମକୁ ନେଇ ପ୍ରଭୁ ଅନେକ ସମସ୍ୟା ଦେଖାଯାଉଛି ପ୍ରଭୁ। ପିତା ତୁମରି ଲୋକମାନେ କିପରି ପ୍ରଭୁ ବଞ୍ଚିବେ, କିପରି ତୁମରି ନିକଟରେ ପ୍ରଭୁ ସୁସମାଚାର ପ୍ରଚାର କରିବେ ପ୍ରଭୁ, ତୁମେ ଦୟା ଅନୁଗ୍ରହ କର ପ୍ରଭୁ। ତୁମରି ଲୋକମାନଙ୍କ ନିମନ୍ତେ ଉତ୍ତମ ଦ୍ୱାର ମାନ ଖୋଲ ପରମେଶ୍ୱର। ପିତା ଏ ସରକାରକୁ ପ୍ରଭୁ ତୁମେ ତୁମରି ଇଚ୍ଛା ହେଲେ ପ୍ରଭୁ ପିତା ପରିବର୍ତ୍ତନ କର, ଏବଂ ପ୍ରଭୁ
ତୁମେ ଆଶୀର୍ବାଦ କର ପ୍ରଭୁ, ତୁମେ ଦୟା କର, ତୁମରି ଲୋକମାନଙ୍କ ପ୍ରତି ଉତ୍ତମ ଶାସନ ଉତ୍ତମ ବ୍ୟକ୍ତିକୁ ଦିଅ ବୋଲି ପ୍ରାର୍ଥନା କରୁଛି ପ୍ରଭୁ। ତୁମେ ଦୟା କର, ଅନୁଗ୍ରହ କର। ବିଶେଷ କରି ପ୍ରଭୁ ଯେଉଁ ଯେଉଁ ସ୍ଥାନ ମାନଙ୍କରେ ପ୍ରଭୁ ଆଜି ଦଙ୍ଗା କରି ପ୍ରଭୁ ଅନେକ ବିରୋଧ ଆତ୍ମା ଉଠି ଅଛି ପ୍ରଭୁ, ତୁମେ ଯୀଶୁଙ୍କ ନାମରେ ପ୍ରଭୁ ଏ ସମସ୍ତ ଏ ଭାରତ ବର୍ଷର ସମସ୍ତ ଦୁଷ୍କର୍ମକୁ ବିରୋଧ ଆତ୍ମାକୁ ପ୍ରଭୁ ଯୀଶୁଙ୍କ ନାମରେ ଦୂର କର। ପୁଣି ଉତ୍ତମ ଶାସନ ଚଳିବାରେ ପ୍ରଭୁ ତୁମେ ସାହାଯ୍ୟ କର, ଦୟା କର, ଅନୁଗ୍ରହ କର। ପିତା ଗୋଏତେଳେ ପ୍ରଭୁ ତୁମରି ପବିତ୍ର ଚରଣ ତଳେ ପ୍ରଭୁ ସମସ୍ତ ଯୁବା ଯୁବତୀ ପୁଣି ଯେତେ ବି ପିଲାମାନେ ପ୍ରଭୁ ବର୍ତ୍ତମାନ ସମୟରେ ବୋର୍ଡ ଏକ୍ଜାମ ସବୁ ଲେଖିବା ପାଇଁ ଯାଉଛନ୍ତି ପ୍ରଭୁ, ସମସ୍ତଙ୍କୁ ତୁମେ ବୁଦ୍ଧିରେ ଜ୍ଞାନରେ ପରିପୂର୍ଣ୍ଣ କର ପ୍ରଭୁ। ବିଦ୍ୟା ସେମାନଙ୍କ ଜୀବନରେ ଏକ ମୂଳ ଲକ୍ଷ୍ୟ ପ୍ରଭୁ। ପିତା ସେମାନଙ୍କୁ ତୁମେ ସାହାଯ୍ୟ କର, ଦୟା କର, ଅନୁଗ୍ରହ କର। ତୁମେ ଜ୍ଞାନଦାତା, ତୁମେ ବୁଦ୍ଧିଦାତା ପରମେଶ୍ୱର ପ୍ରଭୁ। ତୁମେ କହିଅଛ ପ୍ରଭୁ ତୁମେ ଆମ ନିକଟରେ ଜ୍ଞାନ ମାଗ ଆମେ ତୁମକୁ ଦେବା ବୋଲି ପ୍ରଭୁ। ଆଜି ଆମମାନଙ୍କ ସନ୍ତାନ ମାନଙ୍କ ନିମନ୍ତେ ତୁମ ନିକଟରେ ଗୁହାରି କରୁଅଛୁ ପ୍ରଭୁ। ପିତା ପ୍ରତ୍ୟେକଙ୍କୁ ତୁମେ ଜ୍ଞାନରେ ବୁଦ୍ଧିରେ ପରିପୂର୍ଣ୍ଣ କର ପ୍ରଭୁ। ପିତା ତୁମେ ସାହାଯ୍ୟ କର ପ୍ରଭୁ। ଯୋଉ ପିଲାମାନେ ପ୍ରଭୁ 10th ବୋର୍ଡ ପୁଣି +2 ବୋର୍ଡ ପ୍ରଭୁ ଲେଖିବା ପାଇଁ ଯାଉଛନ୍ତି, ପୁଣି ଯୋଉମାନେ ପ୍ରଭୁ ପରୀକ୍ଷା ଦେଇଛନ୍ତି ପ୍ରଭୁ ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ତୁମେ ହୁଅ ପ୍ରଭୁ। ଯାହା ବି ସେମାନେ ପ୍ରିପାରେସନ କରିଛନ୍ତି ପ୍ରଭୁ ପ୍ରତ୍ୟେକ ବିଷୟରେ ପ୍ରଭୁ ସେ ଲେଖିବା ସମୟରେ ପ୍ରଭୁ ଉତ୍ତମ ସ୍ମରଣ ଶକ୍ତି ଦେଇ ପ୍ରଭୁ ପ୍ରଶ୍ନକୁ ଉତ୍ତମ ଭାବରେ ବୁଝିବେ ଏବଂ ଉତ୍ତମ ଭାବରେ ସେ ଉତ୍ତର ସଠିକ ଭାବରେ ଲେଖିବାକୁ ପାରିବେ ପ୍ରଭୁ। ପିତା ସେମାନଙ୍କୁ ତୁମେ ସାହାଯ୍ୟ କର, ଦୟା କର, ଅନୁଗ୍ରହ କର ପ୍ରଭୁ। ତୁମେ ଜ୍ଞାନଦାତା, ବୁଦ୍ଧିଦାତା ପରମେଶ୍ୱର। ତୁମ ନିକଟରେ କୌଣସି ବିଷୟ ଅସମ୍ଭବ ନାହିଁ ପ୍ରଭୁ। ବିଶେଷ କରି ପ୍ରଭୁ ଯେତେବେ ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ୱାସିନୀ ପ୍ରଭୁ ଯେତେବେ ଆମଙ୍କ ପରିବାର ମଧ୍ୟରେ ପ୍ରଭୁ ପିଲାମାନେ ପରୀକ୍ଷା ଦଉଛନ୍ତି ସମସ୍ତଙ୍କୁ ତୁମେ ଜ୍ଞାନରେ ବୁଦ୍ଧିରେ ଆତ୍ମିକ ଜୀବନରେ ପ୍ରଭୁ ଜୀବନରେ ବଢାଅ ପ୍ରଭୁ। ତୁମେ ଦୟା କର, ଅନୁଗ୍ରହ କର। ଆଗାମୀ ଦିନ ମାନଙ୍କରେ ପ୍ରଭୁ ସେମାନେ ଯେ ପ୍ରଭୁ ଉତ୍ତମ ରିଜଲ୍ଟ କରି ପ୍ରଭୁ ଆଉ ଉଚ୍ଚ ଶିକ୍ଷିତ ହୋଇ ପ୍ରଭୁ ଉତ୍ତମ ଉତ୍ତମ ସ୍ଥାନ ମାନଙ୍କରେ କାର୍ଯ୍ୟ କରୁ କରୁ ତୁମରି ଗୌରବର କାରଣ ହେବାକୁ ପାରିବେ ପ୍ରଭୁ। ପିତା ତୁମେ ସେମାନଙ୍କର ଭବିଷ୍ୟତ ଉଜ୍ଜଳ କର ପ୍ରଭୁ। ତୁମେ ଦୟା କର, ଅନୁଗ୍ରହ କର। ଅନୁଗ୍ରହକାରୀ ପରମେଶ୍ୱର ସେମାନଙ୍କର ଯିବା ଆସିବା ପ୍ରତ୍ୟେକ ବିଷୟରେ ପ୍ରଭୁ ତୁମେ ସୁରକ୍ଷା ପ୍ରଦାନ କର ପ୍ରଭୁ। ତୁମେ ଦୟା କର। ରାସ୍ତାର ସମସ୍ତ ଆପଦ ବିପଦ ରୋଗ ସଂକଟ ଦୁର୍ଘଟଣାର ପ୍ରଭୁ ତୁମେ ଉଦ୍ଧାର କରୁ କରୁ ପ୍ରଭୁ ଉତ୍ତମ ସ୍ୱାସ୍ଥ୍ୟର ସହିତ ଦୀର୍ଘାୟୁ ଦେଇ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କର ପ୍ରଭୁ। ତୁମେ ଦୟା କର, ଅନୁଗ୍ରହ କର। ଏତେବେଳେ ପ୍ରଭୁ ମୋ ଯୋଗ୍ୟ ଦିନ ଧୂଳି ପ୍ରଭୁ ପ୍ରାର୍ଥନା କରୁ କରୁ ଯାହା ଭୁଲ ତ୍ରୁଟି ରହିଛି ଯୀଶୁଙ୍କ ନାମରେ କ୍ଷମା କର। କ୍ଷମା ସାଥେ ସାଥେ ସମସ୍ତ ପ୍ରାର୍ଥନା ବିନତିକୁ ପୁଣି ଏଠାରେ ଉପସ୍ଥିତ ପ୍ରତ୍ୟେକ ଭଉଣୀ ମାନଙ୍କୁ ତୁମରି ପବିତ୍ର ହସ୍ତରେ ସମର୍ପଣ କରି ଏ କ୍ଷୁଦ୍ର ନିବେଦନ ପ୍ରିୟତମ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗିଲି ପିତା, ଆମେନ୍ ଆମେନ୍। ଆମେନ୍। ବହୁତ ବହୁତ ଧନ୍ୟବାଦ ସିଷ୍ଟର। ବୋଝର ସହିତ ସମସ୍ତ ବିଷୟ ପ୍ରଭୁଙ୍କ ନିକଟବର୍ତ୍ତୀ କରିଛନ୍ତି, ନିବେଦନ ରଖିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆଉ ଗୋଟାଏ ବିଷୟ ରହିଛି, ସେଥି ନିମନ୍ତେ ଆମମାନେ ପ୍ରାର୍ଥନା କରିବା। এই ସମୟ ମଧ୍ୟରେ ମୁଁ ଅନୁରୋଧ ମୋର କରେ ପ୍ରାର୍ଥନା ଅନୁରୋଧ ଅଛି ବିନ୍ଦୁବାସିନୀ ଭଉଣୀ। କୁହନ୍ତୁ। ଆଉ ସେ ବେବତା ଆଜ୍ଞା ବୋଲି ଜଣେ ଥିଲେ, ତାଙ୍କ ସ୍ତ୍ରୀ ହଠାତ୍ କାଲି ଚାଲିଗଲେ। ଆଉ ତାଙ୍କର ଝିଅର ଦେହ ବହୁତ ଅସୁସ୍ଥ, ଆଉ ତାର ମାନସିକ ବି ସ୍ଥିରତା ନାହିଁ। ଆଉ ସେ ମାଆକୁ ବହୁତ ଖୋଜୁଛି। ସେ ଝିଅ ପାଇଁ ବିଶେଷ କରି ପ୍ରାର୍ଥନା କରିବେ, ଆଉ ସେ ଦୁଃଖିତ ପରିବାର ପାଇଁ ବି ବିଶେଷ କରି ପ୍ରାର୍ଥନା କରିବେ। ଆଉ ଯଦି କାହାରି ପ୍ରାର୍ଥନା ଅନୁରୋଧ ରହିଛି କହିଲେ ଆମେ ସେଥି ନିମନ୍ତେ ପ୍ରାର୍ଥନା କରିବା। ପ୍ରେଜ୍ ଦ ଲର୍ଡ ଦିଦି। ପ୍ରେଜ୍ ଦ ଲର୍ଡ। କୁହନ୍ତୁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ମୋ ବଡ ପୁଅ ନିମନ୍ତେ ପ୍ରାର୍ଥନା କରିବେ। ତାର 25 ତାରିଖ ରେଲୱେରେ ଏକ୍ଜାମ ଅଛି, ସେଥି ନିମନ୍ତେ ପ୍ରାର୍ଥନା କରିବେ ଯେପରି ଉତ୍ତମ ଭାବରେ ଏକ୍ଜାମ ଦେଇ ପରମେଶ୍ୱରଙ୍କ ଇଚ୍ଛା ପୁରା ହବ। ହଁ, ସେଥି ନିମନ୍ତେ ପ୍ରାର୍ଥନା କରିବେ। ଆଉ ଯଦି କାହାରି ପ୍ରାର୍ଥନା ଅନୁରୋଧ ରହିଛି ଠିକ ଅଛି, ଏ ବିଷୟ ନେଇ ଆମମାନେ ପ୍ରାର୍ଥନା କରିବା। ଆମମାନଙ୍କ ଗହଣରେ ଅଛନ୍ତି ପ୍ରିୟ ଭଉଣୀ ଅଛନ୍ତି ମିସେସ୍ ମାନସୀ ଲିମା। ସିଷ୍ଟର ପ୍ରେଜ୍ ଦ ଲର୍ଡ, ନମସ୍କାର। ମିସେସ୍ ମାନସୀ ଲିମା। हाँ दीदी, हाँ प्रेज लॉर्ड दीदी, नमस्कार। ସମୟରେ ନିବେଦନ ରଖୁଛି କେତେ हाँ
କୁହନ୍ତୁ କୁହନ୍ତୁ ପାଣ୍ଡି हाँ ଦିଦି। ହଁ ଏଇ ସମୟରେ ନିବେଦନ ରଖୁଛି କେତେ ବିଷୟ ପ୍ରାର୍ଥନା କରିବା ନିମନ୍ତେ। ଆଉ ଗୋଟାଏ ବିଷୟ ହଉଛି ବେବର୍ତ୍ତା ଆଜ୍ଞା ଯୋଉ ଚାଲିଗଲେ, ବେବର୍ତ୍ତା ଆଜ୍ଞା ଚାଲିଗଲେ ନା? ଦେବତା ଆଜ୍ଞାଙ୍କର ମିସେସ୍ ଚାଲିଗଲେ ବେବର୍ତ୍ତା ଆଉ ଆଜ୍ଞା ତାଙ୍କର ଝିଅ ଗୋଟେ ମାନସିକ ସ୍ଥିରତା ନାହିଁ ଆଉ ସେ ମାକୁ ବହୁତ ଖୋଜି ଅସ୍ତବ୍ୟସ୍ତ ହଉଛି, ତା ପାଇଁ ପ୍ରାର୍ଥନା କରିବେ। ତାଙ୍କ ସାନ୍ତ୍ୱନା ପାଇଁ ପରିବାର ପାଇଁ ପ୍ରାର୍ଥନା। ବର୍ତ୍ତମାନ ଶୁଣିବାକୁ ପାଇଲେ ବେବର୍ତ୍ତା ଆଜ୍ଞାଙ୍କର ସ୍ତ୍ରୀ ଆଉ ଦୁନିଆରେ ନାହାନ୍ତି, ସେ ଚାଲିଗଲେ। ତାଙ୍କ ଝିଅ ବି ଅସୁସ୍ଥ ଅଛନ୍ତି। ଝିଅଙ୍କର ସୁସ୍ଥତା ପାଇଁ ପୁଣି ସେ ଶୋକାକୁଳ ପରିବାର ସାନ୍ତ୍ୱନା ନିମନ୍ତେ ପ୍ରାର୍ଥନା କରିବେ। ଦ୍ୱିତୀୟରେ ଶାନ୍ତି ପାୱଲ ସିଷ୍ଟର ସେ ଅନୁରୋଧ ରଖିଛନ୍ତି, ତାଙ୍କ ବଡ ପୁଅଙ୍କର ଏକ୍ଜାମ ଚାଲିଛି ହବ, ଆଉ ସେଥି ନିମନ୍ତେ ମଧ୍ୟ ପ୍ରାର୍ଥନାରେ କଢାଇ ନେବେ। ଆଉ ଗୋଟେ ରିକ୍ୱେଷ୍ଟ ବୋଧେ ଆସୁଛି ସନ୍ଧ୍ୟା ରାଣୀ ତାଣ୍ଡି, ଆଣ୍ଟି କୁହନ୍ତୁ। सर मो मोर निमोनिया ହେଇଯାଇଥିଲା ଆଉ 2 ଦିନ ନର୍ସିଂ ହୋମରେ ଭର୍ତ୍ତି ହେଇଥିଲି। ଆଉ ପ୍ରାର୍ଥନା କରିବି ମୋର ବୋଧେ ଏସିଡ୍ ନା ଗ୍ୟାସ୍ ହେଇଯାଇଛି ପୁରା। ଏବେ ବି ଦରଦ ଅଛି, ଯେପରି ପ୍ରଭୁ ମତେ ସୁସ୍ଥତା ଦେବେ। ହଁ ସେ ଦିଦିଙ୍କ ପରିବାର ନିମନ୍ତେ ପ୍ରାର୍ଥନାରେ କଢାଇ ନେବେ। କ୍ଲିୟର ତ ଜଣା ପଡୁନି, କିନ୍ତୁ ଯାହା ସମସ୍ୟା ଅଛି, ଯାହା ଅସୁସ୍ଥ ଅଛି, ସମସ୍ତ ବିଷୟ ପ୍ରଭୁଙ୍କ ଠାରେ ଥୋଇବେ। ତାଙ୍କ ପରିବାର ନିମନ୍ତେ ପ୍ରାର୍ଥନାରେ ତୋଳି ଧରିବେ। ଏ 3 ଗୋଟି ପରିବାର ନିମନ୍ତେ ଆପଣ ପ୍ରାର୍ଥନା କରିବେ। ପୁଣି ଆଜି ମନୋନୀତ କରିଥିବା ପ୍ରଭୁଙ୍କର ପ୍ରିୟ ଦାସୀ ଆଣିଥିବା ବାକ୍ୟ ନିମନ୍ତେ ପୁଣି ଯେତେ ଜଣ ମାନେ ଶ୍ରୋତା ଏଠି ରହିଛୁ, ପ୍ରଭୁ ସେ ବାକ୍ୟ କାର୍ଯ୍ୟକୃତ କରନ୍ତୁ, ସେଥି ନିମନ୍ତେ ମଧ୍ୟ ପ୍ରାର୍ଥନାରେ କଢାଇ ନେବେ। ଏ ସମୟ ହଉଛି ଆପଣଙ୍କର, ପ୍ରାର୍ଥନା ଦ୍ୱାରା ଆମମାନଙ୍କୁ କଢାଇ ନେବେ। ଧନ୍ୟବାଦ ସମସ୍ତଙ୍କୁ ମୋ ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ନମସ୍କାର। ମୋର ବି ଦେହ ଭଲ ନାହିଁ, ମୁଁ ସଂକ୍ଷିପ୍ତରେ ପ୍ରାର୍ଥନା କରିବି। ମତେ ବି ଟିକେ ଖାସ ସର୍ଦ୍ଦି ହେଇଯାଇଛି। ଆସନ୍ତୁ ଆମେ ପ୍ରାର୍ଥନା କରିବା। आहे ଆମମାନଙ୍କର ଅତ୍ୟନ୍ତ ଦୟାଳୁ ପବିତ୍ର ପିତା, ତୁମ୍ଭ ପବିତ୍ର ମହାନାମକୁ ଧନ୍ୟବାଦ କରୁ, ପ୍ରଶଂସା କରୁ, ଗୌରବ କରୁ ପ୍ରଭୁ। କାରଣ ତୁମ୍ଭେ ଆମମାନଙ୍କୁ ଗତ ଦିନ ମାନଙ୍କର ପ୍ରତ୍ୟେକ ଅଭାବ, ଅନାଟନ, ସମସ୍ୟା, ରୋଗ, ସଂକଟରୁ ତୁମେ ସୁରକ୍ଷା କରି ଆପଣ ବକ୍ଷ ତଳେ ଲୁଚାଇ ରଖି ଆପଣ କରୁଣାର ବାହୁଲ୍ୟରେ ଆମମାନଙ୍କୁ ଜୀବନରେ ବଞ୍ଚାଇ ଆଣି ମୃତ ମାନଙ୍କ ଠାରୁ ପୃଥକ କରି ଜୀବିତ ମାନଙ୍କ ମଧ୍ୟରେ ଆମମାନଙ୍କୁ ଗଣନା କଲ, ସେଥିପାଇଁ ତୁମକୁ ଧନ୍ୟବାଦ ଦିଏ। এই ସୁନ୍ଦର ସନ୍ଧ୍ୟା ସମୟରେ ପ୍ରଭୁ ତୁମରି ଦାସୀ ମାନଙ୍କ ସହିତ ମୁଁ ଦିନକୁ ମଧ୍ୟ ଏଇ ସୁନ୍ଦର ଅବକାଶ ଦେଲ, ଏଇ ସୁନ୍ଦର ମିଳନ ଦେଲ, ଏଇ ସୁନ୍ଦର ସହଭାଗିତା ଦେଇଥିବା ସକାଶୁ ତୁମକୁ ଧନ୍ୟବାଦ ଦିଏ। ଆଜିର ଏଇ ସୁନ୍ଦର ଉପାସନାର ଦିନରେ ପ୍ରଭୁ ଯେତେ ଜଣ ଆମେ ଏଠାରେ ଉପସ୍ଥିତ ହେଉଛୁ, ଯେତେ ସବୁ ଏଇ ଯୋଉ ମିଟିଂ ରେ ତୁମରି ଦାସୀ ମାନେ ବସି ଅଛନ୍ତୁ, ସମସ୍ତଙ୍କୁ ତୁମେ ଆଶୀର୍ବାଦ ଅନୁଗ୍ରହ କର। ଅନେକ ପ୍ରାର୍ଥନା ହୋଇସାରିଛି ପ୍ରଭୁ, ଅନେକ ପ୍ରଭୁ ତୁମରି କାର୍ଯ୍ୟ, ତୁମରି ଗୌରବର କାର୍ଯ୍ୟ ହୋଇଅଛି, ସେଇ ସବୁ ତୁମ ଦୃଷ୍ଟିରେ ତାହା ଗ୍ରହଣ ଯୋଗ୍ୟ ହଉ ବୋଲି ପ୍ରାର୍ଥନା କରେ। ପ୍ରଭୁ ମୁଁ ଶୁଣିବାକୁ ପାଇଅଛି ପ୍ରଭୁ, ମୁଁ ଜାଣି ନାହିଁ, ମାତ୍ର ତୁମରି ଦାସ ବେବର୍ତ୍ତା ଆଉ ଆଜ୍ଞାଙ୍କର ସହଧର୍ମଣୀ ସେ ଚାଲି ଯାଇ ଅଛନ୍ତି ପ୍ରଭୁ, ତାଙ୍କୁ ତୁମେ କଳସ୍ଥ କରିଅଛ ପ୍ରଭୁ। ତାଙ୍କୁ ତୁମେ ଦୟା କର, ମଙ୍ଗଳ କର, ତାଙ୍କରି ପରିବାରକୁ ତୁମେ ଶାନ୍ତି ସାନ୍ତ୍ୱନା ଦିଅ। ତୁମରି ପାଞ୍ଚଣ ବାଡ଼ି ସେହି ପରିବାରକୁ ସାନ୍ତ୍ୱନା ଦେଉ ବୋଲି ପ୍ରାର୍ଥନା କରେ। ପୁଣି ତାଙ୍କର କଳସ୍ଥରେ ଯେଉଁ ଝିଅ ଦେଇଛ, ଯେଉଁ କନ୍ୟା ଦେଇଛ, ତାଙ୍କୁ ମଧ୍ୟ ତୁମେ ଦୟା କର। ସେ ମାନସିକ କାର୍ଯ୍ୟରେ ଅଛି ବୋଲି ମୁଁ ଶୁଣିବାକୁ ପାଇଛି ପ୍ରଭୁ, ତୁମେ ତାହା ଜାଣ ବାପା। ତାର କୌଣସି ପ୍ରକାର ଆଉ ଚିନ୍ତା ଭାବନା ତୁମେ ଜାଣିଅଛ, ତାକୁ ତୁମେ ସ୍ଥିର ମନ, ସ୍ଥିର ଚିତ୍ତ, ସ୍ଥିର ବୁଦ୍ଧି ଦେଇ ତାକୁ ତୁମେ ସାନ୍ତ୍ୱନା ଦେଇ ଶାନ୍ତି ଏବଂ ତୁମରି ଶାନ୍ତି ଦେଇ ତାକୁ ତୁମେ କଢାଇ ନିଅ। ସେଇ ଦୁଃଖ ସନ୍ତାପର ପରିବାରକୁ ତୁମେ ଆଶୀର୍ବାଦ କର, ତୁମେ ଦୟା କର ଏବଂ ତୁମେ ହିଁ ଶାନ୍ତି ଦିଅ ବୋଲି ପ୍ରାର୍ଥନା କରେ। ପୁଣି ବିଶେଷ କରି ପ୍ରାର୍ଥନା କରୁ ପ୍ରଭୁ, ଯେଉଁ ତୁମରି ଦାସୀଙ୍କୁ ଥଣ୍ଡା ଆଉ ସର୍ଦ୍ଦି ନିମୋନିଆ ହେଇଛି ବୋଲି ସେ ପ୍ରକାଶ କଲେ, ତାଙ୍କୁ ମଧ୍ୟ ତୁମେ ଦୟା କର। ତୁମରି ପବିତ୍ର ହସ୍ତ ସ୍ପର୍ଶ କରି ପ୍ରଭୁ ତାଙ୍କୁ ସୁସ୍ଥତା ପ୍ରଦାନ କର। ଆଗାମୀ ଦିନ ମାନଙ୍କରେ ତୁମରି ସୁସ୍ଥତା ଲାଭ କରି ତୁମରି ସାକ୍ଷ୍ୟକୁ ସେ ପ୍ରଦାନ କରିବେ, ତୁମରି ଆଶ୍ଚର୍ଯ୍ୟ କର୍ମକୁ ସେ ସାକ୍ଷ୍ୟ ସ୍ୱରୂପେ ବଖାଣିବେ। ତୁମେ ତାଙ୍କୁ ଦୟା ଏବଂ ସମ୍ପୂର୍ଣ୍ଣ ଭାବରେ ସୁସ୍ଥତା ପ୍ରଦାନ କରେ ବୋଲି ପ୍ରାର୍ଥନା କରେ। ପୁଣି ପ୍ରଭୁ ଯେଉଁ ଦାସୀ ଅନୁରୋଧ କରିଥିଲେ, ତାଙ୍କରି ସୁପୁତ୍ର କୌଣସି ଏକ ରେଲୱେରେ ସିଏ
एंट्रांस देइछंती बा कोनोसी विषय से करी अछंती प्रभु तांको तुमे दया कर मंगल कर तांकरी भविष्य जीवन को उज्जवलमय मंगलमय कर तांकरी चिंता भार तुमे बहन कर ताहा जेपरि कि से आई पाई पारिबे चाकरी पाई पारिबे बा कोनोसी कार्य करी पारिबे सेही सब कार्य तुमे सफल कली बोली तुम ठेरे प्रार्थना करे प्रभु तुम दया कर आजिर प्रत्येक कार्य तुमरी हस्त एवं तुमरी मुख रख आजिर समस्त वाक्य प्रार्थना अनुरोध समस्त प्रभु तुमरी दृष्टि रे ग्रहण योग्य है तुमरी अनुग्रहर सिंहासन निकट रे उपस्थित हो बोली प्रार्थना करे आग को तुमरी जो दासी प्रभु तुमरी मुख निसृत जीवंत वाक्य रु से वाक्य परिवेषण करिवे प्रभु तांको तुमे दया कर अनुग्रह कर बुद्धि ज्ञान शक्ति सामर्थ्य रे तुमे परिपूर्ण कर तुमरी मुख निसृत जीवंत वाक्य जे परिवेषण करिवे सेही परि तुमे सहाय्य एवं मंगल कर आमे श्रोता त्राणकर्ता जीशुଙ୍କ नामे मागिली आमेन आमेन। बहुत बहुत धन्यवाद। जहाँ अनुरोध रखा सब गोटी गोटी करी परमेश्वर निकटवर्ती करैछंती निवेदन रखिछंती प्रभुଙ୍କ ठारे निश्चय आमानक प्रार्थना श्रवणकारी पिता परमेश्वर आमानक प्रार्थना शुणी अछंती उत्तर मध्य प्रदान करी अछंती तेणु आपनको बहुत बहुत धन्यवाद उत्तम भाବରେ प्रार्थना କରିଥିବାରୁ प्रभु आपनको प्रचुर भाବରେ आशीर्वाद करंतु थैंक यू सो मच। थैंक यू सिस्टर थैंक यू मो देह भी भल नाही टिके ठंडा सर्दी ହେଇଛି ମୋ ପାଇଁ ମୋ ନିମନ୍ତେ ମଧ୍ୟ ଟିକେ ପ୍ରାର୍ଥନା କରିବେ ସମସ୍ତେ ଶରଣ କରିବେ ପ୍ରାର୍ଥନାରେ ओके। ए समय मध्य मु अनुरोध करे आममानक गहणरे सुनीता अछंती लिमा सिस्टर निमंते आपण प्रार्थना करिवे तांको देह असुस्थ रहिछि संपूर्ण सुस्थता निमंते मिसेस सुनीता। सुनीता मिसेस सुनीता को अनुरोध करे। हाँ दीदी एक मिनिट ओके पुणी थरे जूम मीटिंग रे उपस्थित प्रत्येक माँ भौणी मानक मोर प्रेस तलो व्यस्त आओ आसंतु आमे प्रार्थना करिबा। अनुग्रहकारी परमेश्वर बापा तुमर से पवित्र नाम को धन्यवाद दिए गौरव करे संभ्रम करे बापा तुम्हें दया कल अनुग्रह कल पापा सकाल ठारू ए पर्यंत तुम्हें आमन को सहवर्ती परमेश्वर हेलो एवं ए सुंदर समय देल बापा को तुम चरण तल को आसवा निमंते ए जूम मीटिंग रे प्रभु अनेक दूर दूरांतर प्रभु आमे माँ भौणी माने एकत्रित ही अच्छु बापा गो तुमर उपासना करबा निमंते बापा एते बेले प्रभु प्रार्थना करूछु बापा सब जे प्रभु आमनकर जीवन रो प्रभु प्रत्येक समस्या को प्रत्येक दुख को तुम निकट को नहीं आसी अच्छु बापा गो तुम्हें आमर जे प्रार्थना श्रवणकारी परमेश्वर एते बेले मु प्रार्थना करे बापा गो जो माँ को देह असुस्थता अच्छी बापा गो तुम्हें दया कर अनुग्रह कर राजा जो सर्दी काश ही अच्छी दया कर अनुग्रह कर राजा कारण तुम्हें सुस्थकारी परमेश्वर अट बापा गो तुम्हें जगत रे थिला बेले को प्रभु को अनेक रोगी को प्रभु तुम्हें सुस्थता देउथिल बापा आज तुम्हें आम ठार प्रभु अदृश्य थिले मध्य बापा गो तुम को ऊपर थाए एहा आमे विश्वास करू बापा गो एते बेले प्रभु गो तुमर से हस्त तुम्हें स्पर्श कर मस्तक तलिपा पर्यंत से माँ को तुम्हें स्पर्श कर बापा गो जेपरि से संपूर्ण सुस्थता पाई पारिबो प्रभु सेपरि तुम्हें दया कर अनुग्रह कर तांको परिवार को देखि आशीर्वाद कर बापा गो प्रार्थना करू करू जहाँ किछि मागी जानी नहीं प्रभु तुम्हें जाची प्रदान कर मोर प्रार्थना श्रवण कल उत्तर देल से धन्यवाद दे प्रभु एक क्षुद्र विनती जीशुଙ୍କ नाम रे मागु अछि बापा आमेन आमेन। बहुत बहुत धन्यवाद सुनीता जहाँ निवेदन रखाइथिला ताहा प्रार्थना कले निश्चय आमान को परमेश्वर शुणी सुस्थ प्रदान करेंगे आपन को बहुत बहुत धन्यवाद प्रभु आपन को आशीर्वाद करंतु। धन्यवाद। वर्तमान आमने वाक्य शुणिबार समय परमेश्वर से मुख निर्गत वाक्य या प्रत्येक मनुष्य मानक निमंते जीवन यहाँ गोटे उत्तम मार्ग पुणी यहाँ आम जीवन आत्मिक जीवन स्रोत तेणु ये जे परमेश्वर मुख निर्गत वाक्य आम को प्रत्येक समय
ଏହା ଉତ୍ତମ ରାସ୍ତାକୁ ହିଁ କଢେଇ ନେଇଥାଏ। ଆମମାନଙ୍କର ଭିତରେ ଥିବା ଯାହା ସମସ୍ତ ଅଧର୍ମ ରହିଛି, ତାହା ଯେଉଁ ଗୁପ୍ତ ବିଷୟ ରହିଛି, ତାହା ମଧ୍ୟ ପରିବର୍ତ୍ତିତ ହେବା ପାଇଁ ସାହାଯ୍ୟ କରିଥାଏ। ତେଣୁ ଆସୁ ଆମମାନେ ପରମେଶ୍ୱରଙ୍କ ସେ ମୁଖ ନିର୍ଗତ ବାକ୍ୟ ବର୍ତ୍ତମାନ ଆମମାନେ ଶୁଣିବାକୁ ଯିବା। ଆଉ ଏ ସମୟରେ ବାକ୍ୟ ପରିବେଷଣ କରିବେ ପ୍ରଭୁଙ୍କର ପ୍ରିୟ ଦାସୀ ଦିଦି। କେତେ ଥର ଆମମାନଙ୍କର ଏଇ ଜୁମ୍ରେ ପ୍ରଭୁଙ୍କର ବାକ୍ୟ ଦେଇ ଆମମାନଙ୍କୁ ଉତ୍ସାହିତ କରିଛନ୍ତି, ଉତ୍ତମ ଶିକ୍ଷା ପ୍ରଦାନ କରିଛନ୍ତି। ଆଉ ବର୍ତ୍ତମାନ ମଧ୍ୟ ପ୍ରଭୁ ତାଙ୍କରି ପ୍ରିୟ ଦାସୀଙ୍କୁ ଆଜି ମନୋନୀତ କରିଛନ୍ତି ତାଙ୍କରି ବାକ୍ୟକୁ ଆମମାନଙ୍କ ଗହଣ ମଧ୍ୟରେ ରଖିବା ନିମନ୍ତେ, ଶିକ୍ଷା ପ୍ରଦାନ କରିବା ନିମନ୍ତେ। ତେଣୁ এই ସମୟ ମଧ୍ୟରେ ବାକ୍ୟ ପରିବେଷଣ କରିବା ନିମନ୍ତେ ମୁଁ ଆହ୍ୱାନ କରେ ଆମମାନଙ୍କ ରେସ୍ପେକ୍ଟ ଦିଦି, ପ୍ରିୟ ଦିଦି ମିସେସ୍ ଆଭାମୟୀ ବିଷୟୀ ଆଗକୁ ଆସିବେ, ବାକ୍ୟରେ ଆମମାନଙ୍କୁ କଢାଇ ନେବେ। ଏ ସମୟ ହଉଛି ଆପଣଙ୍କ ଦିଦି ବାକ୍ୟ ଦ୍ୱାରା ଆମମାନଙ୍କୁ ପଢାଇ ନେବେ। ସମସ୍ତଙ୍କୁ ମୋର ନମସ୍କାର। ନମସ୍କାର ନମସ୍କାର। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଆପଣମାନଙ୍କୁ ଟୁନିଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦଉଛି ଯେ ମୋ ପରି ଅଯୋଗ୍ୟକୁ ଆପଣମାନେ ବାକ୍ୟ ଦେବା ପାଇଁ ସୁଯୋଗ କରିଦେଇଛନ୍ତି। ଆସନ୍ତୁ ବାକ୍ୟ ଭିତରୁ ଯିବା ପୂର୍ବରୁ ପ୍ରଭୁଙ୍କ ନିକଟରେ ଧନ୍ୟବାଦ 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 ଦଉଛି ପ୍ରଭୁ। ପ୍ରଭୁ ମୋ ପ୍ରିୟ ମୂର୍ଖ ଯୋଗ୍ୟ ଅକିଞ୍ଚନକୁ ପ୍ରଭୁ ତୋ ବାକ୍ୟକୁ ଭାଙ୍ଗିବାକୁ ତୁମେ ସମୟ ଦେଇଛ ପ୍ରଭୁ। ମୋର କୌଣସି ଯୋଗ୍ୟତା ନାହିଁ ପ୍ରଭୁ, ମତେ ତୁମେ ଲୁଛ, ମତେ ତୃପ୍ତ କର ପ୍ରଭୁ, ମୁଁ ଯେପରି ତୁମରି ବାକ୍ୟକୁ ଉତ୍ତମ ଭାବେ ଭାଙ୍ଗି ପାରିବି। ଆଜି ଯେତେ ଜଣ ଶ୍ରୋତା ମୁଁ ନିଜେ ପ୍ରଭୁ ସେ ବାକ୍ୟକୁ ଆମେ ଜୀବନରେ ଗ୍ରହଣ କରିବା, ସେ ଅନୁଯାୟୀ ଚାଲିବା, ଆମ ପ୍ରତ୍ୟେକଙ୍କୁ ତୁମେ ସାହାଯ୍ୟ କର ପ୍ରଭୁ ଯୀଶୁଙ୍କ ନାମରେ ଛୋଟ ଭିକ୍ଷା ମାଗୁଛି, ଆମେନ୍। ପ୍ରଭୁ ଆମକୁ ଗୋଟେ ହପ୍ତା ପରେ ଆଉ ଗୋଟେ ହପ୍ତା ସମୟ ସୁଯୋଗ ଦଉଛନ୍ତି। ଆଉ ପ୍ରଭୁଙ୍କର ଏଇ ବାକ୍ୟ ମଧ୍ୟରେ ବାକ୍ୟ ଆଲୋଚନା ଭିତରେ ସମସ୍ତଙ୍କୁ ବସିବାକୁ ଦଉଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। କାରଣ ସମୟ ବହୁତ ମନ୍ଦ, ଏଇ ମନ୍ଦ ଜଗତରେ ଆମେ ପ୍ରଭୁଙ୍କ ପାଇଁ ସମୟ କାଢି ପାରୁଛୁ, ସେଥିପାଇଁ ଧନ୍ୟବାଦ। ଆଜି ଯୋଉମାନେ ଆଜି ପ୍ରଭୁଙ୍କ ପାଇଁ ସମୟ ବାହାର କରିପାରୁନାହାନ୍ତି, ପ୍ରଭୁଙ୍କୁ ସମୟ ଦଉନାହାନ୍ତି, ସେମାନଙ୍କୁ ସମସ୍ତଙ୍କୁ ନିକାଶ ଦେବାକୁ ପଡିବ। ତେଣୁ ଆମେ ଆଜି ଦେଖିବା, କେହି ଯଦି ଆମକୁ ପ୍ରଶ୍ନ କରେ ତମେ କେବେଠୁ ପ୍ରଭୁଙ୍କ ସହିତ ଚାଲୁଛ, ଆମେ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥାଉ ଯୋଉଦିନ ଆମେ ପ୍ରଭୁଙ୍କୁ ଗ୍ରହଣ କଲୁ ଆଉ ବାପ୍ତିସ୍ମ ନେଲୁ। ପ୍ରଭୁଙ୍କୁ ବିଶ୍ୱାସ କରି ଯୋଉଦିନ ବାପ୍ତିସ୍ମ ନେଲୁ, ସେଇଦିନଠୁ ଆମେ ପ୍ରଭୁଙ୍କ ସହିତ ଚାଲୁଛୁ। କିପରି ତୁମେ ଚାଲୁଛ? ତାପରେ କ୍ୱେଶ୍ଚନ ଆସେ, ତୁମେ କିପରି ଚାଲୁଛ? ଅନେକ ଲୋକ ଅନେକ ପ୍ରକାର ଉତ୍ତର ଦେଇପାରନ୍ତି। କିଏ କହେ ଆମେ ସକାଳୁ ପ୍ରାର୍ଥନା କରୁ, ବାଇବଲ ପଢୁ, ଆମେ ପ୍ରତ୍ୟେକ ରବିବାର ଉପାସନାକୁ ଯାଉ, ଆଉ ସବୁ ସଭା ସମିତିରେ ଯୋଗ ଦଉ। ଆମେ ଏସବୁ ସୁନ୍ଦର ଭାବେ କହିପାରୁ, କିନ୍ତୁ ତେବେ ପ୍ରଶ୍ନ ଉଠେ, ତେବେ ଆଜି ଆମ ମଣ୍ଡଳୀ, ଆମ ପରିବାର, ଆମ ଖ୍ରୀଷ୍ଟୀୟ ସମାଜ କାହିଁକି ସୁପ୍ତ ଅବସ୍ଥାରେ ବଢି ଚାଲିଛି? ଆମର ମଣ୍ଡଳୀରେ ଆଜି ଶୂନ୍ୟତା କାହିଁକି ଦେଖାଯାଉଛି? ଆତ୍ମିକ ଜୀବନରେ ମଧ୍ୟ ଶୂନ୍ୟତା କାହିଁକି ଦେଖାଯାଉଛି? ଏ ବିଷୟରେ ଅନେକ ପ୍ରଶ୍ନ ଆସୁଛି। କାହିଁକି ଦେଖାଯାଉଛି? ଆମେ ତ କହୁଛୁ ଆମେ ପ୍ରଭୁଙ୍କୁ ଧରି ଚାଲିଛୁ, ପ୍ରାର୍ଥନା କରୁଛୁ, ବାଇବଲ ପଢୁଛୁ, ଗିର୍ଜା ଯାଉଛୁ, ସବୁ ସଭା ସମିତି ଆଟେଣ୍ଡ କରୁଛୁ, କାହିଁକି? ଆଜି ଆମେ এই ବିଷୟରେ ଆଲୋଚନା କରିବା। କାହିଁକି? ଆମେ ଦେଖିବା ଏଜ୍ରାଙ୍କ ଜୀବନରେ, ଏଜ୍ରାଙ୍କ ଜୀବନରେ ସେ ପ୍ରଭୁଙ୍କ ସହିତ ଚାଲୁଥିଲେ। ଏଜ୍ରା ପ୍ରଭୁଙ୍କ ସହିତ ଚାଲୁଥିଲେ। କିପରି ଭାବେ ସେ ଚାଲୁଥିଲେ? ଏଜ୍ରା ପୁସ୍ତକ ଏଜ୍ରା ହିଁ ନିଜେ ଲେଖିଛନ୍ତି। ଏଜ୍ରାର ପୁସ୍ତକକୁ 2 ଭାଗ କରାଯାଇଛି, 10ଟା ପର୍ବ 2 ଭାଗ କରାଯାଇଛି। ପ୍ରଥମ 1 ରୁ 5 ପର୍ବ, ସେଥିରେ ସେଇ ସ୍ଥାନରେ କଣ ମନ୍ଦିରର ବେଦୀ ନିର୍ମାଣ ଆଉ ମନ୍ଦିରର ବେଦୀ ନିର୍ମାଣ କାର୍ଯ୍ୟ ପାଇଁ ମନ୍ଦିର କାର୍ଯ୍ୟ ହେଇଛି ଆଉ ବେଦୀ ନିର୍ମାଣ କାର୍ଯ୍ୟ ପ୍ରଥମ ଭାଗରେ, କିନ୍ତୁ ଦ୍ୱିତୀୟ ଭାଗରେ ଲେଖାଯାଇଛି ଯେ ଦ୍ୱିତୀୟ ନାହିଁ, 6 ପର୍ବରେ ଲେଖାଯାଇଛି ମନ୍ଦିର ଉତ୍ସର୍ଗୀକରଣ ଆଉ ନିସ୍ତାର ପର୍ବ ବିଷୟରେ ଲେଖାଯାଇଛି। ସେମାନେ ନିସ୍ତାର ପର୍ବ କିପରି ପାଳନ କଲେ। କିନ୍ତୁ 7 ପର୍ବରୁ 10 ପଦ ଲେଖାଯାଇଛି ଏଜ୍ରାଙ୍କର ମିଶନ କାର୍ଯ୍ୟ, କିପରି ସେ ପ୍ରଭୁଙ୍କ ପାଇଁ ଲୋକମାନଙ୍କୁ ଆହ୍ୱାନ କରିଥିଲେ, ଲୋକମାନଙ୍କୁ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଆଣିଥିଲେ, ସେଇ ବିଷୟ ଲେଖାଯାଇଛି। ମୋର ଆଜି ଅଛି ପଦ, ଏଇ ଏଜ୍ରାର 7 ପର୍ବର 10 ପଦ।
ଏଇ 10 ପଦ ପର୍ବ ମୁଁ କହିବି ଯେ 7 ପର୍ବର ପ୍ରଥମ ପଦରୁ 5 ପଦ ଯାଏଁ ଏଜ୍ରାଙ୍କର ବଂଶାବଳୀ ଲେଖାଯାଇଛି। ଏଜ୍ରା କୋଉ ବଂଶର ଲୋକ ଥିଲେ? ଏଜ୍ରା ଥିଲେ ହାରଣ ବଂଶର। ସେ ହାରଣ ଯାଜକଙ୍କର ନାତି ଥିଲେ। ଏଟା ଏଜ୍ରା ପୁସ୍ତକ 7 ପର୍ବର 1 ରୁ 5 ପଦରେ ଲେଖାଯାଇଛି। କିନ୍ତୁ 6 ପଦରେ ଏଜ୍ରାଙ୍କ ବିଷୟରେ ଲେଖା ଆରମ୍ଭ ହେଇଛି। ଲେଖା ହେଇଛି ଏହି ଏଜ୍ରା ଇସ୍ରାଏଲ ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୂଷା ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲା। ପୁଣି ତାହା ପ୍ରତି ତାହାର ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପାର୍ଥିବ ବିଷୟ ତାହାକୁ ପ୍ରଦାନ କଲେ। ଆମେ ଏଠି ଦିଟା ବିଷୟ ତାଙ୍କୁ ଦେଖୁଛୁ। ସେ ଜାଣିଥିଲେ ମୂଷା ବ୍ୟବସ୍ଥାର ନିପୁଣ ଅଧ୍ୟାପକ ଥିଲେ। ନିପୁଣ ଅଧ୍ୟାପକ। ମୂଷାଙ୍କ ବ୍ୟବସ୍ଥା କଣ? ମୂଷାଙ୍କର ପୁସ୍ତକ ହଉଛି 5ଟା, ଯୋଉଟା ପରମେଶ୍ୱର ଦେଇଥିଲେ। ସଦାପ୍ରଭୁଙ୍କ ପ୍ରଦତ୍ତ ଲେଖା ହେଇଛି, ଯୋଉଟା ପରମେଶ୍ୱରଙ୍କ ପବିତ୍ର ଆତ୍ମାଙ୍କ ଚାଳନାରେ ମୂଷା ଲେଖିଥିଲେ। ସେମାନେ କହନ୍ତି ସେଟା ମୂଷାଙ୍କ ବ୍ୟବସ୍ଥା। ସେଇ ଯୋଉ 5ଟା ବ୍ୟବସ୍ଥା ମାନେ ଆଦି ପୁସ୍ତକରୁ ଦ୍ୱିତୀୟ ବିବରଣୀ ଯାଏ, ସେଇ 5ଟା ପୁସ୍ତକକୁ ସେମାନେ ବ୍ୟବସ୍ଥାରେ ସେ ନିପୁଣ ଅଧ୍ୟାପକ ଥିଲେ। ସେମାନଙ୍କୁ ସେ 5ଟା ଅଧ୍ୟାୟକୁ ସେ ପୁରା ମୁଖସ୍ଥ କରି ରଖିଥିଲେ। ସେ ଦ୍ୱିତୀୟ ପଦରେ ଲେଖାଯାଇଛି, ପୁଣି ତାହା ପ୍ରତି ତାହାର ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପାର୍ଥିବ ବିଷୟ ତାହାକୁ ପ୍ରଦାନ କଲେ। ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣ ମାନେ ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତ ତାଙ୍କ ଉପରେ ଥିଲା। ପ୍ରଭୁଙ୍କର ଶକ୍ତି ଆଉ ଚାଳନା ପାଇଁ ସେ ପାଇଥିଲେ। ସେଇଟା କେବଳ ଏଇ 6 ପଦରେ ଲେଖା ହେଇଛି, ଆଉ 7 ପଦରେ ଲେଖା ହେଇଛି, ଏଇ 9 ପଦରେ ଲେଖାଯାଇଛି। ଆଉ ଗୋଟେ ଲେଖା ହେଇଛି 28 ପଦରେ। 3ଟା ଜାଗାରେ ଏଇ ବିଷୟ ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପାର୍ଥିବ ବିଷୟ ତାହାକୁ ପ୍ରଦାନ କଲେ। ଏ 3ଟି ବିଷୟ ସେ ସ୍ଥାନରେ ଲେଖା ହେଇଛି। ଆମେ ଦେଖୁଛୁ ସେ ଜଣେ ନିପୁଣ ଅଧ୍ୟାପକ ଥିଲେ, ଆଉ ସେ ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ସେ ସବୁ କାର୍ଯ୍ୟ କରୁଥିଲେ। ପ୍ରଭୁଙ୍କ ଶକ୍ତି ଓ ଚାଳନା ଦେଇ ସେ ଆଜି କାର୍ଯ୍ୟ କରି ଚାଲିଛନ୍ତି। କାହିଁକି? ସେ ସଦାପ୍ରଭୁଙ୍କ ପ୍ରଦତ୍ତ ମୂଷାଙ୍କ ବ୍ୟବସ୍ଥାରେ ଜଣେ ନିପୁଣ ଅଧ୍ୟାପକ ଥିଲେ। କିନ୍ତୁ ମୋର ଆଜି ଇଏ ହଉଛି 10 ପଦଟା। ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲେ। ସେଠି ତାଙ୍କର ଜୀବନରେ ସେ 3ଟି ବିଷୟ ସେ ପାଳନ କରୁଛନ୍ତି। ଏଠି ଆମେ ଦେଖୁଛୁ ସେ ଜଣେ ଅଧ୍ୟାପକ ଥିଲେ, ନିପୁଣ ଅଧ୍ୟାପକ ମାନେ ବିଜ୍ଞ ଜ୍ଞାନୀ ବ୍ୟକ୍ତି ଥିଲେ। କିନ୍ତୁ ସେ କଣ କରୁଛନ୍ତି? ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ କରୁଛନ୍ତି। ଆଉ ଗୋଟେ ଦ୍ୱିତୀୟ ହଉଛି ଓ ପାଳନ କରୁଛନ୍ତି। ଆଉ ଲେଖା ହେଇଛି ବିଧି ଓ ଶାସନ ଶିକ୍ଷା ଦେବା ପାଇଁ ଆପଣ ମନ ନିବେଶ କରୁଛନ୍ତି। ବିଧି ଓ ଶାସନ ଶିକ୍ଷା ଦେବା ପାଇଁ ସେ ମନ ନିବେଶ କରୁଛନ୍ତି, ଅନ୍ୟକୁ ଶିକ୍ଷା ଦେବା ପାଇଁ। କିନ୍ତୁ ସେ ଅନ୍ୟକୁ ଶିକ୍ଷା ଦେବା ପୂର୍ବରୁ ସେ ନିଜକୁ ସେ କଣ କରୁଛନ୍ତି? ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରୁଛନ୍ତି। 3ଟି ବିଷୟ ଆମେ ଦେଖିଲୁ। ବ୍ୟବସ୍ଥା ସେ ଅନୁସନ୍ଧାନ କରୁଛନ୍ତି, ପାଳନ କରୁଛନ୍ତି, ଆଉ ସେ ଶିକ୍ଷା ଦେବା ପାଇଁ ମନୋନିବେଶ କରୁଛନ୍ତି। 3ଟି ବିଷୟ ଆମେ ଏସନେ ତାଙ୍କର ଦେଖିଲୁ। ଆଜି ଆମର ଆତ୍ମିକ ଜୀବନ ବୃଦ୍ଧି ପାଇଁ ଆମେ ଆଜି କଣ ପ୍ରଭୁଙ୍କ ବାକ୍ୟ ଅନୁସନ୍ଧାନ କରୁଛୁ, ଅଧ୍ୟୟନ କରୁଛୁ କି? ଅନୁସନ୍ଧାନର ଅର୍ଥ ଅଧ୍ୟୟନ କରୁଛୁ। ସେ ଅନୁସନ୍ଧାନ ଆମେ କରୁଛୁ କି? ଏଜ୍ରା ପ୍ରଭୁଙ୍କ ଠାରୁ ସେ ତାଙ୍କର ସେ ଯୋଉ ପ୍ରଭୁଙ୍କର ମୂଷାଙ୍କର ବ୍ୟବସ୍ଥା ସେ ସମ୍ପୂର୍ଣ୍ଣ ଭାବେ ଅଧ୍ୟୟନ କରୁଥିଲେ। ତେଣୁ ସେ ଅଧ୍ୟୟନ କରୁଥିଲେ, ପାଳନ କରୁଥିଲେ, ଆଉ ସେଥିପାଇଁ ସେ ପ୍ରଭୁଙ୍କର ଶିକ୍ଷା ଦେଇ ପାରୁଥିଲେ। ଆଜି ଆମେ ନିଜକୁ ନିଜ ଆମେ ସମୀକ୍ଷା କରିବା। ଆମେ ପ୍ରଭୁଙ୍କର ବାକ୍ୟକୁ ଅଧ୍ୟୟନ କରୁଛୁ କି? ପ୍ରଭୁଙ୍କ ବାକ୍ୟକୁ ପାଳନ କରୁଛୁ କି? ଆମେ ଆଜି ଦେଖିବା ଏଇ 3ଟା ବିଷୟ ଉପରେ ଆମେ ଆଜି ବାକ୍ୟ ଦେଖିବା। କାହିଁକି ନା ତାଙ୍କ ଉପରେ ସଦାପ୍ରଭୁଙ୍କ ହସ୍ତ ଥିଲା। ସେ ସଦାପ୍ରଭୁଙ୍କର ଶକ୍ତି ଓ ଚାଳନାରେ ସେ ଚାଳିତ ହେଇ ଚାଲିଥିଲେ। ସେଇ ସମୟରେ ପବିତ୍ର ଆତ୍ମାଙ୍କ ଚାଳନା ହେବା ପାଇଥିଲେ। ପବିତ୍ର ଆତ୍ମା ବୋଲି ସେତେବେଳେ ସେମାନେ କହୁନଥିଲେ, କିନ୍ତୁ ସେମାନଙ୍କ ଈଶ୍ୱରଙ୍କ ଶକ୍ତି ଓ ଚାଳନାରେ ସେମାନେ କାର୍ଯ୍ୟ କରୁଥିଲେ। ଆଜି ଆମ ପାଖରେ ପବିତ୍ର ଆତ୍ମାଙ୍କ ଚାଳନା ଅଛି। ଆମେ ସେ ଚାଳନାକୁ ଆମେ ନିଜେ ଅନୁଭବ କରୁଛୁ। ଆମେ ନିଜେ କଣ ସେଇ ଚାଳନାରେ ଚାଳିତ ହଉଛୁ? ଆମେ ନିଜକୁ ଆଜି ନିଜେ ସମୀକ୍ଷା କରିବା। କିନ୍ତୁ ଏଜ୍ରା ପ୍ରଭୁ ଯୋଉଟା ସେ ନିଜେ
ପାଳନ କରୁଥିଲେ ସେଇ ବିଷୟ ସେ ଅନ୍ୟକୁ ଶିକ୍ଷା ଦେବା ପାଇଁ ସେ ମନୋନିବେଶ କରିଛନ୍ତି ବୋଲି ଲେଖାଯାଇଛି। ଆମେ ଏଇ ସ୍ଥାନରେ ଦେଖିବୁ ଜଣେ ସୁସ୍ଥ ସବଳ ହବା ପାଇଁ ଯୋଉ ବ୍ୟାୟାମ ଆମେ କରୁ ସେ ବ୍ୟାୟାମ ପାଇଁ ଆମେ କିଛି ଗୋଟେ ନୀତି ନିୟମ କରେ। ସେହିପରି ଆମେ ଯେତେବେଳେ ପ୍ରଭୁଙ୍କର ବାକ୍ୟ ଚାଲୁଛୁ କି ନାହିଁ, ଆମ ହୃଦୟ ଆମ ଜୀବନ ଆମେ ପ୍ରଭୁଙ୍କର ଉଦ୍ଦେଶ୍ୟରେ ଚାଲୁଛୁ କି ନାହିଁ ତାହାକୁ ମଧ୍ୟ ଆମକୁ ନିଜକୁ ନିଜେ ସମୀକ୍ଷା କରିବାକୁ ପଡିବ। ସେଇଟା ଏଜ୍ରା ନିଜେ ସବୁବେଳେ ସମୀକ୍ଷା କରି ଚାଲିଥିଲେ। ସେଇଥିପାଇଁ ସେ ପ୍ରଭୁଙ୍କର ବାକ୍ୟ ସେ ଶିକ୍ଷା ଦେଇ ପାରୁଥିଲେ। ଏଇ ଯୋଉ 5 ପୁସ୍ତକକୁ ସେଇ ସମୟରେ ତୁରା ବୋଲି କହନ୍ତି। ସେଇ ସମୟରେ ପ୍ରତ୍ୟେକ ଜିହୁଦୀ ଏଇ 5ଟା ପୁସ୍ତକକୁ ସେମାନେ ବାଇହାଟ କରି ରଖୁଥିଲେ, ପୁରା ମୁଖସ୍ଥ କରି ରଖୁଥିଲେ। ଆଜି ଆମ ଜୀବନରେ ଆମେ ପ୍ରଭୁଙ୍କ ବାକ୍ୟ କେତେ ମୁଖସ୍ଥ? ଆଜି ଆମ ଭଉଣୀ ମାନେ ପ୍ରଭୁଙ୍କ ବାକ୍ୟ ଯେତେବେଳେ ପଚରା ହେଲା କେତେ ଜଣ ପଦ ମୁଖସ୍ଥ? ଆମେ କେତେ ପଦ ମୁଖସ୍ଥ କରିଛୁ? ଆମେ ଗୋଟେ ଗୋଟେ ପଦ କହିପାରୁଛୁ, କିନ୍ତୁ ସେମାନେ 5ଟା ପୁସ୍ତକକୁ ସେମାନେ ମୁଖସ୍ଥ କରି ରଖୁଥିଲେ। ତେଣୁ ପାଉଲ କହିଛନ୍ତି, ପାଉଲ ପ୍ରଥମ କରନ୍ତି 3:16 କହିଛନ୍ତି, ତୁମାନେ କି ଜାଣ ନାହିଁ ତୁମାନେ ଈଶ୍ୱରଙ୍କ ମନ୍ଦିର ଆଉ ଈଶ୍ୱରଙ୍କ ଆତ୍ମା ତୁମାନଙ୍କ ମଧ୍ୟରେ ବାସ କରନ୍ତି। ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ମଧ୍ୟରେ ବାସ କରନ୍ତି। କିନ୍ତୁ ପ୍ରେରିତ 17:24 ଲେଖା ହଉଛି, ଯୋଉ ଈଶ୍ୱର ଜଗତ ତନ୍ମସ୍ତ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତ ନିମିତ୍ତ ମନ୍ଦିର ସମୂହରେ ବାସ କରନ୍ତି ନାହିଁ। ଆମମାନଙ୍କର ମନ୍ଦିର, ଆମର ଖ୍ରୀଷ୍ଟୀୟ ମାନଙ୍କର ହୃଦୟ ମନ୍ଦିରରେ ପ୍ରଭୁ ବାସ କରନ୍ତି। ସେ ଆମ ହୃଦୟରେ ବାସ କରନ୍ତି। ଆପଣ ମାନେ ଶୁଣିଥିବେ ଜଣେ ଛତିଶଗଡର ପାଷ୍ଟର ସେ ସବୁବେଳେ କହନ୍ତି, ଯେତେବେଳେ ତାଙ୍କୁ ତାଡନା ଆସିଥିଲା ସେ କହିଲେ ଆମ ମନ୍ଦିର ତମେ ଭାଙ୍ଗି ଦିଅ, ସେ ମନ୍ଦିରରେ ଆମ ପ୍ରଭୁ ନାହାନ୍ତି, ଆମ ମନ୍ଦିରରେ ନାହାନ୍ତି, ସେ ହଉଛନ୍ତି ଆମ ମନ ମନ୍ଦିରରେ, ଆମ ହୃଦୟ ମନ୍ଦିରରେ ସେ ବାସ କରିବାକୁ ଚାହାନ୍ତି। ଆମେ ସେ ହୃଦୟ ମନ୍ଦିରକୁ ସବୁବେଳେ ଆମେ ଯାଞ୍ଚ କରିବାର ଅଛି, ବାକ୍ୟରେ ପରିପୂର୍ଣ୍ଣ କରିବାର ଅଛି। କାରଣ ବାକ୍ୟର ଦୁର୍ଭିକ୍ଷ ଆସୁଯାଉଛି, ସେଇ ସମୟ ବେଳକୁ ଆମେ କଣ କରିବା? ତେଣୁ ଆମେ ଏଜ୍ରାଙ୍କ ଜୀବନ ଯେତେବେଳେ ଦେଖୁଛୁ, ସେ ଏତେ ଜ୍ଞାନୀ ନିପୁଣ ଅଧ୍ୟାପକ, ଆମେ ପୁରା ମୂର୍ଖ ନୁହନ୍ତି, ଆମେ ପୁରା ମୂର୍ଖ, କିନ୍ତୁ ସେ ଏତେ ଜ୍ଞାନୀ ହେଇକି ମଧ୍ୟ ସେ କଣ କରୁଛନ୍ତି? ବ୍ୟବସ୍ଥା ଅନୁସନ୍ଧାନ କରୁଛନ୍ତି। ସଦାପ୍ରଭୁଙ୍କ ବ୍ୟବସ୍ଥା ସେ ଅନୁସନ୍ଧାନ କରୁଛନ୍ତି। ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ କରିବା ଦ୍ୱାରା ସେ ବାକ୍ୟରୁ ଆହୁରି ଆହୁରି ବିଷୟ ଜାଣିପାରିବେ, ଅନ୍ୟମାନଙ୍କୁ ଶିକ୍ଷା ଦେଇପାରିବେ। ଆମେ ଶିକ୍ଷା ଦଉଛୁ, ତେଣୁ ଆମକୁ ସେସବୁ ବିଷୟ ଶିକ୍ଷା ଦେବା ପୂର୍ବରୁ ନିଜକୁ ନିଜେ ପ୍ରସ୍ତୁତ ହେବାକୁ ଅଛି। ଆମକୁ ନିଜକୁ ଆଉ ପ୍ରଭୁଙ୍କ ନିକଟରେ ନମ୍ର କରିବାର ଅଛି। ବାକ୍ୟ ଆଜି କଣ କହୁଛି? ଖାଲି ଆପଣ ମାନଙ୍କ ପାଇଁ ମୁଁ ନୁହେଁ, ସେଟା ମୋ ପାଇଁ। ଆଗେ ମୁଁ ନିଜକୁ ଦେଖିବି, ମୋ ପାଇଁ ସେ ବାକ୍ୟ କଣ କହୁଛି। ଏଜ୍ରା ସେଇଟା ସବୁବେଳେ ସେ ନିଜକୁ ଦେଖୁଥିଲେ। ତେଣୁ ସେ ବାକ୍ୟ, କାରଣ ଆମ ହୃଦୟ ମନ୍ଦିରରେ ଆମ ପ୍ରଭୁ ଅଛନ୍ତି। ଆମେ ଯଦି ଟିକେ ପଢିବା ପ୍ରଥମ ସାମୁଏଲ 7 ପର୍ବର 3 ପଦରେ କଣ କହୁଛନ୍ତି ପ୍ରଭୁ ଏଠି? ପ୍ରଥମ ସାମୁଏଲ 7:3 ପଦ। ତହିଁରେ ସାମୁଏଲ ସମୁଦାୟ ଇସ୍ରାଏଲ ବଂଶକୁ କହିଲେ, ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଛ, ତେବେ ଆପଣମାନଙ୍କ ମଧ୍ୟରୁ ବିଦେଶୀୟ ଦେବତା ମାନଙ୍କୁ ଅଷ୍ଟର ଦେବୀଗଣକୁ ଦୂର କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣମାନଙ୍କର ଅନ୍ତଃକରଣ ପ୍ରସ୍ତୁତ କର। କେବଳ ତାହାଙ୍କୁ ସେବା କର, ତହିଁରେ ସେ ପଲେଷ୍ଟିଆ ମାନଙ୍କ ହସ୍ତରୁ ତୁମମାନଙ୍କୁ ଉଦ୍ଧାର କରିବେ। ସଦାପ୍ରଭୁ ସେଠି ସେମାନଙ୍କୁ କହୁଛନ୍ତି, ଇସ୍ରାଏଲ ବଂଶକୁ, ତୁମାନଙ୍କର ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଆମର ଅନ୍ତରକୁ ପ୍ରଭୁ କହୁଛନ୍ତି, ଆମ ଅନ୍ତର ସହିତ ପ୍ରଭୁଙ୍କ ପାଖକୁ ଆସିବା। ଆମ ଭିତରେ ଯଦି ପ୍ରଭୁଙ୍କୁ ଆମେ ଯଦି ଅନ୍ୱେଷଣ କରିବା, ଆମ ଭିତରେ ଅସନ୍ତୋଷଜନକ ବିଷୟ ଆମ ଭିତରେ ଥିବ। ଇସ୍ରାଏଲ ବିଷୟରେ ଯେତେବେଳେ ସେମାନେ ସେଇ ବିଦେଶୀ ଦେବତା ମାନଙ୍କୁ ଅଷ୍ଟର ଦେବ କାଢ, ଆମ ପାଖରେ କଣ ସେଇ ଅସନ୍ତୋଷ ଜିନିଷ ଅଛି? ଯଦି ଅଛି ତାହେଲେ ପ୍ରଭୁ ଆମ ପ୍ରାର୍ଥନା ଶୁଣିବେନି, ଆମ କାର୍ଯ୍ୟ ସଫଳୀକୃତ ହେବ ନାହିଁ। ଆମେ ସବୁବେଳେ ବିଫଳ ହେଇ ଚାଲିଥିବା, ଆମେ କହୁଥିବୁ ଆମେ ବିଫଳ ହେଇଯାଉଛୁ, ଆମ ପ୍ରାର୍ଥନା ପ୍ରଭୁ ଶୁଣୁନାହାନ୍ତି। କାହିଁକି ଶୁଣୁନାହାନ୍ତି? ଆମକୁ ଆଜି ନିଜକୁ ଦେଖିବାକୁ ପଡିବ। ଆମ ହୃଦୟ ମନ୍ଦିରରେ ଯଦି ଆମେ ପ୍ରଭୁ ଅଛନ୍ତି, ତାହେଲେ ଆମେ ଯଦି ପ୍ରଭୁଙ୍କୁ ଧରିକି ଚାଲିଛୁ, ତାହେଲେ ଆମେ ପ୍ରଭୁଙ୍କ ବାକ୍ୟକୁ ସେଇ ଅନୁସାରେ ଆମେ ନିଜେ ଚାଲୁଛୁ କି? ଖାଲି ଆମେ ମନେ ମନେ କହୁଛୁ ପ୍ରଭୁ ଆମର ସବୁ କରିଦିଅ, ପ୍ରଭୁ ଆମର ଏଟା କରିଦିଅ, ପ୍ରଭୁ ଆମର ସେଇଟା ଦିଅ, କିନ୍ତୁ ଆମ ହୃଦୟ ଅନ୍ତରରେ ଆମର ପ୍ରଭୁ ନଥାନ୍ତି। ଆମେ
ଖାଲି ପ୍ରଭୁ ପ୍ରଭୁ କରି କହି ଚାଲିଥାଉ, ତେଣୁ ଆମର କାର୍ଯ୍ୟ ବିଫଳ ହେଇଥାଏ। ଆଜି ଆଜି ଆମେ ନିଜ ନିଜକୁ ଦେଖିବା, ଆମେ ଆମ ହୃଦୟ ଭିତରେ କଣ ସବୁ ଅଛି, ଆମେ କିପରି ଭାବେ ଆମେ ପ୍ରଭୁଙ୍କୁ ଡାକୁଛୁ, ଆମ ମନ ଭିତରେ କଣ ରହିଥାଏ? ପରଚର୍ଚ୍ଚା, ହିଂସା, କ୍ରୋଧ, କିଏ କିଛି କହିଲା, ମତେ ସେ ଏମିତି କହିଲା, ଆମେ ଏଇ କଥା କହୁ, ସେ ମତେ ଏମିତି କହିଲା, ଆମକୁ ସେ ଡାଇରେକ୍ଟ କହିନଥିବ, ସେ ପର ଲୋକକୁ କହିଥିବ, ସେ ଲୋକ ଆମକୁ ଆସିକି କହିଥିବ, ଆମେ ଯାଇକି ତା ଫୋନ, ଆଜିକାଲି ତ ସୁବିଧା ହେଇଛି ଫୋନରେ ନା, ଫୋନରେ ସାଙ୍ଗେ ସାଙ୍ଗେ କହିଦଉଛୁ, ଆଗରେ ଯାଇକି ନହେଲେ ଯାଇକି ତା ଘରେ ଯାଇକି ପଚାରିକି ଆସୁଛୁ। ମାନେ ଏତେ ଦୂର ଆମ ଭିତରେ ରାଗ ହିଂସା ରହିଛି। ପ୍ରଭୁ ଆମ ପ୍ରାର୍ଥନା କେମିତି ଶୁଣିବେ? କିନ୍ତୁ ଏଜ୍ରାଙ୍କ ଜୀବନରେ ଆମେ ଦେଖୁଛୁ, ଏଜ୍ରା ଈଶ୍ୱରଙ୍କ ଶକ୍ତି ଓ ଚାଳନା ପାଇଥିଲେ, ସେ କଣ ଶୁଣୁନଥିବେ? ନିଶ୍ଚୟ। ଯୋଉଠି ଦେଖ ପ୍ରଭୁଙ୍କ କାର୍ଯ୍ୟ ଚାଲିଥିବ, ତା ଭିତରେ ଦେଖିବେ ପ୍ରଭୁଙ୍କ ଦାସ ମାନଙ୍କ ବିରୁଦ୍ଧରେ କଥା, ପ୍ରଭୁଙ୍କ ଲୋକମାନଙ୍କ ବିରୁଦ୍ଧରେ କଥା, ସବୁ ଆ ବିରୁଦ୍ଧରେ କଥା, ତାର ବିରୁଦ୍ଧରେ, ଆମର ସେଇଟା ହଉଛି ଗୋଟେ ଯେମିତି ବହୁତ ବଡ କାମ, ସେଟା ଆମେ ସେଇ ଭାବେ ଆମେ ଜୀବନରେ ଆମକୁ ଅତିବାହିତ କରିବା ଚାଲିଛି। ଆମେ ଯଦି ଏଇ ସବୁ ବିଷୟ ଆମ ଭିତରୁ ଦୂର ନ କରିବା, ଯେତେ ପ୍ରଭୁଙ୍କୁ ଡାକିବା ପ୍ରଭୁ ଶୁଣିବେ ନାହିଁ, କାରଣ ପ୍ରଭୁଙ୍କୁ ଆମକୁ ସମସ୍ତଙ୍କୁ ନିକାଶ ଦେବାକୁ ଅଛି। ସେଇ ସମୟରେ ପ୍ରଭୁ କହେ, ତୁ ଏଇସବୁ କରିଥିଲୁ? ହଁ ପ୍ରଭୁ, ମୁଁ ଆଜି, ସେତେବେଳେ ଆମେ ଚିନ୍ତା କରିବା, ହଁ ପ୍ରଭୁ ମୁଁ କରିଥିଲି। କିନ୍ତୁ ଅବିଠୁ ଆମେ ପ୍ରସ୍ତୁତ ହଉନୁ, ବାକ୍ୟ ଶୁଣୁଛୁ କିନ୍ତୁ ଏ କାନରେ ପଶିଲେ ସେ କାନରେ ବାହାରି ଯାଉଛି। ମୁଁ ବେଳେବେଳେ ଭାବେ, ମୁଁ ସକାଳେ ବାଇବଲ ପଢିଥିବି, ସଞ୍ଜ ବେଳକୁ ମୁଁ ଭୁଲି ଯାଇଥାଏ। ମତେ ପଚାରେ, ତୁମେ ବାଇବଲ ପଢିଥିଲ? କହିଲି ହଁ ପଢିଥିଲି, ଭୁଲି ଯାଇଛି। ଭୁଲି ଯାଉନି, ଏତେ ମାନେ ଚଞ୍ଚଳ ଭାବେ, ଏତେ ଅସ୍ଥିରତା ଭିତରେ ଆମେ ବାଇବଲ ପଢିଥାଉ ବେଳେବେଳେ। କିନ୍ତୁ ପ୍ରଭୁ ଚାହାନ୍ତି ଆମ ବାଇବଲକୁ ଏଜ୍ରା ଯେପରି ଅନୁସନ୍ଧାନ କରି ପଢିଥିଲେ, ଆମେ ସେଇପରି ପୁରା ତନ ତନ କରି ପଢିବା, ଆମ ହୃଦୟ ଭିତରେ ସେଇ ବାକ୍ୟକୁ ରଖିବା, ଆମେ ପ୍ରଭୁଙ୍କ ପାଖକୁ ଆସିବା। ତେଣୁ ପ୍ରଥମ ତିମୋଥୀ 2:19 ମଧ୍ୟ ଲେଖା ହେଇଛି, ଯେ ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଯେ କେହି ପ୍ରଭୁଙ୍କ ନାମ ଧରେ ସେ ଅଧର୍ମ। ପ୍ରଭୁ ସବୁ ଲୋକମାନଙ୍କୁ ଜାଣନ୍ତି। ଆମେ ଯଦି ପ୍ରଭୁଙ୍କ ନାମ ଧରୁ, ଏ ଅଧର୍ମ ସବୁରୁ ଆମକୁ ନିଜକୁ ଦୂରେଇ ରହିବାକୁ। ଆମେ ଯଦି ଅଧର୍ମକୁ ମନ ଭିତରେ ଆଦର ରଖିବୁ, ପ୍ରଭୁ ଆମ ପ୍ରାର୍ଥନା ଶୁଣିବେନି ନା। ଗୀତ ସଂହିତା 27 ପର୍ବର 8 ପଦରେ ଲେଖା ଯାଇଛି, ଯେତେବେଳେ ତୁମ୍ଭେ କହିଲ, ତୁମାନେ ମୋର ମୁଖ ଅନ୍ୱେଷଣ କର, ମୋ ଅନ୍ତରରୁ ତୁମ୍ଭକୁ କହିଲି। ମୋ ଅନ୍ତଃକରଣ ତୁମ୍ଭକୁ କହିଲା, ମୋ ଅନ୍ତଃକରଣ ତୁମ୍ଭକୁ କହିଲା, ସଦାପ୍ରଭୁ ମୁଁ ତୁମ୍ଭର ମୁଖ ଅନ୍ୱେଷଣ କରିବି। ଏଠି ଦାଉଦ ତାଙ୍କୁ କହୁଛନ୍ତି, ସେ କହୁଛନ୍ତି ମୁଁ ଅନ୍ତରରୁ ତୁମକୁ, ପ୍ରଭୁଙ୍କୁ ସେ ଅନ୍ୱେଷଣ କରୁଛନ୍ତି ବା ଅନ୍ତରରୁ। ଆମକୁ ପ୍ରଭୁଙ୍କ ବାକ୍ୟକୁ ଅନ୍ତରରୁ କହିବାକୁ ପଡିବ, ହଁ ପ୍ରଭୁ ମୁଁ ତୁମ ପାଇଁ କାମ କରିବି, ହଁ ପ୍ରଭୁ ମୁଁ ତୁମ ପାଇଁ ସାକ୍ଷୀ ହେବି। ଆଜି ଏଜ୍ରା ନିଜ ଅନ୍ତରରୁ ସେ ପ୍ରଭୁଙ୍କ ପାଇଁ ସାକ୍ଷୀ ହେବା ପାଇଁ ଦୌଡ଼ିବ। ସମସ୍ତ ଉତ୍ତମ ବିଷୟ କାହାଠାରୁ ଆସେ? ପ୍ରଭୁଙ୍କଠାରୁ ଆସେ। ପ୍ରଭୁ ଚାହାନ୍ତି ଆମ ପାଖରେ ସବୁ ଉତ୍ତମ ବିଷୟ ଦେଖାଯାଉ, ଯେପରି ଆମେ ଆମ ଅନ୍ତଃକରଣ, ଆମେ ନମ୍ରତା ସହ ନମ୍ର ଅନ୍ତଃକରଣେ ପ୍ରଭୁଙ୍କ ପାଖକୁ ଆସୁ, ଆଉ ଆମ ଅନ୍ତରରେ ସେ ମନ୍ଦତା ନଥାଉ, ଅଧର୍ମରୁ ଆମେ ଦୂରେଇ ରହୁ। ସେପରି ଗୀତ ସଂହିତା 119 10 ପଦରେ ଲେଖା ହେଇଛି, ମୁଁ ସର୍ବାନ୍ତଃକରଣରେ ତୁମ୍ଭକୁ ଖୋଜୁଅଛି, ମତେ ତୁମ ଆଜ୍ଞା ପଥରୁ ଭ୍ରମିବାକୁ ଦିଅ ନାହିଁ। ମୁଁ ସର୍ବାନ୍ତଃକରଣରେ ତୁମ୍ଭକୁ ଖୋଜୁଅଛି। ମୁଁ ଯଦି ପୁରା ଅନ୍ତରରେ ପ୍ରଭୁଙ୍କୁ ଅଛି, ତୁମେ ମତେ ତୁମ ଆଜ୍ଞା ପଥରୁ ଭ୍ରମିବାକୁ ଦିଅ ନାହିଁ। ସମ୍ପୂର୍ଣ୍ଣ ହୃଦୟରେ ସେ ପରମେଶ୍ୱରଙ୍କୁ ଅନ୍ୱେଷଣ କରୁଛନ୍ତି ବୋଲି ସେ କହୁଛନ୍ତି, ସମ୍ପୂର୍ଣ୍ଣ ହୃଦୟ ସହିତ। ଆଉ 11 ପଦରେ କହନ୍ତି, ମୁଁ ଯେପରି ତୁମ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ତୁମ ବିରୁଦ୍ଧରେ ପାପ ନ କରିବା ପାଇଁ ସେ ତାଙ୍କ ହୃଦୟରେ କଣ କରୁଛନ୍ତି? ସେ ବାକ୍ୟକୁ ସଞ୍ଚୟ କରି ରଖୁଛନ୍ତି। ଆଜି ବାକ୍ୟକୁ ସଞ୍ଚୟ କରି ରଖିବା ଦ୍ୱାରା ଆମେ ପ୍ରଭୁଙ୍କ ବିରୁଦ୍ଧରେ ପାପ କରିବାନି, କାହା ବିରୁଦ୍ଧରେ ବି ପାପ କରିପାରିବାନି। ବିଶ୍ୱାସୀ ପକ୍ଷରେ ଏ ପାପ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମକୁ କଣ ଦରକାର? ପରମେଶ୍ୱରଙ୍କ ବାକ୍ୟ ଦରକାର। ଏ ମନ୍ଦ ଜଗତରେ ଆମକୁ ପ୍ରଭୁଙ୍କ ବାକ୍ୟକୁ ଧରିକି ଚାଲିବାର ଅଛି। ଏଫିସି 6:17 ଲେଖା ହେଇଛି, ଆତ୍ମାର ବାକ୍ୟ, ଆତ୍ମାର ଖଡ୍ଗ। ଆତ୍ମାର ଖଡ୍ଗ ଏଟାକୁ କହନ୍ତି ବାକ୍ୟ, ଆତ୍ମାର ବାକ୍ୟ।
से वाक्य को हमको धरिकी चलिए धरिकी चलने आम जेते जेते दुख जेते समस्या जहाँ आसबि आम ता भीतर प्रभु को धरी चलिए केही किछि हमर करि परिबेनी से दासंकर कथा मोर सब बेले मन पड़े से एते तांको ताड़ना दिया जाउची एते कथा तांको होची किंतु से पूरा प्रभु को धरी चलचंती तमे भांगी दियो मंदिर आम मंदिर भांगी दियो मु आमे प्रभु मो प्रभु मो अंतर अछंती कारण ए जगतर जो मंदिर से प्रभु रहंती नहीं किंतु आमे प्रभु को उपासना करू से गृह पवित्र गृह जे करूची से तार फल पाइब ता निकास प्रभु देवे आमर सेटा पे विचार नहीं प्रभु कहते तुम्हें तुम वाक्य को जपरि मुझे तुम विरुद्ध पाप न करे मो हृदय तुम वाक्य को संचय प्रभु विरुद्ध आम पाप न कर आमको वाक्य को हृदय मध्य संचय कर से आत्मा का खड़ग सब बड़े आमको धरिकी चलिए पड़ो सेपरी आम देखो जोहन 15:3 मध्य से मु तुमको जो वाक्य कही से तुमने परिष्कृत हो सारी प्रभुंकर जो वाक्य द्वारा आम चली ता द्वारा आम परिष्कृत हो कौन परिष्कृत हो हृदय मन विवेक इच्छा सब को आम प्रभु वाक्य द्वारा आम परिष्कृत हो सब आमको कौन दरकार प्रार्थना दरकार तेणु आम जदि एफिसियो 6 पर्वर एफिसी 6:18-19 दिके देखिबा सर्व प्रकार प्रार्थना निवेदन ने सर्वदा आत्मा को सहायता प्रार्थना करो सर्वदा सर्व प्रकार प्रार्थना निवेदन सर्वदा आत्मा को सहायता प्रार्थना करो पुणी समस्त साधु निमंते एकांत उद्यम निवेदन करिबारे जागी रही प्रार्थना करो हमको प्रभु को वाक्य को रक्षा पहले अन्य मानक पे मध्य प्रार्थना करिया को विषय प्रार्थना करो आमे आत्मा को सहायता प्रार्थना करो जिते प्रार्थना निवेदन आमे सब आत्मा को सहायता प्रार्थना करो आ 19 लेखा होची पाउलो कहउचंती आ मो निमंते मध्य प्रार्थना करो जेपरि सुसमाचार निमंते शृंखलाबद्ध राजदूत स्वरूप जे मु मते से सुसमाचार निगूढ़ तत्व साहस पूर्वक जणाइवा को प्रचार करने समय वाक्य दियंती से एते ज्ञानी एते बुद्धि सहित एते सुंदर तथापि से कहते मो पे प्रार्थना कर मुझेपरी प्रभु को राजदूत स्वरूप आउ सुसमाचार निगूढ़ तत्व को साहस पूर्वक प्रचार करि समय जेपरी प्रभु तांको से वाक्य देवे हमको प्रार्थना दरकार पाउलो एडिस कहते मो पे प्रार्थना करो मुझे वाक्य कहि परिबे हमको वाक्य हृदय संचि रखिया को अछि जे समय हम वाक्य आम पाइबुनी से वाक्य व्यवहार कर एजरा तांको जीवन रे से वाक्य को से अनुसंधान करुथिले अनुसंधान करी से पाठ करि चलथिले काहे कि से दिने से शिक्षा देबे बोली से मनोनिवेश करथिले आम एठी देखुछु एजरा वाक्य अध्ययन पे निजको उत्सर्गित करथिले आ से पे प्रभु तांको ज्ञान देथिले तांको शक्ति देथिले तांको शक्ति और चालना रे तांको हस्त तांको ऊपर थिला तेणु से प्रभु को पे साक्षी पाथिले प्रभु को कार्य करथिले द्वितीयटा होची पालन द्वितीयटा लेखा होची पालन सबुठु बड़ विषय आम वाक्य शुणुछु वाक्य पढ़ुछु किंतु ताको केते दूर पालन करछु आज आम ताको देखिबा इजरा तांको जीवन में जो विषय से जो वाक्य से करुथिले से विषय को सब बड़े से पालन करथिले कार्यकारी करथिले से निज को आगे निजे से वाक्य रे से निज को आगे निजे निजे करथिले मो ए वाक्य को पालन करि पारि पालन करिया को से सब बड़े चिंतित थिले तेणु आम यात्रा 20:3-6 पढ़िबा आंभ साक्षात तुम्हारा कौन देवता हेब नहीं तुम्हें आपा निमंते कौन खोदित प्रतिमा निर्माण करिबो नहीं कि उपरिस्थ स्वर्ग रे कि नीचस्थ पृथ्वी रे कि पृथ्वीर नीचस्थ जल रे थिबा कौन वस्तु
ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ କି ସେମାନଙ୍କର ସେବା କରିବ ନାହିଁ, ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର ଅଟୁ। ପୁଣି ଯୋଉମାନେ ଆମକୁ ଘୃଣା କରନ୍ତି ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା। ଯୋଉମାନେ ଆମକୁ ଘୃଣା କରନ୍ତି ଏଠି ଲେଖା ହେଇଛି। ମାତ୍ର ଯୋଉମାନେ ଆମ୍ଭକୁ ପ୍ରେମ କରନ୍ତି ଆମ୍ଭର ଆଜ୍ଞା ପାଳନ କରନ୍ତି ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟା କରେ। ସହସ୍ର ପୁରୁଷ ପର୍ଯ୍ୟନ୍ତ ଯିଏ ତାଙ୍କର ଆଜ୍ଞା ପାଳନ କରିବ। ସେ କଣ କହୁଛନ୍ତି? ସେ ସହସ୍ର ପୁରୁଷ ପର୍ଯ୍ୟନ୍ତ ସିଏ ଆମକୁ ଦୟା କରିବ ବୋଲି କହୁଛନ୍ତି। ପ୍ରଭୁଙ୍କ ବାକ୍ୟକୁ ଆମକୁ ଟିକିନିକି କରି ପଢିବାକୁ ଅଛି। ତାକୁ ପାଳନ ଯଦି କରିବୁ ତାହେଲେ ସେ ଆମର ସହସ୍ର ପୁରୁଷ ପର୍ଯ୍ୟନ୍ତ ସେ ଆମକୁ ଆଶୀର୍ବାଦ କରିବାକୁ। ତେଣୁ ଆମେ ଲୁକ 6:46-48 ଦେଖିବା। ଲୁକ 6:46-48। ଆଉ ତୁମେମାନେ କାହିଁକି ମତେ ପ୍ରଭୁ ପ୍ରଭୁ ବୋଲି ସମ୍ବୋଧିତ କରୁଛ, ମାତ୍ର ମୋହର ବାକ୍ୟ ପାଳନ କରୁନାହିଁ। ପ୍ରଭୁ ପ୍ରଭୁ କହୁଛୁ କିନ୍ତୁ ତାଙ୍କ ବାକ୍ୟ ପାଳନ କରୁନାହିଁ। ଯେ କେହି ମୋ ନିକଟକୁ ଆସି ମୋହର କଥା ଶୁଣି ସେଇ ସବୁ ପାଳନ କରେ ସେ କାହା ସଦୃଶ ତାହା ମୁଁ ତୁମମାନଙ୍କୁ ଜଣାଇବି ବୋଲି କହୁଛି। ଯିଏ ମୋ ନିକଟକୁ ଆସି ମୋ କଥା ଶୁଣି ତାକୁ ପାଳନ କରିବ ସେ କାହା ସଦୃଶ ତାହା ମୁଁ ତୁମମାନଙ୍କୁ ଜଣାଇବି। 48 ଜଣାଉଛନ୍ତି ସେ ଏପରି ଜଣେ ଘର ତୋଳିବା ଲୋକ ପରି ଯେ ପ୍ରହରୀ ଗହୀର କରି ଖୋଳି ମୂଳଦୁଆ ପଥର ଉପରେ ବସାଇଲେ ଆଉ ବଢି ହୁଅନ୍ତା। ସୁଅ ସେଇ ଘରକୁ ପ୍ରବଳ ଭାବେ ଧକ୍କା ମାରିଲା କିନ୍ତୁ ତାହା ଟଳାଇ ପାରିଲା ନାହିଁ, କାରଣ ତାହା ଉତ୍ତମ ରୂପେ ତୋଳା ଯାଇଥିଲା। ସେ ଘରକୁ ସେ ଟଳାଇ ପାରିଲା ନାହିଁ, କାହିଁକି? ସେ ଘରର ମୂଳଦୁଆ ଉତ୍ତମ ଭାବେ ଗହୀରରେ ଖୋଳା ଯାଇଥିଲା। ମାନେ ଆମ ଗହୀରରେ ସଦାପ୍ରଭୁ ଖ୍ରୀଷ୍ଟ ଜୀବନରେ ମୂଳଦୁଆ ହଉଛନ୍ତି ଆମର ଖ୍ରୀଷ୍ଟ। ଖ୍ରୀଷ୍ଟ ବିଶ୍ୱାସୀ ସମସ୍ତଙ୍କର ମୂଳଦୁଆ ହଉଛନ୍ତି ଖ୍ରୀଷ୍ଟ। ଆମର ମୂଳ ଯଦି ଖ୍ରୀଷ୍ଟଙ୍କ ତାହା ରହନ୍ତି ତାହେଲେ ଆମକୁ କେହି କୌଣସି ଭାବରେ ଆମକୁ ଟଳାଇ ପାରିବ। ଏଠି ସିଏ କହୁଛନ୍ତି ଯଦି ତୁ ଆମର ବାକ୍ୟ ପାଳନ କରିବୁ, ସେହି ସବୁ ପାଳନ କଲେ ସେ ତାହା ସଦୃଶ ହବ। ମୋ କଥା ଶୁଣି ସେଇ ସବୁ ପାଳନ କରିବୁ। ଆମର ସେ ଗହୀର ଭାବେ ଖୋଳିଥିଲା, ଗହୀରରେ ରହିବେ ଆମର ପ୍ରଭୁ। ଆମ ଅନ୍ତର ଭିତରେ ରହିବେ ଆମର ପ୍ରଭୁ। ଆମ ହୃଦୟ ମନରେ ରହିବେ ଆମର ପ୍ରଭୁ। ଯଦି ଆମ ପ୍ରଭୁ ରହିଛନ୍ତି ତାଙ୍କୁ ଆମକୁ କେହି ଲଜ୍ଜିତ କରିପାରିବେନି, କେହି ଆମକୁ ଭାଙ୍ଗି ପାରିବେନି। ତେଣୁ ସେଇ ମାଥ୍ୟୁରେ ମଧ୍ୟ ଲେଖା ହେଇଛି, ମାଥ୍ୟୁ 7:24। ତେଣୁ ଯେ କେହି ମୋହର ଏ ସମସ୍ତ କଥା ଶୁଣେ ଓ ପାଳନ କରେ ସେ ପାଷାଣ ଉପରେ ଗୃହ ନିର୍ମାଣ କରି ଜଣେ ବୁଦ୍ଧିମାନ ଲୋକ ସଦୃଶ। ସେ କିପରି ଲୋକ ହବ ନା ସେ ଜଣେ ବୁଦ୍ଧିମାନ ଲୋକ ସଦୃଶ। ସେ ପ୍ରଭୁଙ୍କ ବାକ୍ୟ ଶୁଣିଛି, ସେ ପବିତ୍ର ବାକ୍ୟରେ ବିଶ୍ୱାସ କଲା, ସେ ପ୍ରଭୁତ୍ୱ ବାକ୍ୟକୁ ସେ ପ୍ରେମ କଲା ଆଉ ସେ ତାଙ୍କର ଆଜ୍ଞାକାରୀ ହେଲା। ଆନ୍ତରିକ ଭାବେ ସେ ତାଙ୍କର ଆଜ୍ଞାକାରୀ ହେଲା। ଯଦି ଆମେ ହବୁ ତାହେଲେ ସେ ଗୃହର ମୂଳଦୁଆ ଆମର କାହା ଉପରେ ରହିଲା? ପ୍ରଭୁଙ୍କ ଉପରେ ରହିଲା। ପ୍ରଭୁଙ୍କ ଉପରେ ଯଦି ଆମର ମୂଳଦୁଆ ରହିଛି ତାହେଲେ କେହି ଆମକୁ ଭାଙ୍ଗି ପାରିବେନି, କେହି ଆମକୁ ଆମର ଯେତେ ଆସିବ ବିପଦ ଆମକୁ କେହି ଭାଙ୍ଗି ପକେଇ ପାରିବେନି। ଆମ ଆଇବଙ୍କ ଜୀବନରେ ଦେଖୁଛୁ, ଆଇବ ତାଙ୍କ ଜୀବନରେ ପାଖରେ ଝଡ଼ ଆସିଲା, ଏତେ ଆଘାତ ଆସିଲା, କେତେ ପ୍ରକାର କଥା ଶୁଣିଲେ କିନ୍ତୁ ସେ ପ୍ରଭୁଙ୍କୁ ଛାଡି ନଥିଲେ। ଶୈତାନର ପରୀକ୍ଷା ଏତେ ପ୍ରବଳ ଭାବେ ଆସିଲା କିନ୍ତୁ ସେ ପ୍ରଭୁ ତାଙ୍କ ସଙ୍ଗେ ମାନେ ତାଙ୍କୁ କେତେ ବିଦ୍ରୂପ କରି କଥା କହିଲେ। ତାଙ୍କ ସ୍ତ୍ରୀ ବି ତାଙ୍କ ବିରୁଦ୍ଧରେ କଥା କହିଲେ। ସେଇ ସମୟରେ ତାଙ୍କର ଯୋଉ କାମ କରେ ଲୋକମାନେ ସେମାନେ ବି ତାଙ୍କ କଥା ଶୁଣିଲେନି, କିନ୍ତୁ ସେ ସ୍ଥିର ହେଇକି ରହିଲେ ଆଉ ପ୍ରଭୁଙ୍କର ସେ 2 ଗୁଣ ଆସିବାକୁ କହିଲେ। ପାଉଲଙ୍କ ଜୀବନରେ ଆମେ ଦେଖୁଛୁ, ପାଉଲ କେତେ ବେଶ୍ରାଘାତ, ଜାହାଜ ଭାଙ୍ଗିଲା, ଦୁଃଖ କଷ୍ଟ ସବୁ ପାଇଲେ, କେତେ ବିପଦର ସମ୍ମୁଖୀନ ହେଲେ କିନ୍ତୁ ସେ ସ୍ଥିର ରହିଥିଲେ। ପ୍ରଭୁରେ ସ୍ଥିର ହେଇକି ରହିଲେ, ତାଙ୍କ ହୃଦୟରେ ପ୍ରଭୁ ରହିଥିଲେ, ସେଥିପାଇଁ ସେ ପ୍ରଭୁଙ୍କୁ ଛାଡି ନଥିଲେ ଆଉ ସେ ଭାଙ୍ଗି ପଡିନଥିଲେ। କିନ୍ତୁ ଆମେ ଯେତେବେଳେ ପିତରଙ୍କ ଜୀବନ ଦେଖୁ, ପ୍ରଭୁ କହିଲେ ପାଷାଣ
ତାଙ୍କ ଉପରେ ମୁଁ ପଥର, ତୁମ ଉପରେ ମୁଁ ମନ୍ଦିର କରିବି। କିନ୍ତୁ ସେ ଅସ୍ଥିର ଥିଲେ। ଯେତେବେଳେ ସେ ପ୍ରଭୁକୁ ଦେଖିଦେଲେ ସେ ସମୁଦ୍ର ଭିତରେ, ସେ କହୁଛନ୍ତି ପ୍ରଭୁ ମୁଁ ଯିବି। ପ୍ରଭୁ ଡେଇଁତି ଡାକିଛନ୍ତି, ସେ ଡେଇଁ ପଇଲେ। କିନ୍ତୁ ଯେତେବେଳେ ଲହଡି ଆସିଲା, ପ୍ରଭୁ ମୁଁ ମଲି, ସାଙ୍ଗେ ସାଙ୍ଗେ ଆମେ ଯେପରି ସେଇପରି ଟିକେ ଦୁଃଖ ଆସିଗଲା, ଟିକେ କଷ୍ଟ ଆସିଲା, ଆମେ ପ୍ରଭୁଙ୍କୁ ସାଙ୍ଗେ ସାଙ୍ଗେ ପ୍ରଭୁ ମତେ ଶୁଣ, ମୋ ପ୍ରାର୍ଥନା ଶୁଣ, ପ୍ରଭୁ ମତେ ତୁମେ ଧର। ଆମ ଭିତରେ ଅସ୍ଥିରତା, ଚଞ୍ଚଳତା ସବୁ ଆସିଯାଉଛି, କାରଣ ଆମର ମୂଳଦୁଆ ପ୍ରଭୁ ନାହାନ୍ତି। ଆମ ହୃଦୟ ଭିତରେ ଆମର ପ୍ରଭୁ ନାହାନ୍ତି। କିନ୍ତୁ ଆମେ ଏଜରାଙ୍କ ଜୀବନ ଦେଖୁଛୁ, ସେ ତାଙ୍କ ବାକ୍ୟକୁ ପାଳନ କରି ଚାଲିଥିଲେ, ତାଙ୍କ ବାକ୍ୟ ଅନୁଯାୟୀ ସେ ଚାଲିଥିଲେ। ଆହୁରି ଗୋଟେ ବିଷୟ ଆମେ ଦେଖିବା, ଏଟା ଅଛି ପ୍ରଥମ ରାଜାବଳୀ 3 ପର୍ବ 14 ପଦରେ ଅଛି। ପ୍ରଥମ ରାଜାବଳୀ 3:14 ଅଛି। ପୁଣି ତୁମ୍ଭ ପିତା ଦାଉଦ ଯେପରି ଗମନ କଲା, ସେପରି ତୁମ୍ଭେ ଯେବେ ଆମ୍ଭର ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଗମନ କରିବ, ତେବେ ଆମ୍ଭେ ତୁମର ଆୟୁଷ ବୃଦ୍ଧି କରିବ। ପ୍ରଭୁ ତାଙ୍କୁ ଏତେ ବଡ କଥା ସଲୋମନଙ୍କୁ କହୁଛନ୍ତି। ତୁମର ପିତା ଦାଉଦ ମଧ୍ୟ ପାପରେ ପଡିଥିଲେ, କିନ୍ତୁ ସେ ତାଙ୍କର ବିଧି ଆଉ ବ୍ୟବସ୍ଥାକୁ ତାଙ୍କ ବାକ୍ୟ ଅନୁଯାୟୀ ସେ ନିଜେ ଗମନ କରୁଥିଲେ। ସେଥିପାଇଁ ସେ ପ୍ରଭୁ ତାଙ୍କୁ କହୁଛନ୍ତି, ପିତା ଦାଉଦ ଯେପରି ଗମନ କଲା, ସେପରି ତୁମେ ଯେବେ ଆମର ବିଧି ଓ ଆଜ୍ଞା ପାଳନ କରିବ, ଆମ୍ଭେ ତୁମର ଆୟୁଷ ବୃଦ୍ଧି କରିବ। ଆମେ ଯଦି ତାଙ୍କ ଆଜ୍ଞା ପାଳନ କର, ଆମର ଆୟୁଷ ମଧ୍ୟ ବୃଦ୍ଧି ହେବ। এই ସ୍ଥାନରେ ପ୍ରଭୁ ସଲୋମନକୁ କହୁଛନ୍ତି। ସଲୋମନ ଜ୍ଞାନୀ ଲୋକ ଥିଲେ। ସଲୋମନ ପ୍ରଭୁଙ୍କୁ ଯେତେବେଳେ ପ୍ରଭୁ ତାଙ୍କୁ ସବୁ ବିଷୟ ଦେବାକୁ କହିଲେ, ସେ କହିଲେ ମତେ ତୁମେ ଖାଲି ପ୍ରଭୁ ତୁମେ ଭଲ ମନ୍ଦର ଜ୍ଞାନ ବୁଝିବା ହୁଏ, ତୁମର ଏତେ ବଡ ଲୋକ, ଏତେ ଲୋକଙ୍କୁ ମୁଁ ପାଳନ କରିବାକୁ ମତେ ବୁଦ୍ଧି ନାହିଁ, ମୋର ଜ୍ଞାନ ନାହିଁ, ମତେ ଜ୍ଞାନ ଦିଅ। କିନ୍ତୁ ପ୍ରଭୁ ତାଙ୍କୁ ସବୁ ଦେଲେ। ତଥାପି ତାକୁ ପ୍ରଭୁ ତାଙ୍କୁ କହୁଛନ୍ତି, ତୁମେ ଯଦି ମୋର ଆଜ୍ଞା ପାଳନ କର, ପିତାଙ୍କ ପରି ନ ପାଳନ କରିବ, ତାହେଲେ ତୁମର ଆୟୁଷ ଆଉ ବୃଦ୍ଧି ହବ ନାହିଁ। ତୁମର ଆୟୁଷ ବୃଦ୍ଧି କରିବା, ଯଦି କରିବ ତାହେଲେ ଆମେ ତୁମ ଆୟୁଷ ବୃଦ୍ଧି କରିବା। କିନ୍ତୁ ଆମେ ଦେଖିଛୁ ସଲୋମନ କଣ ତାଙ୍କ ବାକ୍ୟ ପାଳନ କଲେ? କଲେନି। ସେ ବିଜାତି ସ୍ତ୍ରୀ ମାନଙ୍କ କଥାରେ ପ୍ରଭୁଙ୍କୁ ଭୁଲିଗଲେ। ତେଣୁ ସେଇ ପ୍ରଥମ ରାଜାବଳୀ 11 ପର୍ବର ତାଙ୍କ ଅଛି 11 ପର୍ବ 6 ପଦରେ ଅଛି, ସେ ପ୍ରଭୁଙ୍କୁ ଭୁଲିଗଲେ। 11:6 ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ସଲୋମନ କଲେନି। ଆପଣା ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କ ପଶ୍ଚାଦଗାମୀ ହେଲେନି। ସେ ସଦାପ୍ରଭୁଙ୍କ ପଶ୍ଚାଦଗାମୀ ହେଲେ ନାହିଁ। ପିତାଙ୍କ ଯାହା ମନ୍ଦ ସେ ତାହା କଲେ। ସଲୋମନ ଭୁଲ କଲେ। ତେଣୁ ସେ 20 ବର୍ଷର ରାଜା ହେଇଥିଲେ, କିନ୍ତୁ ସେ 60 ବର୍ଷରେ ମୃତ୍ୟୁବରଣ କଲେ। କେବଳ 40 ବର୍ଷ ସେ ରାଜ୍ୟ କଲେ। କିନ୍ତୁ ପ୍ରଭୁ ତାଙ୍କୁ କହିଥିଲେ, ମୁଁ ତୁମର ଆୟୁଷ ଆହୁରି ବୃଦ୍ଧି କରିବି। ସେ ବିଷୟ ଶୁଣିଲେନି। ଏଜରା କିନ୍ତୁ ଆମେ ଏଜରାଙ୍କ ଜୀବନ ଦେଖୁଛୁ, ସେ ତାଙ୍କ ବାକ୍ୟ ପାଳନ କଲେ। ସେ ବାକ୍ୟ ଅନୁଯାୟୀ ସେ ତାଙ୍କ ଜୀବନକୁ ବାକ୍ୟ ପାଳନ କରିବା ପାଇଁ, କୋଉଟା ଠିକ କୋଉଟା ଭୁଲ ଜାଣିବା ପାଇଁ ସେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଥିଲେ, ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଆଉ ସେ ଯାହା ଶିକ୍ଷା ପାଉଥିଲେ, ଯୋଉ ବିଷୟ ଶିଖୁଥିଲେ, ସେ ସବୁବେଳେ ସେଇ ଅନୁସାରେ ଅନ୍ୟମାନଙ୍କୁ ଶିକ୍ଷା ଦଉଥିଲେ, ସେଇ ଅନୁସାରେ ନିଜ ଜୀବନକୁ କାଟିବା ପାଇଁ ସେ ଚେଷ୍ଟା କରିଥିଲେ। ଆଜି କଣ ଆମେ ନିଜକୁ ନିଜେ ପଚାରିବା, ଆମର ମୂଳଦୁଆ କଣ ପ୍ରଭୁ ଅଛନ୍ତି? ଆମର ମୂଳ ଯଦି ପ୍ରଭୁ ଥିବେ, ଆମେ ଯଦି ଆଜ୍ଞା ପାଳନ କରିବୁ, ତାହେଲେ ଆମ ମୂଳଦୁଆ। ଆମେ ସେ ପାଷାଣ ଉପରେ ଆମ ଗୃହ ନିର୍ମାଣ କରିବୁ। ଯଦି ନ କରିବୁ, ତାହେଲେ ଆମେ ଯଦି ପ୍ରଭୁଙ୍କ ବାକ୍ୟ ପାଳନ ନ କରିବୁ, ବାକ୍ୟ ଶୁଣିବୁନି, ବାକ୍ୟ ପଢିବୁନି, ବାକ୍ୟର ଗଭୀରକୁ ବୁଝିବୁନି, ଆମ ହୃଦୟ ଭିତରେ ଆମ ବାକ୍ୟକୁ ସଞ୍ଚୟ କରି ରଖିବୁନି, ତାହେଲେ ପ୍ରଭୁ ଆମକୁ ଆମ ପ୍ରାର୍ଥନା ଶୁଣିବେନି। ଯେମିତି ସଲୋମନ, ପ୍ରଭୁ ତାଙ୍କୁ ସେ ମନ୍ଦ ପଥରେ ଗଲେ, ପ୍ରଭୁ ତାଙ୍କୁ ଶୁଣିଲେନି, ତାଙ୍କ ଆୟୁଷ ଆଉ ବୃଦ୍ଧି କଲେନି। ଆମେ ଏଜରାଙ୍କ ଜୀବନ ଏଟା ମଧ୍ୟ ସେ ଦେଖିଲୁ। ଶେଷରେ ସେ କଣ କଲେ? ଶିକ୍ଷା ବିଷୟରେ କହିଲେ। ଅନ୍ୟକୁ ଶିକ୍ଷା ଦେବା ପାଇଁ ମଧ୍ୟ ସେ ପ୍ରସ୍ତୁତ, ପଢିଲେ, ପାଳନ କଲେ, ଆଉ ଶିକ୍ଷା ଦେଲେ। ସେଥିପାଇଁ ଆମେ ଏଜରା
7:25 ଲେଖା ଅଛି। हे इज्रा, तुम्हें परमेश्वर विषय को जो ज्ञान तुम हस्ते अच्छी तदनुसारे नदी सेपारी समस्त लोकंकर विचार थे जो माने तुम परमेश्वर व्यवस्था जानती एपरी शासनकर्ता विचारकर्ता मान को तुम्हें नियुक्त कर आउ जे ताहा न जाने ताहा को तुमने शिक्षा दियो। परमेश्वर जो ज्ञान तुम हस्ते अच्छी से निपुण अध्यापक थिले से बाइबल को अध्ययन करथिले पालन करथिले आउ सेतपे तांको एठी राजा तांको सबु भार तांको हाथ देइछन धार्मिक भार देइछन जागतिक भार से जेरूशलेम को जाइछन्ति प्रभु को अन्य मान को शिक्षा देवा पे अन्य को शिक्षा देवा पे आमे आगे प्रथम आमे निजे को निजे जांच करबा आमे सेई वाक्य जो वाक्य आमे जी निजे कहूची मु निजे कहूची से वाक्य रे मु निजे ठीक अछि तो से वाक्य मो पई मु से अनुसार चालुची तो सब बेले आमे सेटा को निजे जांच करबा से निजे पालन करथिले आ ईर्ष्या लोक मान को सिखाउथिले से जण उत्तम शिक्षक थिले सेतपे आमे प्रथम तिमोथी 4:16 देखि अपना विषय रे और अपना शिक्षा विषय रे सतर्क रहो पुणी एही समस्त विषय रे लागी रहो कारण ताहा कले तुमे अपना परित्राण तुम्हर श्रोता मानक परित्राण मध्य साधन करिवो। अपना विषय रे लिखा है मु निज विषय रे अपना शिक्षा विषय रे मु को विषय शिक्षा करथिली सेते हमको सतर्क रहया जदि सतर्क रहबे से विषय लागी रहबा ताले हमें अपनार परित्राण अन्यर परित्राण आमे यदि प्रभु को सेवक हबा आमे किपरि जीवन काटुछु आमे यदि पवित्र जीवन करछु ताले प्रभु को पई काम कर परबा जदि आमे अपवित्र जीवन करछु आम भीतर अपवित्रता अछि ताले आमे किपरि प्रभु को सेवक हबु से वाक्य केही सुनिबेनी आमे वाक्य कहूथु किंतु से वाक्य केही सुनु नथि तो हमको पवित्र भावे जीवन काटिया शिक्षा विषय रे कह सतर्क प्रभु करूछंती प्रभु का सेवक जी हबो से ख्रीष्ट का प्रत्येक सेवन पवित्र जीवन निज जीवन को आगे आमे परिखिबा आमे जीवन रे हम ठीक अछि तो प्रभु को वाक्य आमे कहया पूर्व हमको निजे प्रस्तुत भाव अछि ताहले हम अन्यर परित्राण निजर परित्राण अन्यर परित्राण शिक्षक हवा सहज कथा नुहे शिक्षक हवा द्वारा आमे दंड पाइबा जदि आमे भूल करछु आमे दंड पाइबा बोली लिखा है अपन समस्त जानथिबे तो शिक्षा देवा पूर्व निज को आमे निजे परिखिबा आमे केते वाक्य आमे पढुछु आमे केते वाक्य आमे हृदय मध्य संचय कर रखिछु हमर मूलदुआ कोन प्रभु अछंती हम ख्रीष्ट प्रभु हमर मूलदुआ रहिछंती ना आमे अन्य भी थरे कह दो सी एमती कहला से ता वाक्य एमती ता वाक्य हमर बुझवा दरकार नहीं से वाक्य भितर हमको कोन कहउछ हमको देखिबार अछि आज मु ए वाक्य कहउछि मु पई वाक्य रे मु केते वाक्य पढ़ी निज को निजे परीक्षा करी निज को निजे आज आम समीक्षा करबा आम वाक्य केते बढ़ी आम जदि वाक्य बढ़ीनु आम वाक्य को जदि आम निजे पालन करूनु वाक्य को निजे अध्ययन करनी पालन करनी ताले आम वाक्य आम देई परिबानी हमको प्रभु करे निकास देबा प्रभु तू से वाक्य कहितलु तू कोन से वाक्य को निजे पालन करितलु हम प्रचार जीव त आम कोन कहिबा तो आमको निज को निजे प्रभु को निकट रे समस्त को रखी देबा कोन से को आपण शिक्षा विषय सतर्क आपण शिक्षा विषय सतर्क करबो हम को विषय शिक्षा दो से विषय हमको निज को सतर्क रहबा पड़िबो कारण हम भीतर जे दुर्बलता थिबो हम से निगुण वाक्य बुझी नथिबा तमे हम केमिति शिक्षा देबा हम भीतर दुर्बलता थिला हम केमिति प्रभु को वाक्य को अन्य मान पाखरे कहि परिबा हम पाखे तो दुर्बलता से कहि दो से तो सेमिति से पुलपिट रे चढ़ी ता पाखरे कोन अछि एमिति को लोक कहि दउचंती तेणु हमको निजे को सतर्क रहया पड़ो कारण
ଆଉ ସମୟ ନାହିଁ, ପ୍ରଭୁଙ୍କର ସମୟ କେବେ ଆମେ ଜାଣିନୁ, ସମୟ ନାହିଁ କୁହାହଉଛି। ତେଣୁ ଏଇ ବାକ୍ୟ ସବୁକୁ ଆମ ହୃଦୟ ଭିତରେ ସଂଯମ କରି ରଖିବାକୁ ପଡିବ। ତ ଆମେ ଦେଖିବା ପ୍ରଥମ ତିମୋଥୀର 1 ପର୍ବର 5ରୁ 7ରେ ପ୍ରଭୁ ଆମକୁ କଣ କହୁଛନ୍ତି। ପ୍ରଥମ ତିମୋଥୀ 1:5 ଶୁଦ୍ଧ ହୃଦୟ, ସୂଚି ବିବେକ ଓ ନିଷ୍କପଟ ବିଶ୍ୱାସରୁ ଜାତ ପ୍ରେମ। ସୂଚି ହୃଦୟ, ଶୁଦ୍ଧ ଚିତ୍ତ ଲୋକ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ କୁହାଯାଇଛି। ଶୁଦ୍ଧ ହୃଦୟ, ସୂଚି ବିବେକ, ନିର୍ମଳ ବିବେକ, ଆମ ବିବେକ ନିର୍ମଳ ଥିବ, ଆଉ ନିଷ୍କପଟ ବିଶ୍ୱାସ ଜାତ ପ୍ରେମ। ଆମ ପ୍ରଭୁ ଆମ ପାଇଁ ତାଙ୍କର ରକ୍ତରେ ଦେଇଦେଲେ, ଆମେ ତାଙ୍କ ରକ୍ତର କିଣା ଦାସ, ଆମେ ବହୁମୂଲ୍ୟ ରକ୍ତରେ କିଣା ହେଇଛୁ। ସେ ଆମ ପାଇଁ ଜଗତକୁ ଆସିଲେ, ଆମକୁ ପ୍ରେମ କରି ଏ ଜଗତକୁ ଆସିଲେ। ଆମେ ଯଦି ସେଟା ବିଶ୍ୱାସ କରୁ, ନିଷ୍କପଟ ବିଶ୍ୱାସ ନ ରହିବ, ତାହେଲେ ଆମେ ଏ ଜଗତରେ ଅନ୍ୟମାନଙ୍କ ପାଖରେ ସାକ୍ଷ୍ୟ ଶିକ୍ଷା ଦେଇପାରିବା। ଦ୍ୱିତୀୟ ହଉଛି ତାହା ଧର୍ମଶାସ୍ତ୍ରର ଉଦ୍ଦେଶ୍ୟ ଅଟେ, ଏହା ଧର୍ମଶାସ୍ତ୍ରର ଧର୍ମ ଶିକ୍ଷାର ଉଦ୍ଦେଶ୍ୟ ଅଟେ। କେହି କେହି ଏ ସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇଥାନ୍ତି। ଧର୍ମ ଶିକ୍ଷାର ଉଦ୍ଦେଶ୍ୟକୁ ଆମେ ବୁଝିନଥାଉ। ଧର୍ମ ଶିକ୍ଷାର ଉଦ୍ଦେଶ୍ୟ ନ ବୁଝି ଅସାର କଥାରେ ଆମେ ବାକ୍ୟ କହି ଚାଲୁ। ସେମାନେ ବ୍ୟବସ୍ଥାର ଅଧ୍ୟାପକ ଭାବରେ ଇଚ୍ଛା କରନ୍ତି, ମାତ୍ର ଯାହା କହନ୍ତି କି କେଉଁ ବିଷୟ ଦୃଢ ଶିକ୍ଷା ଦିଅନ୍ତି ତାହା ନିଜେ ବୁଝନ୍ତିନି। ଆମେ ବ୍ୟବସ୍ଥାର ଅଧ୍ୟାପକ ଭାବୁ, କିନ୍ତୁ ଏଜ୍ରା ବ୍ୟବସ୍ଥାର ନିପୁଣ ଅଧ୍ୟାପକ ଥିଲେ। ସେ ବାକ୍ୟ ପାଳନ କରୁଥିଲେ, ବାକ୍ୟ ପଢିଥିଲେ, ପାଳନ କରୁଥିଲେ, ତେଣୁ ସେ ଶିକ୍ଷା ଦେଇପାରିଥିଲେ। ଆଜି ଆମେ କଣ ସେଇପରି ତାଙ୍କ ପରି ପ୍ରଭୁଙ୍କର ହସ୍ତ ତାଙ୍କ ଉପରେ ଥିବାରୁ ସେ ସବୁ କାର୍ଯ୍ୟ କରେ। ଆମ ଉପରେ ପ୍ରଭୁଙ୍କର ପବିତ୍ର ଆତ୍ମାଙ୍କର ଚାଳନା ଅଛି ତ, ପ୍ରଭୁଙ୍କର ଶକ୍ତି ଅଛି ତ, ଆମେ ସେଟା ବୁଝେଇବୁ। ପ୍ରଭୁଙ୍କର ହସ୍ତ ଯଦି ଆମ ଉପରେ ରହିଛି, ତାହେଲେ ଆମେ ପ୍ରଭୁଙ୍କ ବାକ୍ୟରେ ଉତ୍ତମ ଭାବେ କହିପାରିବା, ଅନ୍ୟମାନେ ତାହା ବୁଝି ବି ପାରିବେ। ଯଦି ଆଜି ଆମେ ଏତେ କହୁଛୁ, ଆଜି କାହିଁକି ଆମ ପିଲାମାନେ ବିପଥରେ ଯାଉଛନ୍ତି? ଆମ ପିଲାମାନଙ୍କର ବିପଥ ଯିବାର କାରଣ କଣ? ଆମ ଭିତରେ ସେଇ ବାକ୍ୟ ଆମେ କହିପାରୁନୁ। ମୋର ମନେ ଅଛି, ମୋ ପୁଅ ଯେତେବେଳେ 8 କ୍ଲାସରେ ପଢୁଥିଲା, ମୁଁ ତ ସବୁବେଳେ ବାବା ବାଇବେଲ ପଢିଛୁ, ବାବା ବାଇବେଲ ପଢିଛୁ, ତୁ ତ ସବୁବେଳେ ମତେ କହୁଛୁ ବାଇବେଲ ପଢୁଛୁ, ବାଇବେଲ ପଢୁଛୁ, ବାଇବେଲ କଣ ସେ କଥା ସବୁବେଳେ କହିବାକୁ କୁହାଯାଇଛି? ମୁଁ କହିଲି ହଁ କୁହାଯାଇଛି ପରା, ଦେଖା। ମୁଁ କହିଲି ଦେଖେ, ତୃତୀୟ ବିବରଣୀ ଲେଖା ହେଇଛି 6 ପର୍ବରେ, ଉଠିବା ବେଳେ, ବସିବା ବେଳେ, ଶୋଇଲା ବେଳେ, ଖାଇଲା ବେଳେ, ସେମିତି ଲେଖା ହେଇଛି? ମୁଁ କହିଲି ହଁ ସେମିତି ଲେଖା ହେଇଛି। ପିଲାଙ୍କୁ ଆମ ବାକ୍ୟ ଭିତରକୁ ପୁରେଇବାକୁ ଅଛି, ବାକ୍ୟ କଣ କହୁଛି ତାକୁ ବୁଝେଇବାକୁ ଅଛି। ଆମ ପିଲା ବିପଦରେ କେବେ ବି ଯିବନି। ଗୋଟେ ମାର କ୍ରନ୍ଦନରେ କୋଉ ପିଲା କେବେ ବି ଦୁଃଖ ପାଇନି। ମୁଁ ନିଜ ଜୀବନରେ ବହୁତ ସାକ୍ଷ୍ୟ। କେବେ ବି ଆମ ପିଲା ବିପଥରେ ଯିବେନି। ପ୍ରଭୁ ତାଙ୍କୁ ଯୋଉ ବାଟେ ହେଲେ ଟାଣି ଆଣିବେ। ମୁଁ ଜାଣେ, କଟକରେ ଜଣେ ମା ଥିଲେ, ତାଙ୍କ ପିଲା ସବୁ ମନ୍ଦ କାର୍ଯ୍ୟ ଥିଲା, କିନ୍ତୁ ସେ ଆଜି କଟକ ଚର୍ଚ୍ଚରେ ଗୋଟେ ପାଷ୍ଟର। ଏତେ ସୁନ୍ଦର ବାକ୍ୟ ଭାଙ୍ଗୁଛି। ତା ମା ସବୁବେଳେ କାନ୍ଦି କାନ୍ଦି ସବୁବେଳେ ପ୍ରାର୍ଥନା କରନ୍ତି, ମୋ ପୁଅକୁ ପ୍ରଭୁ ଫେରେଇ ଆଣ। ସବୁ ମନ୍ଦ ପଥରେ ସେ ଚାଲି ଯାଇଥିଲା, କିନ୍ତୁ ପ୍ରଭୁଙ୍କ ପାଖକୁ ସେ ଫେରି ଆସିଲା। ଆମେ ମା ମାନେ ଆମେ ପ୍ରାର୍ଥନା କରି ଆମ ପିଲାମାନେ କେବେ ବି ବିପଦରେ ଯିବେନି। ଆମ ମଣ୍ଡଳୀ କେବେ ବି ଶୂନ୍ୟ ହବନି। ଆଜି ମଣ୍ଡଳୀ ସବୁ ଶୂନ୍ୟ। ଆପଣ ମାନେ ଦେଖିଥିବେ କି ନାଇଁ, ମୁଁ ଯାଇଥିଲି ଏଥର ଓଡିଶା, ଆଶ୍ଚର୍ଯ୍ୟ ହେଲି। ନୂଆ ବର୍ଷ ଯୋଉ ୱାଚ୍ ନାଇଟ୍ ପ୍ରେୟାର, 15 ଜଣ ଲୋକ ଗୋଟେ ଚର୍ଚ୍ଚରେ ଅଛନ୍ତି। ମତେ ବହୁତ ଦୁଃଖ ଲାଗିଲା। 15 ଜଣ ଲୋକ ୱାଚ୍ ନାଇଟ୍ ଗିର୍ଜା ଭର୍ତ୍ତି ହେଇଥାଏ, କିନ୍ତୁ ଗିର୍ଜାରେ ଲୋକ ନାହାନ୍ତି। କଣ ନା, RSS ବାଲା ମାନେ କହିଛନ୍ତି ଆସିକି ମାନେ ସେମାନେ ଇଏ କରିବେ, ଆମକୁ ମାରିବେ ବୋଲି। RSS ବାଲା ମାରିବା ପାଇଁ ଆମେ ଡରିବା? ଆଜି ତ ମରିବା, କାଲି ତ ମରିବା, ଯେବେ ତ ହେଲେ ଆମେ ମରିବା। ଆମେ ଆମ ପ୍ରଭୁଙ୍କୁ ଛାଡି ଦେଇକି ଆମେ ମରିଲେ ଆମର କଣ ଲାଭ ଅଛି? ଆଜି ମଣ୍ଡଳୀ ଶୂନ୍ୟ। ଆମ ପିଲାମାନେ ବିପଥରେ ଚାଲି ଯାଉଛନ୍ତି। ମତେ ସବୁଠୁ ବେଶୀ ଦୁଃଖ ଲାଗେ, ଆଜି ଆମେ ଏଇ ବାକ୍ୟକୁ ଆମେ ପାଉଛୁ, କିନ୍ତୁ ଆମ ପିଲାମାନେ ସେଇ ବାକ୍ୟକୁ ଆଜିକାଲି ଶୁଣିବାକୁ ଇଚ୍ଛା କରୁନାହାନ୍ତି। ସେମାନେ ଆମେ କହୁଛୁ
ରବିବାର ଦିନ ପିଲାମାନଙ୍କୁ ଗିର୍ଜାକୁ ନେବାର ଅଛି, କିନ୍ତୁ ରବିବାର ଦିନ ଯଦି ଟ୍ୟୁସନ ଅଛି ପିଲା ତୁ ଟ୍ୟୁସନ ଯା, କାହିଁ ସେଦିନ ଟ୍ୟୁସନ ଟା ନ ଗଲେ ହବନି? ହବ, କିନ୍ତୁ ଆମେ ଟ୍ୟୁସନ ଛାଡିଦବୁ, କାହିଁକି ନା ପାଠଟା ସାର୍ ସେଦିନ ପଢେଇ ଦେବେ। ପ୍ରଭୁଙ୍କ ପାଖକୁ ଯଦି ଆମେ ଯାଇ ନେଇଥିବୁ ତାହେଲେ ପ୍ରଭୁ ତ ତାକୁ ଜ୍ଞାନ ଦେଇଦେବେ। କାହିଁକି ଆମେ ଆଜି ନିଜେ ନିଜେ ଆମ ପିଲାମାନଙ୍କୁ ଆମେ ବିପଦଗାମୀ କରୁଛୁ? ଆମେ ନିଜେ ନିଜେ ଆମ ପିଲାମାନଙ୍କୁ ପ୍ରଭୁଙ୍କ ଠାରୁ ଦୂରକୁ ନଉଛୁ। ଆମେ ଦେଖୁଛୁ ପିଲା ପଢୁଛନ୍ତି, ବାଇବଲ ପଢୁଛନ୍ତି, ପ୍ରଭୁଙ୍କ ପଥରେ ଚାଲୁଛନ୍ତି, କୋଉଠି ସାଙ୍ଗମାନଙ୍କ ସାଙ୍ଗେ କଥା ହଉଛନ୍ତି, କୋଉଠି ସେମାନେ ବୁଲୁଛନ୍ତି, ସବୁ ବିଷୟକୁ ଆମକୁ ଆଜି ତନଖି ରଖିବାକୁ ପଡୁଛି। କାରଣ ଏଇ ମନ୍ଦ ଜଗତରେ ପିଲାମାନେ କୋଉ ପଟେ ଚାଲିଯିବେ ଆମେ ଜାଣିପାରିବୁନି। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ପାଇଁ ଆମେ ପ୍ରାର୍ଥନା ଆଣ୍ଠୁ ଭାଙ୍ଗିବାକୁ ଅଛି, ଆଉ ପ୍ରତି ମୁହୂର୍ତ୍ତରେ ସେମାନଙ୍କ ପାଇଁ ତାଙ୍କ ବାକ୍ୟ, ପ୍ରଭୁଙ୍କ ବାକ୍ୟରେ ଯେବେ ସେମାନେ ବଢିବେ ସେ ବିଷୟ ତାଙ୍କୁ ଶୁଣିବାର ଅଛି। ଆମେ କଣ କହୁଛୁ? ଆମେ ସମ୍ମାନ ପାଉ, ବାକ୍ୟ କହୁଛୁ ଆମେ ସମ୍ମାନ ପାଉ, କିନ୍ତୁ ସେ ପ୍ରଭୁ ସେ ବାକ୍ୟ ଚାହୁଁନାହାନ୍ତି। ଏଇଠି ସେଇଥିପାଇଁ ଧର୍ମ ଶିକ୍ଷାର ଉଦ୍ଦେଶ୍ୟ ଅଟେ କେହି ଏ ସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହଉଛନ୍ତି। ଧର୍ମ ଶିକ୍ଷା କଣଟା ସେଟା ଆମକୁ କେହି ବୁଝୁନାହାନ୍ତି, ଅସାର କଥାରେ। ତେଣୁ ଯାହା କହନ୍ତି କି କେଉଁ ବିଷୟ ଦୃଢ ଶିକ୍ଷା ଦିଅନ୍ତି ତାହା ନିଜେ ବୁଝନ୍ତି ନାହିଁ। ଆମେ ବାକ୍ୟ କହି ଚାଲିଛୁ କିନ୍ତୁ ବାକ୍ୟଟା ଆମେ ବୁଝିନୁ। କାରଣ ଆମେ ବାକ୍ୟ ଖାଲି ନିପୁଣ ହବା ଦରକାର। ଆମକୁ ସମସ୍ତେ ସମ୍ମାନ ଦିଅନ୍ତୁ, ଆମେ ଏତେ ସୁନ୍ଦର ବାକ୍ୟ କହୁଛୁ, ଆମ ବାକ୍ୟ ସୁନ୍ଦର କହିବା କିଛି ଦରକାର ହିଁ ନାହିଁ। ଆମେ ପ୍ରଭୁଙ୍କ ବାକ୍ୟରେ ବଢିବାକୁ ଆମ ପିଲାମାନଙ୍କୁ ଆମେ ଚେଷ୍ଟା କରିବା, ଆମ ମଣ୍ଡଳୀକୁ, ଆମ ସମାଜକୁ ଆମେ ଯେପରି ପ୍ରଭୁରେ ବଢେଇ ପାରିବା ସେଇ ପ୍ରୋସେସ, ସେଇ ବିଷୟ ଚିନ୍ତା କରି ଯେତେବେଳେ ଏଜରା ଯାଉଥିଲେ ସେ କେମିତି ଅନ୍ୟମାନଙ୍କୁ ପ୍ରଭୁଙ୍କ ପଥରେ ନେଇ ଆସିପାରିବେ। ତେଣୁ ଆମେ ଦେଖିବା ଗୋଟେ ରୋମୀ 2:21-24। ତେବେ ପରକୁ ଶିକ୍ଷା ଦଉଛ ଯେ ତୁମ୍ଭେ କଣ ଆପଣଙ୍କୁ ଶିକ୍ଷା ଦଉନ? ପରକୁ ଶିକ୍ଷା ଦଉଛୁ, ନିଜକୁ ଆମେ ଶିକ୍ଷା ଦଉନୁ। ଚୋରି କର ନାହିଁ ବୋଲି କହୁଛ କିନ୍ତୁ ଚୋରି କରୁଛୁ। ଚୋରି କର ନାହିଁ, ଆଜି ଯଦି ପରିବା ବଳିଲେ ଆମକୁ 2 ଟଙ୍କା ଅଧିକା ଫେରେଇ ଦେଲେ ଆମେ କିଛି ନ କହି ଫେରିଛୁ, ହଁ ମ 2 ଟଙ୍କା ତ ଆଉ କଣ ଅଛି, ଏଇ କଥା କହୁଛୁ। ଯେତେବେଳେ ସେ ଓଜନ କରୁଛି ଯେ ଅଧ କିଲୋ ଜାଗାରେ ଆଉ ଅଧ କିଲୋ ଅଧିକା କରିକି ଓଜନ କରୁଛି ଆମେ କହୁନୁ, କିନ୍ତୁ ଅଧ କିଲୋର ପଇସା ଦେଇଦେଇକି ଦେଲୁ, ଏଇଟା କଣ ଆମର ଚୋରି ହଉନି? ବେଭିଚାର କର ନାହିଁ ବୋଲି କହି ତୁମ୍ଭେ ବେଭିଚାର କରୁଛ। ବେଭିଚାର କର ନାହିଁ ବୋଲି କହୁଛ, ଆମେ ବେଭିଚାର କରୁଛୁ। ଆମେ ଖାଲି ବେଭିଚାର କରିବା ପାପ ନୁହେଁ, କିନ୍ତୁ ବାକ୍ୟରେ ଲେଖା ଅଛି ଆମେ ଯୋଉଟା କୁଦୃଷ୍ଟିରେ ଦେଖୁଛୁ ସେଇଟା ମଧ୍ୟ ବେଭିଚାର। ପ୍ରତିମା ଘୃଣା କରୁଅଛ ଯେ ତୁମ୍ଭେ କଣ ମନ୍ଦିର ଲୁଣ୍ଠନ କରୁଛ? ପ୍ରତିମା ପୂଜା କରୁନୁ ଆମେ କହୁଛୁ, କିନ୍ତୁ ମନ୍ଦିର ଲୁଣ୍ଠନ, ପ୍ରଭୁଙ୍କର ନୈବେଦ୍ୟ, ପ୍ରଭୁଙ୍କ ଦଶମାଂଶ ଆମେ ପ୍ରଭୁଙ୍କ ମନ୍ଦିରକୁ ଆଣୁ, କିନ୍ତୁ ଆମେ କହୁଛୁ ଆମେ ମୂର୍ତ୍ତି ପୂଜା, ପ୍ରତିମାକୁ ଘୃଣା କରୁଛୁ। ବ୍ୟବସ୍ଥାରେ ଗର୍ବ କରୁଛ ତୁମ୍ଭେ, ବ୍ୟବସ୍ଥା ଲଙ୍ଘନ ଦ୍ୱାରା ତୁମ୍ଭେ କି ଈଶ୍ୱରଙ୍କୁ ଅନାଦର କରୁନ? ବ୍ୟବସ୍ଥାରେ ଗର୍ବ କରୁଛୁ। ଆମେ ପ୍ରଭୁଙ୍କ ବିଷୟ ବହୁତ ଜାଣିଛୁ, କିନ୍ତୁ ବ୍ୟବସ୍ଥା ଲଙ୍ଘନ, ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ଆମେ କଣ କରୁଛୁ? ଆମ ପ୍ରଭୁ ଈଶ୍ୱରଙ୍କୁ ଅନାଦର କରୁଛୁ। କାରଣ ଯେପରି ଲେଖା ଅଛି ତୁମାନଙ୍କ ହେତୁ ବିଜାତି ମାନଙ୍କ ମଧ୍ୟରେ ଈଶ୍ୱରଙ୍କ ନାମ ନିନ୍ଦିତ ହେଉଛି। ଆମ ଯୋଗୁଁ ଆଜି ଆମ ପ୍ରଭୁଙ୍କ ନାମ ବିଜାତି ମାନଙ୍କ ପକ୍ଷେ ନିନ୍ଦିତ ହେଉଛି। ଆମେ କାହିଁକି ଆମେ ଖ୍ରୀଷ୍ଟିଆନ ବୋଲି କହିବା କଣ ଦରକାର? ବିଜାତି ମାନଙ୍କ ଖ୍ରୀଷ୍ଟିଆନ ବୋଲି କହିକି ଆଉ ପ୍ରଭୁଙ୍କ ନାମକୁ ନିନ୍ଦିତ କରିବା କଣ ଦରକାର? ଆମେ ଯଦି ଖ୍ରୀଷ୍ଟିଆନ ବୋଲି କହୁଛୁ, ମନ୍ଦ ଜୀବନ କାଟୁଛୁ, ତାହେଲେ ସେଠି ଆମେ ଈଶ୍ୱରଙ୍କ ସନ୍ତାନ ବୋଲି କହିକି ପ୍ରଭୁଙ୍କୁ ଲଜ୍ଜିତ କରିବା କଣ ଦରକାର? ପ୍ରଭୁଙ୍କୁ ଜାଣିନୁ କହିବା ଦରକାର ନା ସେତେବେଳକୁ। ସେଠି ଆପଣ ମାନେ ସମସ୍ତେ ଶୁଣିଥିବେ ଫେସବୁକର ବାକ୍ୟ, ଯେତେବେଳେ ହିନ୍ଦୁ ଲୋକମାନେ ଆମ ପ୍ରଭୁଙ୍କ ବିରୁଦ୍ଧରେ ବହୁତ କଥା କହିଲେ। ଠିକ କଥା, ସେମାନେ କହୁଛନ୍ତି, ସେମାନଙ୍କ ଫଳ ତ ସେମାନେ ପାଇବେ, କିନ୍ତୁ ଆମ ପିଲାମାନେ କଣ କଲେ? ସେମାନେ ଯୋଉ ଭାଷା କହିଲେ ଆମ ପିଲାମାନେ ବି ସେଇ ଭାଷା କହିଦେଲେ। ସେଇ ଭାଷା କଣ କହିବା ଦରକାର ଥିଲା? ପ୍ରଭୁ କହିଛନ୍ତି ଗୋଟେ ଗାଲରେ ଚାପୁଡା ମାରିଲେ ଆଉ ଗୋଟେ ଗାଲ ଦେଖାଅ। ସେମାନେ କଣ ସେଇ କଥା କଲେ? ସେମାନେ ଯୋଉ ଭାଷା କହିଲେ ଆମ ପିଲାମାନେ ସେଇ ଭାଷା। ଆମେ ପ୍ରଭୁଙ୍କ ନାମକୁ କଣ କଲୁ? ସେଠି ନିନ୍ଦିତ କଲୁ। ଏଜ୍ରା ପ୍ରଭୁଙ୍କର ସେବା କରି କାର୍ଯ୍ୟ କରିନଥିଲେ, ଏଜ୍ରା ଈଶ୍ୱରଙ୍କ ଛାୟାରେ ଚାଳିତ ହୋଇ ସେ ତାଙ୍କର ପ୍ରଭୁଙ୍କର କାର୍ଯ୍ୟ କରିଥିଲେ।
ଏଜରା କଣ କରିଥିଲେ? ସେ ଈଶ୍ୱରଙ୍କର ଜ୍ଞାନ ଅନ୍ୟମାନଙ୍କ ନିକଟରେ ଈଶ୍ୱରଙ୍କର ସତ୍ୟ ଜ୍ଞାନ ଧାର୍ମିକତା ପବିତ୍ରତା ଏସବୁ ବିଷୟ ସେ ଲୋକମାନଙ୍କ ନିକଟରେ ଶିକ୍ଷା ଦେବାକୁ ଯାଇଥିଲେ। ରାଜା ତାଙ୍କୁ ସବୁ ଭାର ତାଙ୍କ ଉପରେ ପକେଇ ଦେଇଥିଲେ, କାହିଁକି ନା ପ୍ରଭୁଙ୍କର ହସ୍ତ ତାଙ୍କ ଉପରେ ଥିଲା। ଆଜି ଆମେ କିପରି ଜୀବନ କାଟୁଛୁ? ପ୍ରଭୁଙ୍କ ହସ୍ତ ଆମ ଉପରେ ଅଛି। ଆମ ପ୍ରଭୁଙ୍କର ଆତ୍ମାଙ୍କ ଚାଳନାରେ ଚାଳିତ ହେଇ କାର୍ଯ୍ୟ କରୁଛୁ ନା ନାହିଁ? କାରଣ ଆମ ହୃଦୟ ମନ୍ଦିରରେ ପ୍ରଭୁ ରହିଛନ୍ତି ନା ନାହିଁ? ଆମେ ସେଇ ପାଷାଣ ଉପରେ ଜୀବନ କାଟୁଛୁ ନା ନାହିଁ? ପ୍ରଭୁଙ୍କର ଆମର ମୂଳଦୁଆ ପ୍ରଭୁ ରହିଛନ୍ତି ନା ନାହିଁ? ଖ୍ରୀଷ୍ଟ ଯଦି ଆମ ମୂଳଦୁଆ ନଥିବେ, ତେବେ ଆମେ କେବେ ବି ପ୍ରଭୁଙ୍କ ପାଇଁ ସାକ୍ଷୀ ହେବୁ। ଅନ୍ୟକୁ ବିଚାର କରୁଛୁ କିନ୍ତୁ ନିଜର ବିଚାର କରୁନୁ। ତେଣୁ ମିକାର 6:8 ଲେଖା ହେଇଛି, ହେ ମନୁଷ୍ୟ, ଯାହା ଉତ୍ତମ ତାହା ସେ ତୁମକୁ ଜଣାଇଛନ୍ତି, ନ୍ୟାୟଚରଣ ଦୟାକୁ ଭଲ ପାଇବା, ତୁମ ପରମେଶ୍ୱରଙ୍କ ସହିତ ଗମନାଗମନ କରିବା, ଏହା ଛଡା ସଦାପ୍ରଭୁ ତୁମଠୁ ଆଉ କଣ ଲୋଡନ୍ତି? ସଦାପ୍ରଭୁଙ୍କ ସହିତ ଗମନାଗମନ କର। ଏଜରା ପ୍ରଭୁଙ୍କ ସହିତ ଗମନ କର। ଏଜରା ଜ୍ଞାନୀ ନିପୁଣ ଜ୍ଞାନୀ ଅଧ୍ୟାପକ ଥିଲେ, ତଥାପି ସେ ନମ୍ର ଭାବେ ପ୍ରଭୁଙ୍କ ସହିତ ଚାଲିଥିଲେ। କାହିଁକି ନା ପ୍ରଭୁଙ୍କର ହସ୍ତ ପ୍ରଭୁଙ୍କ ସହାୟତା ସେ ପାଉଥିଲେ, ପ୍ରଭୁଙ୍କ ଶକ୍ତି ଚାଳନାରେ ଚାଳିତ ହେଇଥିଲେ। ଆଜି ଆମେ ନିଜକୁ ନିଜେ ସମୀକ୍ଷା କରିବା, ପ୍ରଭୁଙ୍କର ଶକ୍ତି ଚାଳନା ଆମେ ପାଉଛୁ। ଆମେ ବାକ୍ୟ ଦଉଛୁ, କିନ୍ତୁ ସେ ବାକ୍ୟ ଯଦି ଆମେ ଆମ ଅନ୍ତର ଭିତରୁ ନ ଦଉଛୁ, ବିଶ୍ୱସ୍ତ ଭାବେ ନ ଦଉଛୁ, ପ୍ରଭୁ ଆମକୁ ତାର ଦଣ୍ଡ ଦେବେ। ତେଣୁ ଆମେ ନିଜକୁ ନିଜେ ଆଜି ସମୀକ୍ଷା କରିବା, ପ୍ରସ୍ତୁତ ରହିବା, ଯେପରି ଏଜରାଙ୍କ ପରି ବାକ୍ୟ ପଢିବା, ପାଳନ କରିବା, ଅନ୍ୟକୁ ଶିକ୍ଷା ଦେବା ପାଇଁ ଚିନ୍ତା ରଖିବା। ପ୍ରଭୁ ତାଙ୍କର ସହାୟ ଥିଲେ ବୋଲି ସେପରି ପ୍ରଭୁ ଆମର ମଧ୍ୟ ସହାୟ ହେବେ। ଆମେ ବିଶ୍ୱସ୍ତ ରହିଲେ, କାରଣ ଯିଏ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ପ୍ରଭୁ ତା କଥା ଶୁଣିବେ ନାହିଁ। ଆମ ମନ ଭିତରେ ଯଦି ପାପକୁ ରଖିଥିବୁ, ତେବେ ପ୍ରଭୁ ଆମ କଥା ଶୁଣିବେ ନାହିଁ। ତେଣୁ ଆମେ ପ୍ରଭୁଙ୍କ ପାଖରେ ନିଜକୁ ଆହୁରି ନମ୍ର କରି ରଖିବା। ପ୍ରଭୁ ତାଙ୍କର ଏ ବାକ୍ୟରେ ଆସିବା। ସମସ୍ତଙ୍କୁ ନମସ୍କାର।